ସେ ଆଉ କେହି ନୁହନ୍ତି ଆମର ପ୍ରିୟ ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ୍ତ କୁମାର ସାସମଲ। ପ୍ରଦୀପ ପ୍ରଦୀପ କୁମାର ସାସମଲ ଯେ ତାଙ୍କ ସହିତ ମୋର ବହୁତ ଦିନରୁ ଆତଜାତ ସମ୍ପର୍କିତ ଏବଂ ତାଙ୍କୁ ମୁଁ କହିଲା ଭଳିଆ ପିଲାବେଳୁ ଜାଣିଛି। ଯେଉଁ ସମୟରେ ମୁଁ ମୁନସିଫ ହିସାବରେ ବାଲେଶ୍ୱରରେ କାର୍ଯ୍ୟରତ ଥିଲି, ସାର୍ ସେତେବେଳେ ସିଭିଲ ଜଜ୍ ସିନିୟର ଡିଭିଜନର ଜଣେ ଆଗଧାଡ଼ିର ଛାମୁଆ ଅଧିକାରୀ ଥିଲେ, ଜଜ୍ ଥିଲେ। ଆମେ ତାଙ୍କ ମୁହଁରୁ ଅନେକ ଅନେକ କଥା ଆଇନ ସମ୍ପର୍କିତ, ବିଚାରବୋଧ ସମ୍ପର୍କିତ, ଦୈନନ୍ଦିନ ଜୀବନରେ କେମିତି ଜଣେ ମଣିଷ ମଣିଷ ଭଳିଆ ଚଳପ୍ରଚଳ ହେବା କଥା ସେ ସମ୍ପର୍କିତ କଥା ମଧ୍ୟ ଆମେ ଜାଣିବା, ଶୁଣିବା, ବୁଝିବା, ଅନୁଭବ କରିବା, ଅଙ୍ଗେ ନିଭେଇବା, କାନରେ ଗ୍ରହଣ କରିକିରି ଆର କାନରେ ଛାଡ଼ିବାନି। ତେଣୁ ଯାହା ଆମକୁ ସିଏ ଶିକ୍ଷା ଦେବେ, ଯାହା ତାଙ୍କର ଅନୁଭୂତି ସିଏ ଅର୍ଜନ କରିଛନ୍ତି, ଯାହା ସିଏ ପ୍ରଶିକ୍ଷିତ ହେଇଛନ୍ତି ଯେଉଁ ଦିଗରେ ସେ ଆମକୁ ଆଜି ଜଣେଇବେ, ଶୁଣେଇବେ, ବୁଝେଇବେ ଏବଂ ଏଇ ଗୋଟିଏ ଗୋଟିଏ କଥା ତାଙ୍କର ଆମେ ଶୁଣି ବୁଝି ଜାଣି ହୃଦୟଙ୍ଗମ କରି ଦରକାର ପଡ଼ିଲେ କାଳି କଲମରେ ତାକୁ ରୂପ ଦେଇ ରଖିବା ଏବଂ ଭବିଷ୍ୟତରେ ଆମ କାମରେ ତାକୁ ଲଗେଇବା ଏବଂ କାମରେ ଲଗେଇଲା ବେଳେ ଆମେ ମଧ୍ୟ ସ୍ମରଣ ରଖିବା ଯେ ହଁ ଏଇ ସାର୍ ଆମକୁ ଏଇ କଥା ବୁଝେଇଥିଲେ। ଆଉ ସାର୍ କହିବା ବାହୁଲ୍ୟ ଯେ ଆମେ ଏଇ ଯେଉଁ ପ୍ରୋଗ୍ରାମ ରଖିଛୁ ୟାକୁ ୟୁଟ୍ୟୁବରେ ମଧ୍ୟ ତାକୁ ଛାଡ଼ୁଛୁ ଏବଂ ଆମ ଜିଲ୍ଲାର ମାନେ ଜୁଡ଼ିସିଆଲ ଷ୍ଟାଫ୍ ବେନିଫିଟେଡ୍ ହେବା ସହିତ ଅନ୍ୟ ଜିଲ୍ଲାରେ ଯେଉଁମାନେ ଏଇ ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହିଁବେ ସେମାନେ ମଧ୍ୟ ୟାକୁ ଆହରଣ କରିପାରିବେ, ଜାଣିପାରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବୁଝିପାରିବେ, ଶୁଣିପାରିବେ ଏବଂ ନିଜେ ଅଙ୍ଗେ ନିଭେଇ ପାରିବେ। ଆସନ୍ତୁ ଆମେ ସାର୍ଙ୍କୁ ଆଜି ଅନୁରୋଧ କରିବା, ଆହ୍ୱାନ କରିବା ଏବଂ ତାଙ୍କର ସାନ୍ନିଧ୍ୟ ନେବା। ଗୁରୁମୁଖ ହେଲେ ଏମିତି କୌଣସି ଅସାଧ୍ୟ କଥା ନାହିଁ ଯାହାକି ସାଧିତ ହୋଇପାରିବ ନାହିଁ। ତେଣୁ ଆମେ ଆଜି ଯେଉଁ ଗୁରୁ ପ୍ରତିମ ବ୍ୟକ୍ତି ବିଶେଷକୁ ପାଖରେ ପାଇଛେ, ତାଙ୍କୁ ନିହାତି ପ୍ରଣାମ କରି ପ୍ରଣିପାତ କରି ତାଙ୍କର ସାହଚର୍ଯ୍ୟ ଲଭିବା। ଆସନ୍ତୁ ଆମେ ଶୁଣିବା ଶ୍ରୀଯୁକ୍ତ ପ୍ରଦୀପ କୁମାର ସାସମଲଙ୍କ ଠାରୁ। ସାର୍ ଆପଣ ଆରମ୍ଭ କରନ୍ତୁ। ଧନ୍ୟବାଦ ସାର୍, ଆଉ ଆନ୍ତରିକ ଧନ୍ୟବାଦ। ମୋର ନିଜର ପରିଚୟ ଦେବା ପାଇଁ ବୋଲିକି ଷ୍ଟାଫ ସମ୍ମୁଖରେ ମୋର ବ୍ୟକ୍ତିତ୍ୱ ନେଇ ଆପଣଙ୍କର ବର୍ଣ୍ଣନା, ନିଜର ଗୁଣ ଗାରିମା ଇତ୍ୟାଦି ଆପଣଙ୍କର ନିଜସ୍ୱ ଅନୁଭୂତିରୁ ଆପଣ ବ୍ୟକ୍ତ କଲେ, ସେଥିପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ। ଗୁରୁ ପ୍ରଥିମ କହିଲେ ତ ବହୁତ ବଡ଼ କଥା ହେଇଯିବ। ହଁ, ଅଭିଜ୍ଞତାରୁ କିଛି କିଛି ଆମେ ପାଇଛେ, କିଛି ଜାଣିଛେ। ସେଇ ଅଭିଜ୍ଞତାଟା ଆଜି ଆମେ ନିଜ ନିଜ ଭିତରେ ବାଣ୍ଟିବାର ଚେଷ୍ଟା କରିବା ଏଇ କାର୍ଯ୍ୟକ୍ରମ ଭିତରେ। ଆପଣ ଏଇଭଳିଆ ଗୋଟେ କାର୍ଯ୍ୟକ୍ରମକୁ ଆମକୁ ନିମନ୍ତ୍ରଣ କରିଛନ୍ତି, ସେଥିପାଇଁ ମୁଁ ହୃଦୟର ସହିତ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ନିଜର ଅତି ଆପଣଙ୍କର ଯେଉଁ ସ୍ନେହ ଭରା ଅନୁରୋଧଟାକୁ ଏଡ଼େଇ ନ ପାରିକିରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭିତରେ ମଧ୍ୟ ମୁଁ ଚେଷ୍ଟା କରିବି କିଛିଟା ବକ୍ତବ୍ୟ ରଖିବା ପାଇଁ। ମୁଁ ଜାଣିବାକୁ ଚାହିଁବି ଯେ ଏବେ କେବଳ ଷ୍ଟାଫ୍ ମେମ୍ବର୍ସ ଟ୍ରେନିଂରେ ଅଛନ୍ତି ନା ଆମ ସହିତ କିଛି ବି ଅଫିସର ମଧ୍ୟ ସମ୍ପୃକ୍ତ ଅଛନ୍ତି? ଯେହେତୁ ଅଫିସର ମାନେ ଆଜି ଦିନ ବ୍ୟାପୀ ବିଭିନ୍ନ ପ୍ରୋଗ୍ରାମ ସବୁ ଥିଲେ ଆଉ କିଛି କିଛି କାମ ତାଙ୍କର ଆଜି ଦିନର ବାକି ରହିଯାଇଛି, ସେମାନେ ଯଦିଓ ଇଚ୍ଛା ପ୍ରକଟ କରୁଥିଲେ କିନ୍ତୁ ସମୟର କଣ୍ଟକତା ଦୃଷ୍ଟିରୁ ଆସିପାରିନାହାନ୍ତି, କିନ୍ତୁ ଇଚ୍ଛା ଥିଲା ତାଙ୍କର ଜଏନ୍ କରିବା ପାଇଁ। ହଁ, ଧନ୍ୟବାଦ। କିଛି ଅସୁବିଧା ନାହିଁ। ଏଥିପାଇଁ ଯେ ଏଇ ପ୍ରୋଗ୍ରାମରେ ଯାହା କିଛି ଗୋଟେ ଅଛି, ଗୋଟେ ଗୋଟେ ଫେଣ୍ଟା ଫେଣ୍ଟି କାର୍ଯ୍ୟକ୍ରମ ଅଛି ଯୋଉଟା କି ଟିକେ ଅଫିସର ମହୋଦୟଙ୍କ ପାଇଁ ମଧ୍ୟ ଟିକେ କିଛି ସମ୍ପୃକ୍ତ ହବ। ଆମର ଷ୍ଟାଫ ବନ୍ଧୁଙ୍କ ପାଇଁ ବୋଲିକି ଯୋଉମାନେ କନିଷ୍ଠ ବନ୍ଧୁ ସେମାନଙ୍କୁ ମୋର ଆଶୀର୍ବାଦ ରହିଛି, ମୋର ଶୁଭେଚ୍ଛା ରହିଛି, ମୋର ଆନ୍ତରିକତା ରହିଛି। ସେମାନଙ୍କୁ ମୁଁ ଚେଷ୍ଟା କରିବି ମୋର କାର୍ଯ୍ୟକ୍ରମ ଯାହା କିଛି ମୁଁ ଆଜି ଆପଣ ମତେ ଦେଇଛନ୍ତି ସେ କାର୍ଯ୍ୟକ୍ରମଟାକୁ ମୁଁ ଏଇଭଳିଆ ଗୋଟେ ବର୍ଣ୍ଣନା କରିବି ଯେ ସକାଳେ 10:30ରେ ଯେତେବେଳେ ଆମର କୋର୍ଟ ଆରମ୍ଭ ହେଇଯାଏ ଆଉ 5ଟା ପରେ ଯେତେବେଳେ ଆମର କାର୍ଯ୍ୟକ୍ରମ ସବୁ ସରିଯାଏ, ଏଇ ଦିନ ତମାମର ଘଟଣାବଳୀ ଘଟଣାକ୍ରମ କଣ କଣ ହବ ତାକୁ ମୁଁ ଟିକେ ବକ୍ତବ୍ୟ କରିବାର ଚେଷ୍ଟା କରିବି, ମୋର ଅନୁଭୂତି ବାଣ୍ଟିବି।
ଆଉ ମୁଁ ଜାଣିବାକୁ ଚାହିଁବି ସମୁଦାୟ କେତେ ଜଣ ଷ୍ଟାଫ୍ ମେମ୍ବର୍ସ ଆଉ କେତେଟା ଷ୍ଟେସନରୁ ସବୁ ଜଏନ୍ କରିଛନ୍ତି? ଆମର ସେଠି ଅଛନ୍ତି ମାଲକାନଗିରିରେ ଏଠି ମାନେ ହେଡକ୍ୱାର୍ଟର ଷ୍ଟେସନରେ, ତା ସହିତ ମୋଟୁ, ତା ସହିତ କୁଦୁମୁଲଗୁମା ଏବଂ ମାଥିଲି, ଏମିତି MB79 ତ ମୋଟୁ ଯୋଉଟା, ଏଇ ଷ୍ଟେସନ ଗୁଡାକରୁ ସବୁ ଟୋଟାଲ ଆମର ଅଛନ୍ତି କର୍ମଚାରୀ 35। ହଁ ଧନ୍ୟବାଦ। ଠିକ ଅଛି। ହେଲେ କର୍ମଚାରୀ ବନ୍ଧୁମାନଙ୍କୁ ଆପଣମାନଙ୍କର ଜିଲ୍ଲା ଜଜଙ୍କର ଉପସ୍ଥିତିରେ ମୋର ବର୍ତ୍ତମାନ ବକ୍ତବ୍ୟ ଆରମ୍ଭ କରିବାର ଚେଷ୍ଟା କରିବି। ଶୁଭ ସନ୍ଧ୍ୟା। ଆଉ ସବୁ କର୍ମଚାରୀ ବନ୍ଧୁଙ୍କୁ ମୋର ଶୁଭେଚ୍ଛା। ଯେହେତୁ ତୁମେ ସମସ୍ତେ କନିଷ୍ଠ, ତେଣୁକରି ତୁମକୁ ନମସ୍କାର ଜଣାଇ ପାରୁନି, ଶୁଭେଚ୍ଛା ଜଣାଉଛି। ଆଉ ମୁଁ ଭାବୁଛି ନିଶ୍ଚିତ ସମସ୍ତେ ମୋ ଠାରୁ କନିଷ୍ଠ ହେଇଥିବ, କାରଣ ତୁମେ ସମସ୍ତେ ଚାକିରିରେ ଏବେ ଅଛ। ତେଣୁ ମୁଁ ଆପଣମାନଙ୍କୁ ଜଣେ ମୋର ଛୋଟ ଭାଇ ଭଉଣୀ ହିସାବରେ ଏଇ ଆମର ଯୋଉ ବିଚାର ବିଭାଗୀୟ କାର୍ଯ୍ୟକ୍ରମ ଯୋଉ ଅଛି ପ୍ରତ୍ୟେକ ଦିନ, ସେ କାର୍ଯ୍ୟକ୍ରମ ଗୁଡାକ କେମିତି ଆମେ ସମ୍ପାଦନ କରିବା ସେଇଟାକୁ ମୁଁ ଆପଣମାନଙ୍କୁ ପ୍ରସ୍ତୁତ କରିବାର ଚେଷ୍ଟା କରିବି। ଗୋଟେ ସେକେଣ୍ଡ ନଉଛି, ଗୋଟେ ସେକେଣ୍ଡ ମତେ। ବାହାରେ ଜଏନ୍ କଲେ କିଏ? ମାଥିଲି ଆଉ ବାହାର ଷ୍ଟେସନରେ କିଏ ଅଫିସର ଜଏନ୍ କଲେ? ଜାଣିଛ ସେ କିଏ ତଳେ ଯିଏ? ହଁ, 3 ଜଣ। ହଁ ସାର୍, କ୍ଷମା ଚାହିଁବି ଟିକେ ଇଣ୍ଟରପ୍ସନ ପାଇଁ ବୋଲିକିରି। ସାର୍, ମୁଁ ଟିକେ ଗୋଟେ ବିଶେଷ କଥା ଉଲ୍ଲେଖ କରିବାକୁ ଚାହୁଁଛି ଆଜ୍ଞା। ଯେ ଆପଣଙ୍କର ଏଇ ଅବ୍ୟବହିତ ଭିତରେ ସେ ଆମର 3 ଜଣ ଜୁଡିସିଆଲ ଅଫିସର ମୋ ସହିତ ବର୍ତ୍ତମାନ ସେୟାର କରୁଛନ୍ତି ଏଠି। ସେ ଜଣେ ହେଉଛନ୍ତି ଆମର ଓମେନ କୋର୍ଟ ଜଜ୍ ବବିତା ଦାସ, ନମସ୍କାର। ହୁଁ। ଆଉ ଜଣେ ହେଉଛନ୍ତି ଆମର ପ୍ରତିମା ସାହୁ, SDJM ମାଲକାନଗିରି, ନମସ୍କାର। ଆଉ ଜଣେ ହେଉଛନ୍ତି ଆମର ଆଦିତ୍ୟ ପୃଷ୍ଟି, ଜୁଡିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସ। ଧନ୍ୟବାଦ। ନମସ୍କାର। ଯେ ଯଦିଓ ମୁଁ ତାଙ୍କୁ ପୂର୍ବରୁ ମିଟିଂରେ ସୂଚନା ଦେଇଥିଲି ହୁଁ। ଯେ ସିଏ ତ ଆଉ ସେତେବେଳେ ଆସିବା ପାଇଁ ସମ୍ଭବ ନଥିଲା, ବୋଧେ ଆପଣଙ୍କର ମାଧ୍ୟାକର୍ଷଣ ଦ୍ୱାରା ସେ ଆକର୍ଷିତ ହେଇ ମୋ ସହିତ ଏଠି ଆସିକି ବସି ପଡ଼ିଲେଣି। ଆଉ ଜଣେ ମଧ୍ୟ ଆମ ସହିତ ଅଛନ୍ତି, ଆମର କୁଦୁମୁଲ କୁମାର ଜୁଡିସିଆଲ ମାଜିଷ୍ଟ୍ରେଟ ବିମଳ ଲକ୍ଷ୍ମୀ ମ୍ୟାଡାମ। ସିଏ ନିଶ୍ଚୟ ମତେ ଚିହ୍ନିଥିବେ। ଆଚ୍ଛା ଆଚ୍ଛା। ଆମେ ଆମର ସୌଭାଗ୍ୟ ଥିଲା ଆମେ ଜୟପୁରରେ ମିଶିକି କାମ କରିବାର। ଆଚ୍ଛା ଏଣ୍ଡ ଆଚ୍ଛା ତାପରେ ପରେ ଜୟପୁରରୁ ସେ କୋଦଳା ବଦଳିଲେ, କୋଦଳାରୁ ବର୍ତ୍ତମାନ କୁଡୁମୁଲ ଗୁମା ଯାଇଛନ୍ତି ବୋଧେ, କେ ଟୁ କେ। ହଁ। ହଁ, ନମସ୍କାର। ଆଉ ଏକଥା ସମସ୍ତଙ୍କ ପାଇଁ ଗ୍ରହଣୀୟ ଯେ ଆମେ ଏଇଟା ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଅପଲୋଡ କରୁଛୁ। ହଁ, ବୋଧେ ରେକର୍ଡିଂ ଷ୍ଟାର୍ଟ ହେଲା, ସେଟା ମତେ ଆଭାସ ଆସିଲା। ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ଅନ୍ୟ ଅଫିସରଙ୍କର
ପରିଚୟ ପାଇଁ ଆପଣଙ୍କୁ ଧନ୍ୟବାଦ। ଆଇ ୱେଲକମ୍ ଅଲ୍ ଦ ଅଫିସର୍ସ ଆଣ୍ଡ ଆଇ ଏକ୍ସଟେଣ୍ଡ ମାଇ ଗୁଡ୍ ଇଭିନିଂ ଆଣ୍ଡ ୱେଲ୍ ୱିଶେସ୍ ଟୁ ଦେମ୍। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଟୁ ଅଲ୍ ଅଫ୍ ୟୁ। ମୋର ସ୍କ୍ରିନ୍ ବର୍ତ୍ତମାନ ସେୟାର କରୁଛି, ସ୍କ୍ରିନଟା ଦେଖାଯାଉଛି କି ଆପଣଙ୍କୁ? ଆଜ୍ଞା ଆଜ୍ଞା। ଓକେ, ଠିକ ଅଛି। ମୁଁ ଷ୍ଟାର୍ଟ କରୁଛି ବର୍ତ୍ତମାନ। କାର୍ଯ୍ୟକ୍ରମ ଆରମ୍ଭ କରୁଛି। କାର୍ଯ୍ୟକ୍ରମ ବର୍ତ୍ତମାନ ଆରମ୍ଭ କରି ମୁଁ ତାକୁ ତିନିଟା ବିଭାଗରେ ବାଣ୍ଟିଛି। 10:30ରୁ 11ଟା, 11ଟାରୁ 1:30, 1:30 ପରେ ଲଞ୍ଚ ବ୍ରେକ୍, ଲଞ୍ଚ ବ୍ରେକ୍ ପରେ ଫାର୍ଷ୍ଟ ହିୟରିଂ ଫ୍ରମ୍ 2 p.m. ଟୁ 4 p.m. এই প্রকার এই তিনটা পর্যায়ে বিভিন্ন মু জস্ট নোটস প্রিপেয়ার করেছি, চেষ্টা করেছি। সেতটা মোর টেকনোলোজি সেতে ধারণা নাই। মু মোর নিজ ঝিওর টিকে সাহায্য নেইকিরি এই প্রকার চেষ্টা করেছি। ভুল ভটকা থিলে টিকে আপন ইউ প্লিজ বিয়ার উইথ মি এন্ড জাস্ট এলাও মি টু জাস্ট কন্টিনিউ উইথ দি সেম উইথ ইন্টারপ্শন এট সর্টেন লেভেল। ওকে, হ্যালো। ସାର୍ ହଁ, ଚଲନ୍ତୁ। ହଁ, ଶୁଣିପାରୁଛନ୍ତି ତ? ହଁ। ଆଜ୍ଞା ଆଜ୍ଞା। ବର୍ତ୍ତମାନ ଆମେ ମୋର ଷ୍ଟାଫ ବନ୍ଧୁ ମାନଙ୍କ ପାଇଁ ମୁଁ କହିବି, ଆରମ୍ଭ କରିବି କାର୍ଯ୍ୟକ୍ରମ। ଷ୍ଟାଫ ବନ୍ଧୁ ମାନେ ଆପଣ ମାନେ ଶୁଣନ୍ତୁ। ଆମେ ଦୁଇ ପ୍ରକାର କୋର୍ଟ ସହିତ ସମ୍ପୃକ୍ତ। ସାଧାରଣତଃ ଗୋଟିଏ ହଉଛି ଇନିସିଆଲ କୋର୍ଟ, ଆଉ ଗୋଟିଏ ହଉଛି ଟ୍ରାଏଲ କୋର୍ଟ। ଇନିସିଆଲ କୋର୍ଟ ମାନେ ଆମେ ବୁଝିବା ଇଣ୍ଡିପେଣ୍ଡେଣ୍ଟ ଷ୍ଟେସନ ଗୁଡାକରେ ଯୋଉମାନେ ମାଜିଷ୍ଟ୍ରେଟ ଅଛନ୍ତି ବା ସବ ଡିଭିଜନ ସ୍ତରରେ ଯୋଉମାନେ ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ଅଛନ୍ତି, ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଏଣ୍ଡ ଆପଣଙ୍କର ଆଜି ସମସ୍ତ କେନ୍ଦ୍ରବିନ୍ଦୁର ଆକର୍ଷଣ ଆପଣଙ୍କର ଜିଲ୍ଲା ଜଜ୍, ଏମାନଙ୍କୁ ଆମେ ଇନିସିଆଲ କୋର୍ଟ କହିବା। ଟ୍ରାଏଲ କୋର୍ଟ କହିବା ଯୋଉମାନେ କେବଳ ଟ୍ରାଏଲ ସହିତ ସମ୍ପୃକ୍ତ, ଅର୍ଥାତ୍ ସବୁବେଳେ ସେମାନେ ବିଚାରଣା କରିବେ। କିନ୍ତୁ ଇନିସିଆଲ କୋର୍ଟ ଏବଂ ଟ୍ରାଏଲ କୋର୍ଟ ଭିତରେ ପ୍ରାୟ ପାଖାପାଖି ଟିକେ କାମ କାର୍ଯ୍ୟଧାରାରେ କାର୍ଯ୍ୟଶୈଳୀରେ ଟିକେ ଅଲଗା ପ୍ରକାର ଆମର ଟିକେ ବିଭିନ୍ନତା ଆମେ ପାଇବା। ସେଇ ବିଷୟରେ ମୁଁ ଉପସ୍ଥାପନା କରିବାକୁ ଚେଷ୍ଟା କରିବି। ଆପଣମାନେ ଧୈର୍ଯ୍ୟ ଧରିକି ଶୁଣନ୍ତୁ। ସମସ୍ତ ଅଦାଲତରେ ଯେତେବେଳେ ଆପଣଙ୍କର ପ୍ରିଜାଇଡିଂ ଅଫିସର ଆସିବେ 10:30 ବେଳେ, ତାଙ୍କୁ ଆପଣ ନିଜେ ସମ୍ମାନର ସହିତ ଆପଣ ଗ୍ରହଣ କରିବେ। ବିଶେଷତଃ ବେଞ୍ଚ କ୍ଲାର୍କ ଆଉ ସିରଫଦାର ବା ସିନିୟର କ୍ଲାର୍କ ସାର୍ ଯେତେବେଳେ ଆସିକି ଚେମ୍ବରରେ ଏଣ୍ଟ୍ରି କରିବେ, ପେସ୍କାର ମହୋଦୟ କ'ଣ କରିବେ, ନିଜ ସହିତ ସାର୍ଙ୍କର ଗେଜେଟେଡ୍ ଅଫିସର ମାନଙ୍କର ଆଟେଣ୍ଡାନ୍ସ ରେଜିଷ୍ଟର ନଥାଏ। ସାର୍ ମାନଙ୍କର ଅନ୍ୟ ଷ୍ଟାଫ ମାନଙ୍କର ଆଟେଣ୍ଡାନ୍ସ ରେଜିଷ୍ଟର ଥାଏ। ଆଟେଣ୍ଡାନ୍ସ ରେଜିଷ୍ଟରଟା ଧରିକି ସିରଫଦାର କିମ୍ବା ସିନିୟର କ୍ଲାର୍କ ଯିବେ। ଆଉ ପେସ୍କାର ମହୋଦୟ କ'ଣ କରିବେ, ଡାଏରୀଟା ସିଲ୍ ଖାତାଟା ଧରିକିରି ଆପଣ ସାର୍ଙ୍କ ପାଖରେ ଉପସ୍ଥିତ ହେବେ। ସିଲ୍ ଖାତାରେ ସାର୍ଙ୍କର ଦସ୍ତଖତଟା କରିବେ ବିଥ୍ ଡେଟେଡ୍ ସିଗ୍ନେଚର। এইটা କରିବା ଅର୍ଥ ସାର୍ଙ୍କର ସେଦିନ ଉପସ୍ଥିତିଟା ଜଣାପଡ଼ିବ। ଆପଣ ଯେତେବେଳେ କେବେ ସାର୍ କେତେ ଦିନ ଛୁଟି ନେଇଥିଲେ, କେତେ ଦିନ କାର୍ଯ୍ୟ କରିଥିଲେ, କେତେ ଦିନ ଆମର କୋର୍ଟରେ ଥିଲେ, ଗୋଟେ ପ୍ରାଥମିକ ସୂଚନା ଆପଣ ସିଲ୍ ଖାତାରୁ ପାଇପାରିବେ। ଯୋଉଦିନ ସାର୍ ନଥାନ୍ତି ଆଉ ତାଙ୍କ ଚାର୍ଜରେ ଯୋଉମାନେ ଥାନ୍ତି, ସେମାନେ ମଧ୍ୟ ସେ ସିଲ୍ଟାରେ ଦସ୍ତଖତ କରିବେ। ସେଥିରୁ ଆମକୁ ଜଣାପଡ଼ିଯିବ କୋଉ ଦିନ କୋଉ ଅଫିସର ଆମର କାର୍ଯ୍ୟରତ ଥିଲେ। ଏକ, ସେଇ ସିଲ୍ ଖାତାରେ ଦସ୍ତଖତ ହେଇଗଲା ପରେ ପେସ୍କାର ମହୋଦୟ କ'ଣ କରିବେ, ଡାଏରୀଟା, ଡାଏରୀ ଜାଣିଛନ୍ତି R6, R6 ଡାଏରୀଟା ଆପଣ ସାର୍ଙ୍କ ପାଖରେ ଉପସ୍ଥାପିତ କରିବେ। ସେଥିରେ ସାର୍ ଟପ୍ ଉପରେ ରାଇଟ୍ ହ୍ୟାଣ୍ଡ ସାଇଡ୍ ମାର୍ଜିନରେ ଦସ୍ତଖତ କରିକି ତାରିଖ ଦେବେ। ସେଥିରେ ଦୁଇଟି ତାରିଖ ଥିବ, ଦୁଇଟି ସମୟ ଥିବ। ଗୋଟେ ସେଠି ଲେଖିବା ପାଇଁ ବୋଲି ସମୟ ଦି କୋର୍ଟ ରୋଜ୍ ଆଟ୍ ଏ ଲେଖା ହେଇଥିବ। ସେଇଠି ଆପଣଙ୍କର 10:30/11 ପଡ଼ିବ। ସେ ଦୁଇଟା ସମୟ ଦବାର ତାତ୍ପର୍ଯ୍ୟ ହେଇଛି ଯେ ସାର୍ କେତେବେଳେ ଅଫିସକୁ ଆସିଲେ ଆଉ କେତେବେଳେ କୋର୍ଟ କାର୍ଯ୍ୟ ଆରମ୍ଭ ହେଲା। ଉପରେ ଟପରେ ଏଇ ସମୟରୁ ଆମେ ଜଣାପଡ଼ିବ ଅଫିସରଙ୍କର ଆରାଇଭଲଟା ଆଉ କେତେବେଳେ କୋର୍ଟ କାର୍ଯ୍ୟ ଆରମ୍ଭ ହେଲା, ଏଇ ଦୁଇଟା ଜଣାପଡ଼ିବ। ତା ତଳେ ଥିବ ନମ୍ବର ଅଫ ପିଟିସନ୍ସ ରିସିଭଡ୍। ସେଥିରେ ଦେଖିବେ ଏବେ ସେଇ ପ୍ରକାର ଫର୍ମାଟ ଅଛି ନା ଚେଞ୍ଜ ହେଇଗଲାଣି? ଅଛି। ହଁ, ଧନ୍ୟବାଦ। ତେଣୁକରି ସେଇଠି ଆପଣ ପେସ୍କାର ମହୋଦୟ ଦେଖିବେ ଗତ କାଲିର ଆପଣଙ୍କର ପିଟିସନ ସଂଖ୍ୟା କେତେ 1 ରୁ 10 କି ଏମିତି ପଡିଥିବେ, ନମ୍ବର ଅଫ ପିଟିସନ୍ସ ରିସିଭ୍ ସେଠି ସେଇଟା ଦେଖେଇବେ। ତାପରେ ଗତକାଲି ଆପଣଙ୍କର ଡାଏରୀଟା କମ୍ପ୍ଲିଟ ହେଇଛି ନା ନାହିଁ ସେଇଟା ଜାଣିବା ପାଇଁ ଆପଣ କ'ଣ କରିବେ, ଗତକାଲି ଆପଣ ଅଫିସର ଗଲା ବେଳେ ଆଉ ଥରେ ତଳେ
ତଳେ ଦେଖିବେ ସେ 4/5 ପଡ଼ିବ। କୋର୍ଟ ଉଠେ ବନ୍ଦ ହୁଏ 4ଟାରେ, 4:30 ନୁହେଁ 4ଟାରେ ଆମେଣ୍ଡମେଣ୍ଟ ହେଇଯାଇଛି। ଆଉ ଯେତେବେଳେ ଅଫିସର କୋର୍ଟ ଛାଡିକି କେତେବେଳେ ଗଲେ ସେ 6ଟାରୁ ଯାଆନ୍ତୁ 7ଟାରୁ ଯାଆନ୍ତୁ, କିନ୍ତୁ 5ଟା ବୋଲିକି ପକେଇବେ। ଡିପାର୍ଚର ଟାଇମଟା 5ଟା। 4ଟାରେ କୋର୍ଟ ଉଠିବ, 5ଟାରେ ସିଏ ଯିବେ, ଅଫିସ ଛାଡିକିରି ଯିବେ। ତା ତଳେ ସେଇ ପାଖାପାଖି ଇଏରେ ଗତକାଲିର ୱିଟନେସ୍ ଚାର୍ଟଟା ଦିଆଯାଇଛି ନା ନାହିଁ ଆମେ ଦେଖିବାକୁ ପଡିବ। ପେସ୍କାର ମହୋଦୟ ଏସବୁ ଜିନିଷ ଗୁଡାକ ଦେଖିଲେ ଡାଏରୀଟା କମ୍ପ୍ଲିଟ ହବ। ଆଉ ଡାଏରୀରେ ଆପଣ ଯେତେବେଳେ କରିବେ R6ର ପ୍ରଥମ ପେଜରେ ପେଜିନେସନ ସାର୍ଟିଫିକେଟ ରହିବ। ପେଜିନେସନ ସାର୍ଟିଫିକେଟରେ ଡାଏରୀଟାରେ କେତେ ପୃଷ୍ଠା ଅଛି, ତାই ସେ ଡାଏରୀର ସଂଖ୍ୟା 1 ଠାରୁ ଏତିକି ସାର୍ଟିଫାଇଡ୍ ଦାଟ ଦିସ୍ ରେଜିଷ୍ଟର କଣ୍ଟେନ୍ସ ପେଜ 180 ପେଜେସ୍ ଫ୍ରମ୍ ସିରିଆଲ ନମ୍ବର 1 ଟୁ 180। ଏତିକି ଲେଖା ହବ। ପ୍ରିଜାଇଡିଂ ଅଫିସରଙ୍କର ଦସ୍ତଖତ ଏବଂ ତାରିଖ ରହିଥିବ। ଏଠି ପେଜିନେସନ ସାର୍ଟିଫିକେଟ। ଏଇଟା ମୁଁ କାହିଁକି କହୁଛି, ପର୍ଯ୍ୟାୟକ୍ରମେ ଯେତେବେଳେ ଆପଣଙ୍କୁ ମୁଁ ଘଟଣା କ୍ରମକୁ ଯିବି, ଶେଷ ଆଡକୁ ଯେତେବେଳେ ଯିବି, ମୁଁ ଆପଣଙ୍କୁ କହିବି ଏଗୁଡାକର ତାତ୍ପର୍ଯ୍ୟ କଣ। ଆଚ୍ଛା, ଏଗୁଡାକ ସବୁ ଦେଖି ସାରିଲା ପରେ ଆମେ ଗତକାଲି ଆପଣଙ୍କର ସାର୍ଙ୍କର ଯାହା ଯାହା କାର୍ଯ୍ୟକ୍ରମ ହେଇଥିଲା କୋର୍ଟରେ, ଡାଏରୀରେ ତାର ଗୋଟେ ପ୍ରାଇମା ଫେସି ପ୍ରଥମ ଦୃଷ୍ଟିରେ ମୁଖ ଦର୍ଶନରେ ଆମେ ଜାଣିପାରିଲେ ଯେ ଗତକାଲି ସାର୍ କଣ କଣ କରିଥିଲେ। ସେଇଠି ଦେଖିବେ ଡାଏରୀରେ ଗୋଟେ ସ୍ପେସ୍ ଥିବ। ଆପଣମାନେ ସମସ୍ତେ ବେଳେ ଅଫିସର ମାନଙ୍କୁ ଧୀରେ ଯେତେବେଳେ ହେଲେ ଆପଣ ଅଫିସର ମାନଙ୍କୁ ବୁଝେଇବେ, କହିବେ ସାର୍ ଏଇଠି ଆପଣ ଗତକାଲି ମିଟିଂରେ ଆଟେଣ୍ଡ ହେଇଥିଲେ, ଏଇଟା ଏଇଠି ଲେଖିଦିଅନ୍ତୁ। ଗତକାଲି ଲିଗାଲ ଏଡ୍ କ୍ୟାମ୍ପରେ ଯାଇଥିଲେ, ଏଇଟା ଲେଖିଦିଅନ୍ତୁ। ଗତକାଲି ଆଉ ଗୋଟେ କଣ କାର୍ଯ୍ୟ ରେକର୍ଡିଂ କରିଥିଲେ, 164 କରିଥିଲେ, ଗତକାଲି ଟିଆଇ ପ୍ୟାରେଡ୍ କରିଥିଲେ, ଏଗୁଡାକ ସବୁ ଏଥିରେ ଲେଖିଦିଅନ୍ତୁ। ଡାଏରୀଟା ହଉଛି ଡାଏରୀ ଇଜ ଦି ମିରର ଅଫ ଦି କୋର୍ଟ। ତେଣୁକରି ଡାଏରୀରେ ଆପଣ କଣ କରିବ, ଆପଣଙ୍କ ପ୍ରଥମ ଦର୍ଶନରେ ସେଇଦିନ ଗୋଟେ ନିର୍ଦ୍ଦିଷ୍ଟ ଦିନରେ ଅଫିସର ମହୋଦୟ କଣ କରିଛନ୍ତି ଆମେ ଜାଣିପାରିବୁ। ଏଇଟା ଯେତେବେଳେ ଡାଏରୀଟା ଏଇଟା ହେଇଗଲା, ତାପରେ କଣ ହବ, ଶିରଦାର ମହୋଦୟ ବା ସିନିୟର କ୍ଲର୍କ ବାବୁ କଣ କରିବେ, ଆଣିବେ ଆମର ଆଟେଣ୍ଡାନ୍ସ ରେଜିଷ୍ଟରଟା ଆଣିକିରି ଦାଖଲ କରିବେ। ଆଟେଣ୍ଡାନ୍ସ ରେଜିଷ୍ଟରରେ ସର୍ବା ତଳେ ଅଫିସର ଆମର ଦସ୍ତଖତ କରିବେ ରିଗାର୍ଡିଂ ପ୍ରେଜେନ୍ସ ଅଫ ଦି ଷ୍ଟାଫ ମେମ୍ବର୍ସ ଇନ ଦି କୋର୍ଟ। ଯୋଉମାନେ ସିଏଲ ଥିବେ ତାଙ୍କର ସିଏଲ ଦେଖାଯିବ, ଯୋଉମାନେ ଡ୍ୟୁଟି ଥିବ ଡି ଦେଖାଯିବ, ଇତ୍ୟାଦି କରି ସେଟା ଦସ୍ତଖତ କରିବେ। ତା ସହିତ ଶିରଦାର ବାବୁ ବା ସିନିୟର କ୍ଲାର୍କ ସେଇଠି ଆଉ ଗୋଟେ କଣ କରିବେ, ରିସିଭ ରେଜିଷ୍ଟର ଆଣ୍ଡ ଇସ୍ୟୁ ରେଜିଷ୍ଟର, ଏଇ ଦୁଇଟା ରେଜିଷ୍ଟର ଆପଣ ଧରିକି ଆସିଥିବେ। ଏଇ ଦିଟା ହଉଛି ଆପଣଙ୍କ ପାଖରେ ବିଭିନ୍ନ କ୍ୱାର୍ଟର୍ସ ରୁ କୋଉଠୁ କଣ କୋଉ ପ୍ରକାର କମ୍ୟୁନିକେସନ ଆସିଥିଲା, ସେ କମ୍ୟୁନିକେସନ ଗୁଡାକ ସବୁ ସେଥିରେ ଏଣ୍ଟ୍ରି ହେଇଥିବ। ସେଗୁଡାକ ସବୁ ଆପଣ ଦେଖିବେ ରିସିଭ ରେଜିଷ୍ଟର ଏଣ୍ଟ୍ରି ହେଇଥିବ। ତାପରେ ଇସ୍ୟୁ ରେଜିଷ୍ଟରରେ ଆପଣ ନିର୍ଦ୍ଦିଷ୍ଟ ଗୋଟେ ପାଇଥିବା ଚିଠିର କଣ ଉତ୍ତର ଦେଇଛନ୍ତି ତାର ଥିବ। ଗୋଟେ ସେ ଚିଠି ଗୁଡାକ ଆପଣଙ୍କ ତାରିଖ ଅନୁଯାୟୀ ବିଭିନ୍ନ ସ୍ତରରୁ, ବିଭିନ୍ନ କ୍ୱାର୍ଟର୍ସରୁ, ବିଭିନ୍ନ କର୍ଣ୍ଣରରୁ ଯୋଉ ଚିଠି ଗୁଡାକ ଆସିଥିବ ସେଥିରେ ରିସିଭ ରେଜିଷ୍ଟର ଏଣ୍ଟ୍ରି ହେଇଥିବ। ଯୋଉ ଚିଠିଟାର ଉତ୍ତର ଦରକାର ନାହିଁ, ଆପଣ ସେ ରେଜିଷ୍ଟ୍ର ସେଇ ଚିଠିଟାକୁ ଆପଣ ଲାଲରେ ରାଉଣ୍ଡ ଅପ୍ କରିଦେଇକିରି ରିମାର୍କ କଲମରେ NRN ଲେଖିଦେବେ। ନୋ ରିପ୍ଲାଏ ନେସେସାରୀ ଲେଖିଦେବେ। ଆଉ ଯୋଉ ଚିଠିଟାର ଆପଣ ରିପ୍ଲାଏ ଦେଇଥିବେ ତାର ରାଉଣ୍ଡ ଅପ୍ କରିଦେବେ, ଆଉ ରିମାର୍କ କଲମର ଲେଟର ନମ୍ବରଟା ପକେଇଦେବେ। ଆପଣ କୋଉ ଲେଟରରେ ସେ ଚିଠିଟା ଇସ୍ୟୁ ହେଇଛି ଆପଣ ଜାଣିଦେବେ। ଏଇ ଦୁଇଟା ଜିନିଷ ସିରଦାର ବା ସିନିୟର କ୍ଲାର୍କର କାମ। ଏକ, ତା ବାଦ ୱିକଲି ସେଥିରେ ଗୋଟେ ୱେଟିଂ ଲିଷ୍ଟ ବାହାରିବ। କୋଉ କୋଉ ଚିଠି ଗୁଡାକ ଆମର ରହିଯାଇଛି, କୋଉ କୋଉ ଚିଠି ଗୁଡାକ ଆମକୁ ଆଟେଣ୍ଡ କରିବାକୁ ପଡିବ, ତାର ରିପ୍ଲାଏ ଦେବାକୁ ପଡିବ, ଏଗୁଡାକ ଆମେ ସବୁ ସେଥିରୁ ଜାଣିପାରିବା, ଯୋଉଥିରେ ଆପଣଙ୍କର ପେଣ୍ଡିଂ ଲିଷ୍ଟଟା ଥିବ। ଏଇଟା କରିବାର କାରଣ ହଉଛି, ହିନ୍ଦୀରେ ଗୋଟେ ପ୍ରବାଦ ଅଛି, କବି କବି ଛୋଟି ସି ଦରାର ବଡେ ବଡେ ଦୀୱାର को गिरा देता है। ବେଳେ ବେଳେ ଛୋଟିଆ ଫାଙ୍କ ବଡ ବଡ କାନ୍ଥକୁ ଭାଙ୍ଗିଦିଏ। ଆମେ ଏଇ ଚିଠି ଗୁଡାକ ଯେତେବେଳେ ନ କରିପାରିବା, ଏଇ ଚିଠି ଗୁଡାକୁ ଯଦି ଆମେ ଠିକ ଭାବେ ଦୃଷ୍ଟି ନ ରଖିବା, ଆ, ସମ୍ପୃକ୍ତ କିରାଣୀ ଏବଂ ଅଫିସର ଦୁଇ ଜଣ ଯାକ ଆପଣଙ୍କୁ ଅସୁବିଧା ହେଇଯିବାକୁ ପଡିବ। ଆପଣଙ୍କ ପାଇଁ ଏକ୍ସପ୍ଲେନେସନ ଆସିପାରେ ବା ଅନ୍ୟାନ୍ୟ କଣ କାରଣ ଦର୍ଶାଅ ନୋଟିସ ଆପଣଙ୍କ ପାଇଁ ଆସିପାରେ। ତେଣୁକରି ଅସୁବିଧା ହବ। ପ୍ରତ୍ୟହତ କରିବାକୁ ପଡିବ ଆପଣ ସେ ଅସୁବିଧା ଗୁଡାକ, ଯଦି ଆପଣ ଟିକେ ଲିଟିଲ ବିଟ୍ ଆଲର୍ଟ ହେବେ। ଏଇତିକି ଏଇତକ କାର୍ଯ୍ୟକ୍ରମ କଲା ବେଳେ ଆପଣଙ୍କର 10:30ରୁ 11ଟା ହେଇଯିବ। ତାପରେ ଅଫିସର ମହୋଦୟ କଣ କରିବେ, ନା କୋର୍ଟ କାମ ଆରମ୍ଭ କରିବାକୁ ଯିବେ। ହିୟରିଂ କାର୍ଯ୍ୟ ଆରମ୍ଭ ହବ। ହିୟରିଂ କାର୍ଯ୍ୟ ଯେତେବେଳେ ଆରମ୍ଭ ହବ, ସେଠି ପେସ୍କାରଙ୍କର ଗୁରୁ ଦାୟିତ୍ୱ ବଢି ଯାଇଛି।
ତା ସହିତ ଆନୁଷାଙ୍ଗିକ କାର୍ଯ୍ୟ ପାଇଁ ବୋଲିକରି ଅନ୍ୟାନ୍ୟ ଯୋଉ ସହଯୋଗୀ ବନ୍ଧୁମାନେ ଅଛନ୍ତି, କିଏ କମ୍ପ୍ଲେଣ୍ଟ ପିଟିସନ ଡିଲ୍ କରୁଥିବ, କିଏ ବେଲ୍ ମ୍ୟାଟର ଡିଲ୍ କରୁଥିବ, ସିଏସ୍ଆଇ ବେଲ୍ ମ୍ୟାଟର ଡିଲ୍ କରୁଥିବ, ଏମାନଙ୍କର ପ୍ରାଥମିକ ସ୍ତରରେ ଦୁଇ ତିନିଟା କାମ ଅଛି। କଣ ସେ ଦୁଇ ତିନିଟା କାମ? ନା ଇନିସିଆଲ କୋର୍ଟ ଯୋଉମାନେ ଅଛନ୍ତି ଏସଟିଜିଏମ୍ ବା ଯୋଉମାନେ ଇଣ୍ଡିପେଣ୍ଡେଣ୍ଟ କୋର୍ଟର ମାଜିଷ୍ଟ୍ରେଟ ଅଛନ୍ତି, ସେମାନେ କଣ କରିବେ? ମୋ ମତରେ କାର୍ଯ୍ୟକ୍ରମ ଯେତେବେଳେ 11ଟା ବେଳେ ଆରମ୍ଭ হবে, ପ୍ରଥମେ ଆପଣ ଦେଖିବେ କମ୍ପ୍ଲେଣ୍ଟ ପିଟିସନ କଣ ପଡିଛି କି। ଯଦି କମ୍ପ୍ଲେଣ୍ଟ ପିଟିସନ ପଡିଛି, ତାକୁ ଆପଣ କୋଉ ଭାବେ ଆପଣ ଡିଲ୍ କରିବେ, ଏସବୁ ଜିନିଷ ଗୁଡାକ ଆପଣ ଦେଖିବେ। ମନେ ରଖିବା ଉଚିତ, କମ୍ପ୍ଲେଣ୍ଟ ପିଟିସନଟାର ଫର୍ମାଟ କ୍ରିମିନାଲ ଜିଆରସିଓ ଭଲ୍ୟୁମ 1 ର ରୁଲ 20 ରେ ଲେଖାଯାଇଛି ଯେ ଗୋଟେ କମ୍ପ୍ଲେଣ୍ଟ ପିଟିସନଟାରେ କଣ କଣ ସବୁ ରହିବା ଉଚିତ। ସେଥିରେ ନିର୍ଦ୍ଦିଷ୍ଟ ଧାରା, ସିରିଏଲ ନମ୍ବର, ସେଗୁଡାକ ସବୁ ସେଥିରେ ଲେଖାଯାଇଛି। କ୍ରିମିନାଲ ଜିଆରସିଓ ଭଲ୍ୟୁମ 1 ରୁଲ 20, ଏଥିରେ ଆମର କମ୍ପ୍ଲେଣ୍ଟ ପିଟିସନଟାର କଣ କଣ ସବୁ ନିର୍ଦ୍ଦିଷ୍ଟ ସବୁ ଇନଫର୍ମେସନ ଗୁଡାକ ରହିବ ସେଥିରେ ଲେଖାଯାଇଛି। ଯେତେବେଳେ ଇନିସିଆଲ କୋର୍ଟର ପ୍ରିଜାଇଡିଂ ଅଫିସର ସେ କମ୍ପ୍ଲେଣ୍ଟ ପିଟିସନଟାକୁ ଡିଲ୍ କରିବେ, ସିଏ ତାଙ୍କ ଉପରେ ଦି ତିନିଟା କାମ ଅଛି। ଆମେ କହିବା ବାହୁଲ୍ୟ ଯେ ଆଣ୍ଡର ଦି ସିଆରପିସି, ହଁ ଏଇଠି ମନେ ରଖିବାକୁ ପଡିବ ମୋର ସମସ୍ତ ତଥ୍ୟ ସିଆରପିସି ଉପରେ ନେଇକି ସମ୍ପୃକ୍ତ। ଏବେ ସେ ବିଏନ୍ଏସ୍ଏସ୍ ଆଉ ବିଏନ୍ଏସ୍ ଏଗୁଡାକ ସହିତ ମୋର ସେତେ ସମ୍ପୃକ୍ତି ନାହିଁ, କିନ୍ତୁ ସେଗୁଡାକ ମଧ୍ୟ ଏତେ କିଛି କଷ୍ଟ ଇଏ ଅଧିନିୟମ ବା ଆକ୍ଟ ନାହିଁ। ସେଗୁଡାକ ତାର କରସ୍ପଣ୍ଡିଂ ପ୍ରୋଭିଜନ ଗୁଡାକ ପ୍ରାୟ ସିଆରପିସି ଆଇପିସି ସହିତ ସାମଞ୍ଜସ୍ୟ ଅଛି। କେବଳ ଏପଟ ସେପଟ ଓଲଟ ପାଲଟ କରାଯାଇଛି, ତାକୁ କପି ପେଷ୍ଟ ସେଇଟା ଗୋଟେ ନୂଆ ନମୁନା ବୋଲିକି ମୁଁ ଭାବେ, ମୋର ନିଜସ୍ୱ ମତ। ଆଉ କିନ୍ତୁ ମୋର ବକ୍ତବ୍ୟ ସାଧାରଣତଃ ଆଇପିସି ଆଉ ସିଆରପିସି ଏଭିଡେନ୍ସ ଆକ୍ଟ ଉପରେ ରହିବ। ଆଉ ମୁଁ ଯାହା ଯେତିକି ଜାଣିଛି, ଏଇ ଆଇପିସି ସିଆରପିସି ଆଉ 100 ବର୍ଷ ପର୍ଯ୍ୟନ୍ତ ଚାଲିବ। ଯେତିକି ମକଦ୍ଦମା ଆମ ଭାରତ ବର୍ଷର ବିଭିନ୍ନ କୋର୍ଟରେ ଅଛି, ସିଏ ଯେତେ ପ୍ରକାର ନୂଆ ଆକ୍ଟ ହେଲେ ମଧ୍ୟ ସେ ପୁରୁଣା ଆକ୍ଟ ଗୁଡାକ ଆଉ 50-100 ବର୍ଷ ପର୍ଯ୍ୟନ୍ତ ଚାଲିବ। କାରଣ କେସ୍ ଏତେ ଗୁଡାକ ଆମ ପାଖରେ ପେଣ୍ଡିଂ ଅଛି, ସେଗୁଡାକ ସାରିବା ପାଇଁ ଆମେ ସେଇ ସବୁ ବହି ଗୁଡାକ ଧରିବାକୁ ପଡିବ। ତେଣୁ ଆପଣମାନେ ଏବେ ଯୋଉମାନେ କାର୍ଯ୍ୟ କରୁଛନ୍ତି, ଯୋଉ ପ୍ରିଜାଇଡିଂ ଅଫିସର ମାନେ କାର୍ଯ୍ୟ କରୁଛନ୍ତି, ଆପଣମାନଙ୍କ ପାଇଁ ଟିକେ ଅଧିକ କାମ ପଡିବ। ଏବେ ଦୁଇ ପ୍ରକାର ଆକ୍ଟ ସହିତ ଆପଣ ସମ୍ପୃକ୍ତ ହବ। ଇଆଡେ ସିଆରପିସି ସହିତ ସମ୍ପୃକ୍ତ ହେବେ, ସିଆଡେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ସେଇପରି ସେଇ ସେଇ ଆକ୍ଟଟା ଉପରେ ମଧ୍ୟ ଆପଣମାନଙ୍କୁ କାର୍ଯ୍ୟକ୍ରମ କରିବାକୁ ପଡିବ। ଏ ପ୍ରକାର ଅସୁବିଧାଟାରେ ଆପଣ ଚଳିବାକୁ ପଡିବ। ଏଇଠି ମୁଁ କମ୍ପ୍ଲେଣ୍ଟ ପିଟିସନର ଉଦାହରଣ ଦେଲା ବେଳେ ଆପଣମାନଙ୍କୁ ଏଥିପାଇଁ କହିବି ଯେ ସିଆରପିସି ରେ କମ୍ପ୍ଲେଣ୍ଟ ପିଟିସନର ଯୋଉ 200 ଧାରାର ଯୋଉ କଥା ଗୁଡାକ ଲେଖାଯାଇଛି, ତାକୁ ଟିକେ ଭିନ୍ନ ପ୍ରକାର ବକ୍ତବ୍ୟ କରାଯାଇଛି ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ବିଏନ୍ଏସ୍ଏସ୍ ରେ। ତେଣୁ ଆପଣ ପ୍ରିଜାଇଡିଂ ଅଫିସର ହିସାବରେ ଆପଣ ଯେତେବେଳେ ଏଇଟା କରିବେ, ପ୍ରଥମେ ଏଇଟା ଦେଖିବେ ଏଇଟା ନୂଆ ଆକ୍ଟରେ ଆସିଛି ନା ପୁରୁଣା ଆକ୍ଟରେ ଆସିଛି। ନିଶ୍ଚିତ ଭାବେ ଆପଣ କମ୍ପ୍ଲେଣ୍ଟ ପିଟିସନ ଯାକ ନୂଆରେ ଆସିବ। ନୂଆରେ ଆସିଲେ ଆପଣ କଣ କରିବେ, ସେଥିରେ ଆଜିକାଲି ସେ କମ୍ପ୍ଲେଣ୍ଟକୁ ଇନିସିଆଲ ଷ୍ଟେଜରେ ପାର୍ଟିସିପେସନ କରିବାର ଗୋଟେ ସୁଯୋଗ ଦିଆଯାଇଛି, ଯାହା ମୁଁ ପାଠ ପଢିକି ଜାଣିଛି। କିନ୍ତୁ ଯୋଉଟା କି ଆଗେ ସିଆରପିସି ରେ 200 ଧାରାରେ ସେଟା ନଥିଲା। ଏଣ୍ଟାୟାର କମ୍ପ୍ଲେଣ୍ଟ ପ୍ରୋସିଡିଂ 200 ସେକ୍ସନର 203 ପର୍ଯ୍ୟନ୍ତ ଆପଣଙ୍କର ବିହାଇଣ୍ଡ ଦି ଏକ୍ୟୁଜ୍ଡ ହଉଥିଲା। କିନ୍ତୁ ଏଇଠି ପାର୍ଟିସିପେଟରୀ ହିୟରିଂ ଗୋଟେ ରଖିଛି ନୂଆ ଆକ୍ଟରେ। ସେ ଯାହା ହଉ, ଯେତେବେଳେ ଆପଣ ପୁରୁଣା ଧାରାରେ ଆପଣ ଦେଖିବେ, ମୁଁ ପୁରୁଣା ଧାରା ସହିତ ସମ୍ପୃକ୍ତ ନୂଆ ଧାରା ଯଦି ଥିବ, ଯଦି ସେ କମ୍ପ୍ଲେଣ୍ଟ ପିଟିସନରେ ଲେଖାଯାଇଛି, ଏଇଠି ମୋର ଯାହା ଅନୁମାନ ହଉଛି ଏଇ ନୂଆ ଆକ୍ଟ ଗୁଡାକ ଆସିଲା ଭିତରୁ ଆନୁଷାଙ୍ଗିକ ଭାବେ ଆମର ଜିଆରସିଓ ଗୁଡାକ ବୋଧେ ବଦଳିନି, ହାଇକୋର୍ଟରୁ ସେଗୁଡାକ ବଦଳିନି। ଆଉ କିଛି ସମୟ ସାପେକ୍ଷ ଦରକାର, କିଛି ଦିନ ପରେ ସେଗୁଡାକ ବଦଳିବ ବୋଧେ। କାରଣ ତାକୁ ସେଇ ଅନୁସାରେ ନ ବଦଳେଇଲେ ଆମର କାର୍ଯ୍ୟଧାରାଟା ସୁଚାରୁ ରୂପେ ପରିଚାଳନା ହବନି। ବେଳେ ବେଳେ ଆମକୁ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ। ବି ଦ୍ୟାଟ୍ ଏଜ୍ ଇଟ୍ ମେ, ସେ ଯେତେବେଳେ ଆପଣ କମ୍ପ୍ଲେଣ୍ଟ ପିଟିସନଟାକୁ ଦେଖିବେ, ଯଦି ଆପଣ ଇଚ୍ଛୁକ ଏସେ କରୁଛନ୍ତି ସଲମନ ଆଫର୍ମେସନ, ଯଦି କମ୍ପ୍ଲେଣ୍ଟର ଯଦି ଷ୍ଟେଟମେଣ୍ଟଟା ରେକର୍ଡ କରୁଛନ୍ତି ଆଣ୍ଡର ସେକ୍ସନ 200 ସିଆରପିସି, ସେ କମ୍ପ୍ଲେଣ୍ଟ ପିଟିସନର ପ୍ରଥମ ପେଜର ପଛପଟେ ଆପଣ ଏସେଟା ଲେଖିବେ। ସେଇ ଏସେଟା ଲେଖା ହବ। ସେଟା ଦ୍ୟାଟ୍ ଇଜ ଜଷ୍ଟ ଏ ଷ୍ଟେଟମେଣ୍ଟ ଆଣ୍ଡର ଦି ୱାରେଣ୍ଟ ପ୍ରୋସିଜର କେସ୍ ଭଳିଆ ହବ। ସେଇଟା ରେଡ୍ ଓଭର ଆଣ୍ଡ ଏକ୍ସପ୍ଲେନ ହବ। ସେଇଠି କମ୍ପ୍ଲେଣ୍ଟ ଦସ୍ତଖତ କରିବେ, ଆପଣ ପ୍ରିଜାଇଡିଂ ଅଫିସର ମଧ୍ୟ ଦସ୍ତଖତ କରିବେ। ଯଦି ସେଇ କ୍ଷେତ୍ରରେ ଆପଣ ଯୋଉ ଜିଆରସିଓର
20 ନମ୍ବର ଧାରା ଅନୁସାରେ ଯଦି ସେ କମ୍ପ୍ଲେଣ୍ଟ ପିଟିସନଟା ଲେଖିଛି ଆଉ ସେଥିରେ ଲେଖିଛି ମୁଁ ଏହା ପୂର୍ବରୁ ନିର୍ଦ୍ଦିଷ୍ଟ ପୁଲିସ ଥାନାରେ ଅଭିଯୋଗ କରୁଥିଲି, ପୁଲିସ ମହୋଦୟ ମୋର ଅଭିଯୋଗର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ, ତେଣୁକରି ମୁଁ ଆସିକି କମ୍ପ୍ଲେଣ୍ଟ ପିଟିସନଟା ଦାଖଲ କଲି। ସେଇଠି ଆପଣ ପୁରୁଣା ଧାରା ଅନୁସାରେ 210 ଧାରା ଅନୁସାରେ ଆପଣ ଗୋଟେ ତାକୁ ରିପୋର୍ଟ ମାଗିବେ ଯେ from the complaint petition it appears that the complainant has earlier lodged a report before the concerned police station and the concerned voice is required to inform this court as to what action he has taken। ସେତି ପର୍ଯ୍ୟନ୍ତ ଆପଣ କଣ କରିପାରିବେ? ଦୁଇଟା ଆପଣଙ୍କ ପାଖରେ ଅଛି, ଏସେ ନେଇକି ଆପଣ ଏଇ କାମ କରିପାରିବେ, ନতুବା ଆପଣ ଏସେଟା ଡେଫର କରିଦେଇକିରି ସେ ରିପୋର୍ଟଟାକୁ ଆପଣ ଅପେକ୍ଷା କରିବେ। କାରଣ ଟୁ ଏଭଏଡ୍ କ୍ଲାସିଂ ଅଫ୍ ଦି ପ୍ରୋସିଡିଙ୍ଗସ୍ ବାଇ police investigation and inquiry by the magistrate under section 200 of the CRPC। ସେଇଠି ଆପଣ ସେଇ ଧାରାରେ ଅପେକ୍ଷା କରିବେ। ଯଦି ପୋଲିସ ଖେଳିଲା ଆଉ କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କୁ କିଛି ରିପୋର୍ଟ ଦେଲାନି, ୟୁ ମେ ରେକର୍ଡ ଦି ଏସେ ଅଫ୍ ଦି କମ୍ପ୍ଲେଣ୍ଟ and proceed accordingly with the complaint petition as you like। ଏଇଠି କ୍ଲାର୍କ ବନ୍ଧୁମାନଙ୍କୁ, ଆପଣଙ୍କୁ କିରାଣୀ ବନ୍ଧୁମାନଙ୍କୁ ମୁଁ କହିବି, କମ୍ପ୍ଲେଣ୍ଟ ପିଟିସନ ଯୋଉମାନେ ଡିଲ୍ କରୁଛନ୍ତି ତାଙ୍କ ପାଖରେ ଗୋଟେ R1 ଥିବ, R1 ରେଜିଷ୍ଟର ଥିବ। ସେଇ ରେଜିଷ୍ଟରରେ ଏଇ କମ୍ପ୍ଲେଣ୍ଟ ପିଟିସନଟା ଲେଖାଯିବ। ସେଥିରେ ଦୁଇ ପ୍ରକାର ଥିବ, ସିରିଆଲ ନମ୍ବର, ନେମ୍ ଅଫ୍ ଦି କମ୍ପ୍ଲେଣ୍ଟ, ନେମ୍ ଅଫ୍ ଦି ଏକ୍ୟୁଜ, ଅର୍ଡର୍ସରେ ପ୍ରିଲିମିନାରୀ ଅର୍ଡର, ଫାଇନାଲ ଅର୍ଡର ଥିବ। ସେଗୁଡାକ ଦେଖିବେ। ସେଥିରେ ପ୍ରିଲିମିନାରୀ ଆଉ ନେଚର ଅଫ ଦି ଅଫେନ୍ସ ଆଉ ସେକ୍ସନ ଅଫ ଲ ଏଗୁଡା ସବୁ ଲେଖାଯାଇଥିବ। ସେ କଲମ ଗୁଡାକ ପଢି 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 ଆପଣ ଫିଲ୍ଅପ୍ କରିକି ଯିବାକୁ ପଡିବ। ଆଉ କ୍ଲାର୍କ ବନ୍ଧୁମାନଙ୍କୁ ମୁଁ କହିବି, ଇନିସିଆଲ ଅର୍ଡର ହେଲେ ଇନିସିଆଲ ଅର୍ଡର, ଫାଇନାଲ ଅର୍ଡର ହେଲେ ଫାଇନାଲ ଅର୍ଡର ଲେଖିବେ। ଯେତେବେଳେ ଆପଣ ଏଇ ଜିନିଷ ଗୁଡାକ କରୁଛନ୍ତି ସେ ରେଜିଷ୍ଟରଟାରେ ସମ୍ୟକ ସୂଚନା ଆପଣଙ୍କୁ ଦେବାକୁ ପଡିବ। ଆଉ ଗୋଟେ ଚିନ୍ତାଧାରା ଏଥିରେ ଅଛି, ପୁରୁଣା ସିଆରପିସି, ଆମର ସିଆରପିସି ତ ପୁରୁଣା ସିଆରପିସି କଣ, ସିଆରପିସି ଅନୁସାରେ ଯଦି ଆପଣ କେବେ କେସଟା ଡିଲ୍ କରୁଛନ୍ତି ଆଉ ଆପଣ ଚିନ୍ତା କଲେ ପ୍ରିଜାଇଡିଂ ଅଫିସର ହିସାବରେ ଯେ ନା ଏ କେସଟାକୁ ମୁଁ କଣ କରିବି, ନିଜେ ମୁଁ ଡିଲ୍ କରିବିନି, ଆକୁ ପୋଲିସ ଇନଭେଷ୍ଟିଗେସନ ପାଇଁ ପଠେଇବି ଅଣ୍ଡର ସେକ୍ସନ 156(3) ଅଫ୍ ଦି ସିଆରପିସି। ସେଇଠି ଆପଣ କଣ କରିବେ, ଏସେ କରିବେ ନାହିଁ। ମନେ ରଖିଥିବେ, ଏସେ କଲେ ଆପଣ ଆଉ 156(3) ଧାରାଟାକୁ ପ୍ରୟୋଗ କରିପାରିବେନି। ଏଇଟା ଟିକେ ମନେ ରଖିଥିବେ। ଆପଣ ଏସେ କରିଦେଲେ ମିନ୍ସ ଆପଣ 200 ଧାରା ପ୍ରୟୋଗ କଲେ। ଏସେ ନ କରିବା ପୂର୍ବରୁ ଆପଣ 156(3)ରେ ଆପଣ ତାକୁ ଇନଭେଷ୍ଟିଗେସନ ପାଇଁ ପଠେଇବେ। ସେଇଠି ପଠେଇଲା ବେଳେ କଣ କରିବେ, ଅରିଜିନାଲ କମ୍ପ୍ଲେଣ୍ଟ ପିଟିସନଟା ପଠେଇବେ। ଅରିଜିନାଲ କମ୍ପ୍ଲେଣ୍ଟ ପିଟିସନଟା ପଠେଇ ସେଥିରେ ଗୋଟେ ଏଣ୍ଡୋର୍ସମେଣ୍ଟ ଲେଖିବେ, ଦି କମ୍ପ୍ଲେଣ୍ଟ ପିଟିସନ ଇନ୍ ଅରିଜିନାଲ ଇଜ ଟ୍ରାନ୍ସମିଟେଡ ଟୁ ଦି ଓଆଇସି ବା ଆଇଆଇସି ଅମୁକ with a request to register a case and investigate into the matter। ସେତେବେଳେ ଯଦି ଆମେ ସେଇ ପ୍ରକାର ଗୋଟେ କାର୍ଯ୍ୟକ୍ରମ କରିବା, ଆମ ପାଖରେ ଆଉ କଣ ରହିଲା, କେବଳ ଅର୍ଡର ସିଟ୍ ଦିଟା ରହିଲା, ଆଉ କିଛି ନାହିଁ। ଆମେ ପଠେଇଦେଲେ କମ୍ପ୍ଲେଣ୍ଟ ପିଟିସନଟା, ଆମେ ପଠେଇଦେଲେ ଇଏକୁ, ପୋଲିସକୁ। ସେଇଠି ଆମେ କଣ କରିବା, ପୋଲିସର କାର୍ଯ୍ୟକ୍ରମ ପାଇଁ ବୋଲି ଆମେ ଅପେକ୍ଷା କରିବା। ଏଇଠି ଆମେ କଣ କରୁଛେ, କ୍ଲାର୍କ ବନ୍ଧୁମାନେ ମନେ ରଖିଥିବେ, R1ରେ ଆମେ ଗୋଟେ କମ୍ପ୍ଲେଣ୍ଟ ପିଟିସନ ନମ୍ବର ଦେଇଦେଇଛେ 1CC1/2025 ଦେଇଦେଇଛେ। ଉଦାହରଣ ସ୍ୱରୂପ ଆମେ କଣ କରିବା, ସେଇ ଏଣ୍ଟ୍ରିଟା ଆମ ପାଖରେ ବ୍ଲାଙ୍କ ହେଇକି ରହିଲା। ସେଠି କଣ କରିବ, ଆମେ ଅପେକ୍ଷା କରିବା, ରିମାର୍କ କଲମରେ ଲେଖିଦେବା ଅରିଜିନାଲ କମ୍ପ୍ଲେଣ୍ଟ ପିଟିସନ ଟ୍ରାନ୍ସମିଟେଡ ଟୁ ଆଇଆଇସି କୋଡମୁଲଗୁମା ଫର ଇନଭେଷ୍ଟିଗେସନ ବୋଲି ଲେଖିଦେବା। ଯେତେବେଳେ ସେ ଇନଭେଷ୍ଟିଗେସନ କରିକି 173ରେ ଗୋଟେ ଚାର୍ଜସିଟ୍ ଆପଣଙ୍କୁ ଦେଇଦେବ, ଏଇ ଏଣ୍ଟ୍ରିଟା ଆପଣ ରାଉଣ୍ଡ ଅଫ୍ କରିଦେବେ। ଏଣ୍ଟ୍ରିଟା ରାଉଣ୍ଡ ଅଫ୍ କରିଦେଲେ ଏ 1CC କେସଟା ସରିଗଲା। ଏମିତି କହିବାର କାରଣ ହଉଛି, ପ୍ରତ୍ୟେକ ରେଜିଷ୍ଟର ଆପଣଙ୍କ ପାଖରେ R1, R2, R3 ଯାହା କିଛି ଥାଉ, ଏଗୁଡାକ ଲେଖିବା ଦ୍ୱାରା ଆପଣ କଣ ହବ, ଏକରେ ପେଣ୍ଡିଂ ଲିଷ୍ଟ ବାହାର କରିବେ, ଦ୍ୱିତୀୟରେ ଆପଣଙ୍କ ପାଖରେ ଇନଫର୍ମେସନ ଆପଣଙ୍କ ପାଖରେ ରହିବ, କେତେ କେସ୍ ଆମର ଇନଷ୍ଟିଚ୍ୟୁଟ ହେଇଥିଲା, କେତେ କେସ୍ ଆମର ଡିସ୍ପୋଜାଲ ହେଲା, ବା ଅଦରୱାଇଜ ଦି କେସେସ୍ ୱେର ଡେଲ୍ଟ ୱିଥ୍ ବାଇ ଆସ୍। ଏଇଟା ଆମେ ଲେଖିବା। ଏଇ ପ୍ରକାର ଗୋଟେ ଆମକୁ ସେଇ କମ୍ପ୍ଲେଣ୍ଟ ପିଟିସନର ଧାରଣା ରହିବ। ଏଇଟା ମୁଁ କେବଳ କହିଲି ଇନିସିଆଲ କୋର୍ଟରୁ ପ୍ରିଜାଇଡିଂ ଅଫିସର ମାନଙ୍କ ପାଇଁ। ଯେତେବେଳେ 11ଟାରେ ଆପଣ ଅଦାଲତକୁ ଯିବେ, କାର୍ଯ୍ୟକ୍ରମ ଆରମ୍ଭ କରିବେ, ହିୟରିଂ କାର୍ଯ୍ୟକ୍ରମ ଆରମ୍ଭ କରିବେ, ମୋ ମତରେ ପ୍ରଥମେ ଏଇ କମ୍ପ୍ଲେଣ୍ଟ ପିଟିସନଟାକୁ ଡିଲ୍ କରିବାକୁ ପଡିବ। ଦ୍ୱିତୀୟରେ ନୂଆ ଆକ୍ଟ ଅନୁସାରେ ଯଦି କମ୍ପ୍ଲେଣ୍ଟ ପିଟିସନ ଆସିବ, ସେଇ ଆକ୍ଟରେ ଆପଣ କନସର୍ନ ଆପଣ ଦେଖିଦେବେ, ସିଏ ନୂଆ ବିଏନଏସଏସରେ ଯଦି ଦେଖିଦେବେ, କମ୍ପାରେଟିଭ ଟେବୁଲଟା ତାର ଦେଇଛି, ପୁରୁଣା ସିଆରପିସି, ସିଆରପିସି ର କୋଉ ଧାରା ସହିତ ଏବେ ନୂଆ କୋଉ ଧାରା ସମ୍ପୃକ୍ତ, ସେଟାକୁ ଦେଖିଦେଇକି ଆପଣ ପାଠ ପଢିକିରି ସେ ଅନୁସାରେ କାର୍ଯ୍ୟକ୍ରମ କରିବେ। କାରଣ ଅତି ହୃଦୟତାର ସହିତ କହିବାକୁ ଗଲେ
ସେ ତିନିଟା ଆକ୍ଟ ଉପରେ ମୁଁ ଭଲ ଭାବେ ଦଖଲ ନାହିଁ, ଭଲ ପଡେନି, ଖାଲି ଟିକେ ଗୋଟେ ବାର୍ଡସ୍ ଆଇ ଭ୍ୟୁ, ଟିକେ ବିହଙ୍ଗମ ଦୃଶ୍ୟ ମୁଁ ତ ଖାଲି ସେଥିରେ ଦେଖିଛି। ତେଣୁକରି ତାକୁ ନିର୍ଦ୍ଦିଷ୍ଟ ଭାବେ କହିପାରିବିନି, କିନ୍ତୁ ସିଆରପିସି ଆଇପିସି ଏଭିଡେନ୍ସ ଆକ୍ଟ ଉପରେ ମୁଁ ନିର୍ଦ୍ଦିଷ୍ଟ ଭାବେ କହିପାରିବି। ଏଇଟାକୁ ଆମର କମ୍ପ୍ଲେଣ୍ଟ ପିଟିସନ ବିଷୟରେ ଡିଲ୍ କରିବା ବିଷୟଟା ମୁଁ କହିଲି। ଏଇଟା ବୋଥ ଇଟ୍ ଇଜ ଫର ଦି ପ୍ରିଜାଇଡିଂ ଅଫିସର ଆଣ୍ଡ ଦି କନସର୍ନ। ତାପରେ ଆମେ ଆସିବା ଦ୍ୱିତୀୟ କେସ୍। ଆମର ଟ୍ରାଏଲକୁ ଯିବା ପୂର୍ବରୁ ବା ଏଭିଡେନ୍ସ ରେକର୍ଡ କରିବା ପୂର୍ବରୁ ବନ୍ଧୁମାନେ, କିରାଣୀ ବନ୍ଧୁମାନେ ମନେ ରଖନ୍ତୁ, ଦ୍ୱିତୀୟ କେସ୍ ଆମ ପାଖରେ ଥିବ। ଅଧିକାଂଶ କ୍ଷେତ୍ରରେ ଆମକୁ ଫାର୍ଷ୍ଟ ଆୱାର ସେକେଣ୍ଡ ଆୱାର ଡିସ୍ପୋଜାଲ ଅଫ୍ ଦି ବେଲ୍ ଆପ୍ଲିକେସନ୍ସ ଆସିଥିବ। ଆପଣଙ୍କୁ ହାଇକୋର୍ଟରୁ ଆସିଥିବ, ନିଜେ ଆପଣ ଡିଲ୍ କରିବା ପାଇଁ ଆସିଥିବ। କେତେ ଜାଗାରେ ଆପଣ ତାକୁ ସେ ଅନସରେଣ୍ଡରିଂ ଅଫ୍ ଦି ଏକ୍ୟୁଜ ଦି ଲ୍ୟାଣ୍ଡ କୋର୍ଟ would do well by allowing him to go on bail with certain conditions ଅମୁକ ସମୁକ ବୋଲି ଲେଖିଥିବେ। ଆଉ କେତେଟା କେସରେ, ନିର୍ଦ୍ଦିଷ୍ଟ କେସରେ ଯୋଉଟା କି ଆପଣ ଟ୍ରାଏଲ କରିପାରୁନଥିବେ, ଯୋଉଟା ସେସନ୍ସ କୋର୍ଟ ଦ୍ୱାରା ଟ୍ରାଏଲ ହେଇଥିବ, ସେଠି କଣ କରିବେ, ଫାର୍ଷ୍ଟ ଆୱାର ସେକେଣ୍ଡ ଆୱାର ଏ ପ୍ରକାର ଡିସ୍ପୋଜାଲ ଥିବ। ଆଜିକାଲି ଆସୁଛି ନା ନାହିଁ ସେ ପ୍ରକାର ଅର୍ଡର? ଆସୁଛି। ଆଜ୍ଞା, ଧନ୍ୟବାଦ। ହେଲେ ସେଇଠି ଆପଣ ବନ୍ଧୁମାନଙ୍କୁ, ଆପଣ ବହୁତ ପ୍ରିଜାଇଡିଂ ଅଫିସର ମାନଙ୍କୁ ଆଉ କ୍ଲାର୍କ ବନ୍ଧୁମାନଙ୍କୁ କହିବେ, ୱାନ୍ସ that ପିଟିସନ ଇଜ ଫାଇଲ୍ଡ, ସେଇ ପ୍ରକାର ଗୋଟେ ଫାର୍ଷ୍ଟ ଆୱାର ସେକେଣ୍ଡ ଆୱାର ସାର୍ଟିଫାଇଡ କପି ଗୋଟେ ଆପଣଙ୍କ ପାଖରେ ପଡିଗଲା, ଆପଣ ମୁଦଲା ଆପଣ ପାଖକୁ ଆସିଲା, ଆପଣଙ୍କର କୋର୍ଟରେ ଉପସ୍ଥିତ ହେଲା, ଇମିଡିଏଟଲି ତାକୁ ନିର୍ଦ୍ଦିଷ୍ଟ କେସ୍ ରେକର୍ଡ ଆପଣ ତିଆରି କରିକିରି, ବା ଯୋଉ କେସ୍ ରେକର୍ଡ ଯଦି ଅଛି ଅଲରେଡି, ସେଥିରେ ଏଇ ମ୍ୟାଟରଟା ଡିଲ୍ କରିକି ସେଇ ମୁଦଲାର ଆଇଡେଣ୍ଟିଟିଟା ଭଲ ଭାବେ ଦେଖିବେ, ସୋ ଦ୍ୟାଟ୍ ଦି ଡୁପ୍ଲିକେସନ ମେ ବି ଏଭଏଡେଡ୍। ଯେ ଯୋଉ ଲୋକଟା ସରେଣ୍ଡର କରୁଛି ସେଇ ଲୋକଟା ନିର୍ଦ୍ଦିଷ୍ଟ ସେଇ ଲୋକ କି ନୁହେଁ, ଆମେ ନିଜେ ଟିକେ ହୃଦୟଙ୍ଗମ ହବାକୁ ପଡିବ, ନିଜେ ଆମେ ଟିକେ ଜାଣିବାକୁ ପଡିବ ଯେ ହଁ ଏଇ ଲୋକଟା ଯଦି ଅଛି ଠିକ ଅଛି। ତାର ଦସ୍ତଖତଟା ଅର୍ଡର ସିଟରେ ନେଇଯିବେ। କ୍ଲାର୍କ ବନ୍ଧୁ ମାନେ ମନେ ରଖନ୍ତୁ, ଏଇଠି ତାର ଦସ୍ତଖତଟା ଅର୍ଡର ସିଟରେ ନେବାର ଅର୍ଥ ହି ୱାଜ ପ୍ରେଜେଣ୍ଟ ବିଫୋର ଦି କୋର୍ଟ ବୋଲିକି ଜଣା ପଡିବ। ଆପଣଙ୍କ ପାଖରେ ଆଉ କୌଣସି ପ୍ରମାଣ ନଥିବ, ସେ ଓକିଲାତନାମା ଥିବ, ସେ ହାଇକୋର୍ଟର ସାର୍ଟିଫାଇଡ କପିଟା ଥିବ, ସେ ବେଲ୍ ଆପ୍ଲିକେସନ ଥିବ, ସବୁ ଥିବ, କିନ୍ତୁ ଆପଣଙ୍କ ପାଖରେ ଦେଖେଇବା ପାଇଁ ବୋଲିକିରି ଇନ୍ସପେକ୍ଟିଂ ଅଥରିଟି ପାଖରେ ଦାଟ ଦି ଏକ୍ୟୁଜ ପ୍ରେଜେଣ୍ଟ ବିଫୋର ଦି କୋର୍ଟ, ଆମେ କେବଳ ଅର୍ଡର ସିଟରେ ଦସ୍ତଖତ। ଏଇଟା ଆପଣ ଦେଖିବେ 167 ଧାରା ପଢିଲେ ଆପଣ ଜାଣିବେ। ଯେତେବେଳେ ମୁଦଲା ଆପଣମାନଙ୍କ ପାଖରେ ପ୍ରଡ୍ୟୁସ କରେ କୋର୍ଟ ପୁଲିସ, ସେଥିରେ ଲେଖା ହେଇଛି ତାର ପ୍ରଡକ୍ସନଟା ଆପଣ ଜାଣିବା ପାଇଁ ବୋଲି ଆପଣ ଅର୍ଡର ସିଟରେ ତାର ଦସ୍ତଖତଟା ନେବେ। ତା ଅର୍ଡର ସିଟରେ ଦସ୍ତଖତ ନେଲା ଏଥିରୁ କଣ ହେଲା ସାର୍? ଇଟ୍ ଇଜ ଡିମ୍ଡ ଦାଟ ହି ଇଜ ଇନ୍ ଜୁଡିସିଆଲ କଷ୍ଟୋଡି। ତାକୁ ଆପଣ କେବେ ହେଲେ ସିଏ ସରେଣ୍ଡର ହେଲା ପରେ କୋର୍ଟ ବାହାରେ ବୁଲିବାକୁ କୌଣସି ପ୍ରକାର ଅନୁମତି ଦେବେନି। ଅଭିଜ୍ଞତାରୁ ଜଣାପଡେ, ଅଧିକାଂଶ ସମୟରେ ଯୋଉ ମୁଦଲା ମାନେ ଟିକେ ମାମଲତକାର ଅଛନ୍ତି ବା ହାଇଫାଇ ଅଛନ୍ତି, ସେମାନେ କଣ କରନ୍ତି, ପୋଲିସ ପାଖରେ ରହିବା ପାଇଁ ବୋଲିକିରି, ସେମାନେ ଟିକେ ଇଚ୍ଛୁକ ନଥାଏ ସେମାନଙ୍କର, ତାଙ୍କ ପାଇଁ ବୋଲିକିରି ଯୋଉ ଓକିଲାତି କରୁଥିବ ଓକିଲ ବନ୍ଧୁ ତ କହିବ ସାର୍ ଇଏ ତ ଅଛି ଆମ ପାଖରେ ଅଛି, କିଛି ଅସୁବିଧା ନାହିଁ, ଇଏ ଆମ ପାଖରେ ଥାଉ ସାର୍ ବୋଲି କେବେ ଆପଣ ଶୁଣିବେ ନାହିଁ ସେଇ କଥାଟା। ଆପଣ ସିଏସ୍ଆଇ କି ଡାକି କହିଦେବେ। ତାକୁ ହାଜତରେ ରଖି ନପାରେ, ତାକୁ ହାଜତରେ ରଖି ନପାରେ, କିନ୍ତୁ ସିଏସ୍ଆଇ କି ଡାକି କହିବେ ଆଜ୍ଞା ଏ ବାବୁଙ୍କୁ ଆପଣଙ୍କର ନଜରରେ ରଖନ୍ତୁ। ସୋ ଦ୍ୟାଟ୍, କାରଣ ତାକୁ ଯଦି ଆପଣ ବୁଲାବୁଲି କରିବାକୁ ସୁଯୋଗ ଦଉଥିବେ, କୌଣସି ଗୋଟେ ଅଘଟଣ ହେଇଗଲା, 224 225 ଧାରା ଏଥିରେ ଗୋଟେ ଆଉଥରେ ଆଇପିସିରେ ଆଉ ଗୋଟେ କାର୍ଯ୍ୟକ୍ରମ ଆରମ୍ଭ ହବ, ଆପଣ ମାନଙ୍କୁ ଟ୍ରବଲ ହବ। ହାଉ ଦି ଏକ୍ୟୁଜ କୁଡ୍ ବି went out of the judicial custody and such inaction could be took place। ତେଣୁକରି ଆପଣ ତାକୁ କଣ କରିବେ, ସିଏସ୍ଆଇ ର ହାଜତରେ ବା ସିଏସ୍ଆଇ ର ନଜରରେ ଆପଣ ରଖିବାକୁ ପଡିବେ। ଆପଣ ୟୁ ଆର୍ ଦି ପ୍ରିଜାଇଡିଂ ଅଫିସର, ଆପଣ ମାନେ ଯଦି ଚାହିଁବେ ସେ ନିର୍ଦ୍ଦିଷ୍ଟ ଅଞ୍ଚଳର 50-60% ଆପଣ କ୍ରାଇମ ଆପଣ କଣ୍ଟ୍ରୋଲ କରିପାରିବେ। ଆପଣଙ୍କର ହାବଭାବ, ଆପଣଙ୍କ ଚାଲିଚଳନ, ଆପଣଙ୍କର ଡିଲିଙ୍ଗସ୍ ୱିଥ ଦି ରେକର୍ଡସ ଆଣ୍ଡ ମିସଚିଫ ମଙ୍ଗର୍ସ will create a different atmosphere in the locality, so that the people will know, yes, the rigorous of law is that ଏ କୋର୍ଟ ମଧ୍ୟ ବହୁତ ଅଛନ୍ତି, ଷ୍ଟ୍ରିକ୍ଟ ଅଛନ୍ତି, ଆମେ ଏମିତି କଲେ ଚଳିବନି। ଅଧିକାଂଶ ଆପଣ କ୍ରାଇମଟା କଣ୍ଟ୍ରୋଲ କରିପାରିବେ ଆପଣଙ୍କର ନିଜସ୍ୱ ଡେକ୍ସଟେରିଟି ଉପରେ, ନିଜର ଦକ୍ଷତା ଉପରେ।
ଆପଣ ଯଦି ତାକୁ ବେଲ୍ ଦେଲେ ବା ଫାଷ୍ଟ ଆୱାରରେ ଆପଣଙ୍କର ସେସନ୍ସ କେସରେ ଆପଣ ଦେଇପାରିବେନି। ଫାଷ୍ଟ ଆୱାରରେ ଆପଣ କଣ କଲେ, ବେଲ୍ଟା ରିଜେକ୍ଟ କଲେ। ବେଲ୍ଟା ରିଜେକ୍ଟ କରିକି ତାକୁ ରଖିଦେଲେ ହାଜତରେ, ଆପଣଙ୍କର ସିଏସ୍ଆଇର ନଜର ରଖିଦେଲେ। ରେକର୍ଡଟା ଟ୍ରାନ୍ସମିଶନ ହବ ହାୟର କୋର୍ଟକୁ, ଅର୍ଥାତ୍ ଜିଲ୍ଲା ଜଜଙ୍କ କୋର୍ଟକୁ। ଜିଲ୍ଲା ଜଜ୍ କୋର୍ଟରେ ସେ କଣ ହବ, ସେ ଆସିବ। ସିଏ ଆସିଲା ପର୍ଯ୍ୟନ୍ତ ଇଏ ଏଇ ମୁଦଲା କଣ କରିବ, ଆପଣଙ୍କର ହେପାଜତରେ ରହିଥିବ। ଜିଲ୍ଲା ଜଜ୍ ଯଦି ବେଲ୍ ଦେଲେ, ଜିଲ୍ଲା ଜଜଙ୍କର ବେଲ୍ ଅର୍ଡର ଅନୁସାରେ ଆପଣ ତାକୁ ଜାମିନ ବଣ୍ଡ ଇତ୍ୟାଦି ଇତ୍ୟାଦି ସବୁ ରିସିଭ୍ କରିଦେଇକିରି ଆପଣ ତାକୁ ଜାମିନ ଛାଡ଼ିବେ। ଯଦି ସିଏ ଆଉ ଜିଲ୍ଲା ଜଜ୍ ମଧ୍ୟ ବେଲ୍ ଦେଲେନି, ସିଏ କୁଆଡେ ଯିବ? ନିଶ୍ଚିତ ଭାବେ ଜେଲକୁ ଯିବ। ନିଶ୍ଚିତ ଆପଣ କଣ କରିବେ, ଜିଲ୍ଲା ଜଜଙ୍କ ପାଖରୁ କିଛି ଆସିବନି। ଜିଲ୍ଲା ଜଜଙ୍କ ପାଖରୁ ରିଜେକ୍ସନ ଅର୍ଡରଟା ଆସିଲା ପରେ ଆପଣ ଆଇସି ୱାରେଣ୍ଟ, ଇଣ୍ଟରମିଡିଏଟ କଷ୍ଟଡି ୱାରେଣ୍ଟଟା ଆପଣ ଲେଖିବେ। ତାକୁ ଇଣ୍ଟରମିଡିଏଟ କଷ୍ଟଡି ସହିତ ଆପଣ ସିଏସ୍ଆଇର କନେଷ୍ଟବଲକୁ ଦିଟା ଯାକ ଜିନିଷ ଦେଇକିରି ସେ ଅର୍ଡର ସିଟ୍ ପୁଣି ଲେଖିବେ, ରିସିଭଡ ଦି ଏକ୍ୟୁଜ ଏଲାଙ୍ଗ ୱିଥ ଦି ଆଇସି ୱାରେଣ୍ଟ। ସେ ଜେଲ କଷ୍ଟଡିକୁ ଯିବେ। ଏଇଠି ମୁଁ ଆମର ବନ୍ଧୁମାନଙ୍କୁ କହିବି, ସେମାନେ କଣ କରିବେ, ଆ, ଆ, ୟୁଟିପି ରେଜିଷ୍ଟରର, ୟୁଟିପି ରେଜିଷ୍ଟର ଏବେ ଅଛି ନା ନାହିଁ? ଅଛି। ଆଜ୍ଞା, ୟୁଟିପି ରେଜିଷ୍ଟରରେ ଏଣ୍ଟ୍ରି କରିବେ। ୟୁଟିପି ରେଜିଷ୍ଟରରେ ଏଣ୍ଟ୍ରି କଲା ପରେ ସେଥିରେ ସେ ସିରିଏଲ ନମ୍ବର ପଡିବ, ଡେଟ୍ ଅଫ ରିମାଣ୍ଡ ପଡିବ, ସବୁ ପଡିବ। ୟୁଟିପି ରେଜିଷ୍ଟର ଇଜ ଇମ୍ପର୍ଟାଣ୍ଟ ରେଜିଷ୍ଟର। ତାକୁ କହିବାକୁ ଗଲେ ସେଇଟା ହଉଛି ଆମ କୋର୍ଟର ଭାଗବତ। ପ୍ରତିଦିନ ସେଇଟା ଆପଣଙ୍କର ପ୍ରଥମେ ଯେତେବେଳେ ଆସିବେ ପ୍ରିଜାଇଡିଂ ଅଫିସର, ସେତେବେଳେ ୟୁଟିପି ରେଜିଷ୍ଟରଟା ଆଣିବେ। ସେଟା ଡେଇଲି ଭେରିଫିକେସନ ହବ ବାଇ ଦି ପ୍ରିଜାଇଡିଂ ଅଫିସର। ୟୁଟିପି ରେଜିଷ୍ଟରଟା, ୟୁଟିପି ପୋଜିସନଟା ସେଥିରେ ଦେଖାଯିବ। କେତେ ୟୁଟିପି ଆସିଲେ, କେତେ ୟୁଟିପି ଗଲେ, ସେଥିରୁ ଆମକୁ ଇନଫର୍ମେସନ ଗୁଡାକ ମିଳିବ। ତେଣୁକରି ୟୁଟିପି ରେଜିଷ୍ଟରରେ ତାର ଏଣ୍ଟ୍ରି କରିଦେଇକିରି ତାକୁ ଆପଣ ଜେଲ କାଷ୍ଟଡି କି ଛାଡ଼ିଦେବେ। ଜେଲ କାଷ୍ଟଡି ଛାଡ଼ିବେ। ଆପଣ କେତେ ଦିନ ଅଛି? 14 ଦିନ। ହେଲା, ପୁରୁଣା ସିଆରପିସି ଅନୁସାରେ ଇନଭେଷ୍ଟିଗେସନ ଷ୍ଟେଜରେ ଆଣ୍ଡ ଟ୍ରାଏଲ ଷ୍ଟେଜରେ କେବଳ ଦୁଇଟି ଧାରା ଅଛି ସିଆରପିସିରେ, 167 ଧାରା ଆଉ 309 ଧାରା। ଆଉ କୌଣସି ଧାରା ନାହିଁ। ଆପଣ ତାର ଯଦି ଜେଲ କଷ୍ଟଡି ତାକୁ ରଖିବାକୁ ଚାହୁଁଛନ୍ତି, ପ୍ରି ଇନଭେଷ୍ଟିଗେସନ ଷ୍ଟେଜରେ 167 ଧାରାରେ ରଖିବେ। ଇନଭେଷ୍ଟିଗେସନ ସରିଗଲା ପରେ ଟ୍ରାଏଲ ଷ୍ଟେଜରେ ଆପଣ 309 ଧାରାରେ ତାକୁ ରଖିବେ। ଆପଣ ଏଇ ଦୁଇଟା ଧାରା ମନେ ରଖିଥିବେ। ଆପଣ ସେଇ ଦୁଇଟା ଧାରା ଅନୁସାରେ ତାକୁ ଆପଣ ଟାଇମ ଟୁ ଟାଇମ ରିମାଣ୍ଡ କରିପାରିବେ। ଏକ। ଦ୍ୱିତୀୟରେ ସରିଗଲା ପରେ ଏଇଠି ପେସ୍କାର ବନ୍ଧୁ ମାନଙ୍କୁ, ସାଧାରଣ ଅନ୍ୟ ସହଯୋଗୀ ମାନଙ୍କୁ କହିବି, ଏଇଠି ଗୋଟେ ଗୋଟେ ଆପଣ ଗୋଟେ ନିଜସ୍ୱ ବୁଦ୍ଧିରେ ଗୋଟେ 31 ପୃଷ୍ଠା ଥିବାର ଗୋଟେ ରେଜିଷ୍ଟର ଆପଣ ରଖିବେ। ବେନାମୀ ରେଜିଷ୍ଟର ଗୋଟେ, ଏମିତି ଯୋଉ ଖାତାଟି ଗୋଟେ ଆପଣଙ୍କ ପାଖରେ ବ୍ୟବହାର ଯୋଗ୍ୟ ନଥିବ, ତାକୁ କଣ କରିବେ, ଗୋଟେ ଖାତାଟି ତିଆରି କରିବେ। 31 ପୃଷ୍ଠା ଥିବ, 31 ପେଜ ଥିବ। କାହିଁକି ଏଇଟା ମୁଁ କହୁଛି, ଅତି ସୁନ୍ଦର ତାର ଉପଦାୟିତା, ଉପକାର ଉପକାର ଅଛି। କଣ ଉପକାର ଅଛି? ସେଇ ଯୋଉ ରେଜିଷ୍ଟରଟା କରିଥିବେ, 1 2 3 4 5 7 8 ଏମିତି ନମ୍ବର ଦେଇଦେଇ 31 ତାରିଖ ପର୍ଯ୍ୟନ୍ତ ନମ୍ବର ଦେଇ ଦେଇଥିବେ। ଆପଣ କଣ କରିବେ, ଯୋଉ କଷ୍ଟ କରିକିରି ସମନ ଗୁଡାକ, ନୋଟିସ ଗୁଡାକ, ପ୍ରୋସେସ ଗୁଡାକ ଇସ୍ୟୁ କରୁଛନ୍ତି, ସେଗୁଡାକ ନିଜାରତକୁ ଯାଉଛି। ନିଜାରତ ଦ୍ୱାରା ଇଏ ଆମର ପ୍ରୋସେସ ସର୍ଭରଙ୍କ ଦ୍ୱାରା ସର୍ଭିସ ହେଇକିରି ଏସଆର ଆସୁଛି, ସର୍ଭିସ ରିଟର୍ନ ଆସୁଛି। ଆପଣ ବ୍ୟସ୍ତ ଥିବେ, କୋର୍ଟରେ ବିଚାରଣା ଚାଲିଥିବ ବା ଫାଷ୍ଟ ହିୟରିଂ ଚାଲିଥିବ, ଆପଣଙ୍କୁ ଆଣିକି ପେସ୍କାର ଦବ ବା ନାଜିର ଆପଣଙ୍କୁ ପଠେଇବ, R10 R9ରେ ସେ ରିଟର୍ନ କରିକି ପଠେଇବ। ପଠେଇଲେ ଆପଣ କଣ କରିବେ, ଇଆଡେ ସିଆଡେ ରଖିବେନି। ଆପଣ ଟିକେ ଦୟା କରିକିରି ସେଇ ଯୋଉ ରେଜିଷ୍ଟରରେ ଆପଣ ଦେଖିବେ, ସେ ନୋଟିସଟାରେ କୋଉ ତାରିଖ ଆପଣ ଦେଇଛନ୍ତି। ମନେକର 18 ତାରିଖ ଦେଇଛନ୍ତି, 18 ନମ୍ବର ତାରିଖରେ ସେ ପେଜଟା ରଖିଦେବେ। ଏମିତିର ଗୁଡାଏ କାଗଜ ଆପଣଙ୍କ ପାଖକୁ ଆସିଥିବ। 18ରେ ଆସିଥିବ, 22ରେ ଆସିଥିବ, 25ରେ ଆସିଥିବ, 30ରେ ଆସିଥିବ। ଆଜି ଆପଣଙ୍କର 30 ତାରିଖ ବା 1 ତାରିଖ। ଆପଣ କଣ କରିବେ, ଯେତେବେଳେ ସକାଳୁ ଡାଏରୀଟା କାଢିବେ, ସେଇ ରେଜିଷ୍ଟରଟା କାଢିବେ। ସେଇ ରେଜିଷ୍ଟରରେ ଆପଣଙ୍କୁ ମିଳିବ ଆଜିର କଣ କଣ ଏସଆର ଆମ ପାଖରେ ଉପସ୍ଥିତ ଅଛି। ସେଇ ଏସଆର ଗୁଡା କାଢିକି ଆପଣ ଡିଫରେଣ୍ଟ ରେଜିଷ୍ଟରରେ ରଖିବେ। ଡାଏରୀଟାକୁ ଆପଣ କହିବା ନିଷ୍ପ୍ରୟୋଜନ। ଡାଏରୀଟାର ହେଡିଂ ଥିବ, ହିୟରିଂ ଥିବ, ଚାର୍ଜ ଥିବ, ଡିଫେନ୍ସ ଥିବ, ଆର୍ଗୁମେଣ୍ଟ ଥିବ, ଜଜମେଣ୍ଟ ଥିବ। ଏ ହେଡିଂ ଅନୁସାରେ ଲେଖିଥିବେ। ଆପଣ କଣ କରିବେ, ସେଇ ଅନୁସାରେ ଏବେ ବର୍ତ୍ତମାନ ଆପଣଙ୍କର ଯେତେବେଳେ କମ୍ପ୍ଲେଣ୍ଟ ପିଟିସନ ଆଉ ଫାର୍ଷ୍ଟ ଆୱାର, ସେକେଣ୍ଡ ଆୱାର ବେଲ୍ ପିଟିସନ ସରିଗଲା ପରେ, ବର୍ତ୍ତମାନ ଅଫିସର କଣ ଚାହିଁବେ ଆପଣଙ୍କଠୁ, କ୍ଲାର୍କ ବନ୍ଧୁ ମାନେ ଆପଣଙ୍କଠୁ ଚାହିଁବେ ସାକ୍ଷୀ ଆଜି କେତେ ଜଣ ଅଛନ୍ତି। ଟ୍ରାଏଲ ମାଜିଷ୍ଟ୍ରେଟଙ୍କର ନିର୍ଦ୍ଦିଷ୍ଟ ସାକ୍ଷୀ ସଂଖ୍ୟା 6। ସବୁବେଳେ ସେମାନେ ସାକ୍ଷୀ ନିର୍ଦ୍ଦିଷ୍ଟ ସେତିକି କରିପାରିବେ। ତାଙ୍କର ମିନିମମ୍ ଟ୍ରାଏଲ ସେତିକି ରେଜିଷ୍ଟର। କାରଣ ଆହୁରି ପରେ ପରେ ଅଛି
ଆଉ ଏଇଟା କହିବି ମୁଁ କାହିଁକି ତାର ନିର୍ଦ୍ଦିଷ୍ଟ ସଂଖ୍ୟା, ସାକ୍ଷୀ ସଂଖ୍ୟା ଆପଣଙ୍କ ଯେତେବେଳେ ଇନ୍ସପେକ୍ଟିଂ ଅଥରିଟି ଆସିବେ ସେ ଏଗୁଡ଼ାକ ସବୁ ଦେଖିବେ। ଏବେ ଯେତେବେଳେ ଆପଣ କଣ କରିବେ, ଏବେ ଆପଣଙ୍କର ଜଜ୍ ମହୋଦୟ ଆପଣଙ୍କୁ କ୍ଲାର୍କ ପେସ୍କାର ମହୋଦୟଙ୍କୁ ପଚାରିବେ ଆଜି କେତେ ସାକ୍ଷୀ ଅଛି। ଆପଣ କଣ କରିବେ, କେତେ ସାକ୍ଷୀ ଅଛି ଆପଣ ସାକ୍ଷୀ ଗୁଡାକ ଏଇ ଯୋଉ ଖାତାରୁ କାଢିଥିବେ ଡିଫରେଣ୍ଟ କେସ୍ ରେକର୍ଡରେ ଆପଣ ସାକ୍ଷୀ ଗୁଡାକ ରଖିଦେବେ। ସେଥିରେ ଦେଖିବେ ଆ ପେସ୍କାର ବନ୍ଧୁ ମାନେ, ଅନ୍ୟ ସହଯୋଗ ବନ୍ଧୁ ମାନେ ମନେ ରଖନ୍ତୁ, ଆପଣ ଟିକେ ବହୁତ ଖାମଖିଆଲି ହେବେନି। ସେଥିରେ ଏସ୍ଆର୍ ଗୁଡାକ କଣ ଲେଖାଯାଇଛି, ସେଥିରେ ସାକ୍ଷୀରେ ନିର୍ଦ୍ଦିଷ୍ଟ ସାକ୍ଷୀ ନିଜ ବ୍ୟକ୍ତିଗତ ଭାବେ ରିସିଭ୍ କରିଥିବେ, ସିଏ ଆସିଛନ୍ତି ନା ନାହିଁ, ସିଏ ତାଙ୍କ ଉପରେ ଆଡଲ୍ଟ ମେଲ୍ ମେମ୍ବର ଉପରେ ସେ ସାକ୍ଷୀ ଗୁଡା ସର୍ଭିସ ହେଇଥିବ, ସେଥିରେ ସେମାନେ ଆସିଛନ୍ତି ନା ନାହିଁ, ସେଥିରେ ଆଉ କୋଉଥିରେ କିଏ ଜଣେ ରେଫ୍ୟୁଜ କଲା, କିଏ ମେଡିଲା, ଆଉ କିଏ ଏଇଠି ନାହିଁ କୁଆଡେ ଚାଲି ଯାଇଛନ୍ତି, ଏମିତି ସବୁ ରିଟର୍ନ ଗୁଡାକ ଆସିଥିବ। ଆପଣ କଣ କରିବେ, କନସର୍ଟ ରେକର୍ଡ ଗୁଡାକରେ ସେ ସବୁ ସେ ଏସ୍ଆର୍ ଗୁଡାକ ଆପଣ ରଖିଦେବେ। ଏସ୍ଆର୍ ଗୁଡାକ ରଖିଦେଇକି ଯୋଉ ନିର୍ଦ୍ଦିଷ୍ଟ ସାକ୍ଷୀ ଆସିଛନ୍ତି ସେମାନଙ୍କୁ ଆପଣ କଣ କରିବେ, କରଗତ କରିକି ଆପଣଙ୍କ ନଜରରେ ଏପିପିଙ୍କୁ ଚିହ୍ନେଇ ଦେଇକି କହିବେ ସାର୍ ଆଜି 3-4 ଜଣ ସାକ୍ଷୀ ଆସିଛନ୍ତି, ଏମାନେ ଏଇ ସାକ୍ଷୀ। ବିଭିନ୍ନ କେସରେ ବିଭିନ୍ନ ସାକ୍ଷୀ ଆସିଥିବେ। ସେ ସାକ୍ଷୀ ଗୁଡାକୁ ଆପଣ କଣ କରିବେ, ଏପିପି କି ଚିହ୍ନେଇ ଦେଇକି ଆପଣଙ୍କ ନଜରରେ ରଖିବେ। କାରଣ ମୁଁ ଏଇଟା କଣ ପାଇଁ କହୁଛି, ନହେଲେ ବାହ୍ୟ ଶକ୍ତି ଅଛନ୍ତି, ସେ ସାକ୍ଷୀ ଗୁଡାକୁ ତମର ଆଜି କେସ୍ ପଡିବନି ପଳେଇ ଯାଅ ବୋଲି କହିଦେଇ ତାଙ୍କୁ ଘୋଡି ଦେବେ। ତୋର କେସ୍ ହବନି ପଳେଇ ଯାଅ, ତମର ସବୁ ଯାକ କଷ୍ଟ ପଳେଇଯିବ। ତମେ ସାକ୍ଷୀ ଖୋଜିଲା ବେଳକୁ ଆଉ ସାକ୍ଷୀ ନଥିବ, କୋର୍ଟ ବାହାରୁ ସେ ପଳେଇ ଯାଇଥିବ। ତେଣୁକରି ଯୋଉ ସାକ୍ଷୀ ଗୁଡାକ ଆସିଛନ୍ତି ଆପଣ ପିଅନ ଦ୍ୱାରା ଡକେଇକିରି ତାଙ୍କୁ ପରିଚୟ କରିଦେଇକି ତାଙ୍କୁ ଜାଣି ଦେଇକିରି ଏପିଙ୍କୁ ଚିହ୍ନି ଦେଇକି ସାର୍ ଏତିକି ସାକ୍ଷୀ ଆସିଛନ୍ତି ଆମ ପାଖରେ ଅଛନ୍ତି, ଏତିକି ରହିଲା। ଅନ୍ୟ ଯୋଉମାନଙ୍କର ଆସିନାହାନ୍ତି ସେ କଣ ଏସ୍ଆର୍ ଡିମାଣ୍ଡ କରୁଛି, ସେ ଏସ୍ଆର୍ ଉପରେ ଆପଣ ଫଲୋ ଅର୍ଡରଟା ଆପଣ ଅର୍ଡର ସିଟରେ ଲେଖିବେ। ଅତି କଷ୍ଟ, ଏଇଟା ବହୁତ ବହୁତ କଷ୍ଟ। ଆମର ଅଭିଜ୍ଞତା କହୁଛି, ଖାଲି ପେସ୍କାର ବନ୍ଧୁ ମାନେ ବା ନିର୍ଦ୍ଦିଷ୍ଟ କନସର୍ନ କ୍ଲାର୍କ ମାନେ କଣ କରନ୍ତି, ଅଧିକାଂଶ ସମୟ ଏଥିରେ ଆପଣଙ୍କର କରନ୍ତିନି, ଖାଲି ଏସ୍ଆର୍ ନଟ୍ ବ୍ୟାକ୍ ଇସ୍ୟୁ ଫ୍ରେଶ୍ ସମନ୍ସ ନା, ଟିକେ କଷ୍ଟ ପଡ଼ିକି ଏଇ ଜାଗାଟା ଲେଖିଲେ ଆପଣଙ୍କର ହିଁ ଆପଣଙ୍କର ବହୁତ ସୁବିଧା ହବ। ଆପଣ ଏସ୍ଆର୍ ଦେଖିବେ, ଯୋଉ ସାକ୍ଷୀଟା ମେଡିଛି ତାକୁ କଣ କରିବେ ଆପଣ, ଏନବିଡବ୍ଲ୍ୟୁ କରିବେ। ଯୋଉ ସାକ୍ଷୀଟା ଏଫିକ୍ସର ହେଇଛି ତାକୁ ଆଉ ଥରେ ଫ୍ରେଶ୍ ସମନ୍ ଲେଖିବେ। ଯୋଉ ସାକ୍ଷୀ ମରିଯାଇଛି ସେ ସାକ୍ଷୀ କି କଣ କହିବେ, ଆପଣ ପୋଲିସ ଦ୍ୱାରା କହିକିରି ଦି ରିପୋର୍ଟ ଶୋସ୍ ଦାଟ୍ ଦି ୱିଟନେସ୍ ଇଜ ଅଲରେଡି ଡାଇଡ୍, ଏପିପି ଗୋଟେ ମେମୋରି ମାଗି ଦେଇକିରି ତାର କାଟିଦେବେ ନାଁଟା। ଯୋଉ ସାକ୍ଷୀ ମାନଙ୍କୁ ଆପଣ ଏକ୍ସାମିନ କଲେ ତାଙ୍କର ନାଁ ଗୁଡାକ ମଧ୍ୟ ଆପଣ ଚାର୍ଜସିଟ ରୁ ବା ପିଆର ରୁ ଆପଣ କଣ କରିବେ, ରାଉଣ୍ଡ ଅଫ୍ କରିଦେବେ। ତା ତଳେ ଛୋଟିଆରେ ଲେଖିଦେବେ ଏକ୍ସାମିନ୍ଡ EXD, ତା ତଳେ ତାରିଖଟା ପକେଇଦେବେ 30/10 ଏମିତି ପକେଇଦେବେ। ସୋ ଦାଟ ଫାଷ୍ଟ ଆପଣଙ୍କର ଫାଷ୍ଟ ହ୍ୟାଣ୍ଡରେ ଆପଣ ଦେଖିପାରିବେ, ମୁଖ ଦର୍ଶନରେ ଆପଣ ଜାଣିପାରିବେ ଯେ ଏଇ ସାକ୍ଷୀଟା PW3 ବୋଲି ମଧ୍ୟ ତା ନାଁ ଦେଇଦେଇଥିବେ, PW1 ବୋଲି ମଧ୍ୟ ନାଁ ଦେଇଦେଇଥିବେ। PW1 ଏକ୍ସାମିନ୍ଡ ତଳେ ଏତିକି ଛୋଟିଆରେ ଲାଲରେ ଲେଖିଦେବେ। ସୋ ଦାଟ ଆପଣ ଜାଣିପାରିବେ ଏଇ ସାକ୍ଷୀଟା ଏଇଟା ହେଇପାରିଲା ବୋଲିକିରି। ଯୋଉ ସାକ୍ଷୀ ଗୁଡାକର ଆପଣଙ୍କର ମୁଁ କହିଲି ନିର୍ଦ୍ଦିଷ୍ଟ, ଯୋଉମାନଙ୍କର ଏସ୍ଆର୍ ଗୁଡାକ ଉପରେ ଆପଣ ନିର୍ଦ୍ଦିଷ୍ଟ ଦେଇକିରି ସେ ଏସ୍ଆର୍ ଗୁଡାକ ଆପଣ ରେକର୍ଡ ରଖିକି ସେଇ ଅନୁସାରେ ଲେଖିବେ। ଯେତେବେଳେ କମ୍ପ୍ଲାଏ ଆପଣ କରିବେ ଅର୍ଡର ସିଟ୍ ଆପଣ କଣ କରୁଛନ୍ତି, କମ୍ପ୍ଲାଏଡ ଇସ୍ୟୁଡ ବୋଲି ଲେଖିଦଉଛନ୍ତି, ନ ଇସ୍ୟୁଡ ସମନ୍ସ ଟୁ ୱିଟନେସ୍ ଅମକ ଅମକ ବୋଲି ଆଉ ଟିକେ କଷ୍ଟ ପଡ଼ିକି ଲେଖିବେ। ସେ 4ଟା ଧାଡି ଲେଖୁଛନ୍ତି, 4ଟା କଥା ଲେଖୁଛନ୍ତି, 4ଟା ୱାର୍ଡ ଲେଖୁଛନ୍ତି, ଆଉ 2ଟା ୱାର୍ଡ ଲେଖିବେ, ସମନ୍ସ ଇସ୍ୟୁଡ ଟୁ PW1 2 3 ଏମିତି ବୋଲି ଲେଖିଦେବେ। ଆଉ ଆଜିକାଲି ତ ଗୋଟେ ଥିଲା ଅଛି ନା ନାଇଁ, ଆମର ସେସନ୍ସ କୋର୍ଟରେ ଥିଲା ଯେ ଏପିପି ଦଉଥିଲା କୋଉ କୋଉ ୱିଟନେସ୍ କୁ ଏକ୍ସାମିନ କରିବ, ସେ ଗୋଟେ ଲିଷ୍ଟ ଦଉଥିଲା। ଆଜିକାଲି ଦଉଛନ୍ତି ନା ନାଇଁ ମୁଁ ଜାଣିନି, ଦଉଛନ୍ତି ତ ନା ମଗା ହଉଛି? ମଗା ଯାଉଛି କିନ୍ତୁ ସେ ଦଉନାହାନ୍ତି। ସେ ଦଉନାହାନ୍ତି, ହଁ ନିଶ୍ଚିତ ସେଇଟା ହେଇଥିବ, ସେଇଟା ଆମର ଅଛି। ତା ଉପରକୁ ଯିବି ଆଉଥରେ, ଯେତେବେଳେ ଫାଷ୍ଟ ହିୟରିଂ ଗଲାବେଳକୁ ସେତେବେଳକୁ ଯିବି। ଏ ସାକ୍ଷୀ ଯେତେବେଳେ ଏକ୍ସାମିନ ହେବ, ଓଥଟା ଦବ ଆମର ପିଅନ ଦେବେ, ଓଥଟା ଦେବେ, ସେଥିରେ କିଛି ସାଧାରଣ ଏଇଟା ଆମର ଇଏ। ସାକ୍ଷୀ ଯେତେବେଳେ ଏକ୍ସାମିନ ହେବେ କମ୍ପ୍ୟୁଟରାଇଜଡ ହଉଥିବ ବା ଲେଖା ହଉଥିବ, ଏକ୍ଜିବିଟ ଯାକ ଟିକେ ଜାଗ୍ରତରେ ଆପଣ ମାର୍କ କରିବେ। ଏକ୍ଜିବିଟ ସେ ଏକ୍ଜିବିଟ 1 ଇଜ ଦି ଏଫଆଇଆର ବୋଲି କହିଲା ବେଳକୁ ଆପଣ ଏପିପି ଯଦି ମାର୍କ କରୁଛି ମାର୍କ କରି ମନେ ରଖିବେ, ସବୁବେଳେ ପେନସିଲ ବ୍ୟବହାର କରୁଥିବେ। ସାଙ୍ଗେ ସାଙ୍ଗେ ତ ଆପଣ ଏକ୍ଜିବିଟ 1 କରିକି ଦସ୍ତଖତ କରିକି ଆଉପରେ ଆଉ ଥରେ ରେକର୍ଡଟା ଦେଇକି ଦେବେନି। ତେଣୁକରି ଆପଣ କଣ କରିବେ, ଏପିପି କି କହିଦେଇଥିବେ ସାର୍ ଏଠି ଲେଖିଦିଅନ୍ତୁ, ପେନସିଲ ଲେଖିଦିଅନ୍ତୁ ଏକ୍ଜିବିଟ 1 ଇଜ ଦି ଏଫଆଇଆର, ଏକ୍ଜିବିଟ 1/1 ଇଜ ମାଇ ସିଗ୍ନେଚର, ଏକ୍ଜିବିଟ 1/2 ଇଜ ଦି ଏଣ୍ଡୋର୍ସମେଣ୍ଟ ସିଗ୍ନେଚର ଅଫ ଦି ଆଇଓ, ଯେତେବେଳେ ଆଇଓ ଆସିବେ ଏଇଟା ସବୁ ଲେଖିଦେଇକି କଣ କରିବେ, ସେ କାଗଜଟାକୁ ଫୋଲ୍ଡ କରିଦେବେ। ସେ କାଗଜଟାକୁ ଫୋଲ୍ଡ କରିଦେଇକି ଆପଣ କଣ କରିବେ, ଏକ୍ଜିବିଟ ଆଉଥରେ ଯେତେବେଳେ ସାକ୍ଷୀଟା ସରିଯିବ ପେସ୍କାର ମହୋଦୟ ତାକୁ ଲାଲରେ ଲେଖିବେ ଏକ୍ଜିବିଟ 1
ତାରିଖଟା ହାଜର, ତାର ଗୋଟେ ଫର୍ମାଟ ଅଛି, ତାର ଗୋଟେ ସିଲ୍ ଅଛି। ମୁଁ ଭାବୁଛି କୌଣସି କୋର୍ଟ ସେ ସିଲ୍ ବ୍ୟବହାର କରିପାରୁନଥିବ। ଏକ୍ଜିବିଟ୍ 1 ପ୍ରଡ୍ୟୁସ୍ଡ ବାଇ ଦି ପ୍ରସିକ୍ୟୁସନ ଆଣ୍ଡ ଏତେ ଏମିତି ଲେଖା ହଉଛି, ଗୋଟେ ସିଲ୍ ଅଛି GL 1/74। ସେଇଟା ହଉନଥିବ। ତେଣୁକରି ଛୋଟ ହାତରେ ଆମେ ଖାଲି ଲେଖି ଦଉଛେ ଏକ୍ଜିବିଟ୍ 1 ଦସ୍ତଖତ ମାଜିଷ୍ଟ୍ରେଟ JMFC, ତାରିଖଟା ପକେଇଦେବେ ଏକ୍ଜିବିଟ୍ 1/1। ଏଇଟା କରିଦେବେ। ପେସ୍କାର ବନ୍ଧୁ ମାନେ ମନେ ରଖିଥିବେ, ଏକ୍ଜିବିଟ୍ ଜାଗା ଯେତେବେଳେ ଲେଖିବେ ଆଗରୁ ଏକ୍ଜିବିଟ୍ ଜାଗା ଯୋଉ ମାର୍କ ହେଇଯାଇଥିଲେ ନେକ୍ସଟ ଏକ୍ଜିବିଟ୍ ନମ୍ବର କେତେ ହେବେ ଆପଣ କହିବେ, ଭଲ ଭାବେ ମନେ ରଖିବେ। ନହେଲେ ପୁଣି ସେଥିରେ ଡବଲ ନମ୍ବର ହେଇଯିବ, ସେମ୍ ସିମିଲାର ନମ୍ବର ହେଇଯିବ। ଏକ୍ଜିବିଟ୍ଟା ଲେଖିଲା ପରେ ଏକ୍ଜିବିଟ୍ଟା ଦସ୍ତଖତ ହବ, ଏକ୍ଜିବିଟ୍ ଲିଷ୍ଟରେ ସେଇଟା ଚଢିବ। ସାକ୍ଷୀ ଯେତେବେଳେ ଏକ୍ଜାମିନ ହେଲା, ସାକ୍ଷୀର ଯେତେବେଳେ ପ୍ରିଣ୍ଟ ଆଉଟ୍ ବାହାର କରାହେଲା, ରେଡ୍ ଓଭର ଆଣ୍ଡ ଏକ୍ସପ୍ଲେନ ସିଲ୍ ଆପଣ ବାଜିବ। ସେଟା ନିଜେ କ୍ରିମିନାଲ କେସରେ ଅଫିସର ମହୋଦୟ ସେଟା ରେଡ୍ ଓଭର ଆଣ୍ଡ ଏକ୍ସପ୍ଲେନ ସିଲ୍ଟା କରିବେ, ସେ ସିଲ୍ କରିକି ଦସ୍ତଖତ କରିବେ। ଏଇଟା ସାକ୍ଷୀଙ୍କର ୱାରେଣ୍ଟ ପ୍ରୋସିଜର କେସରେ। ସମନ୍ସ ପ୍ରୋସିଜର କେସରେ ତ କୌଣସି କାହାର ଧୈର୍ଯ୍ୟ ହବନି। ସମନ୍ସ ପ୍ରୋସିଜର କେସରେ ମେମୋରାଣ୍ଡମ ଅଫ ସବଷ୍ଟାନ୍ସ ଲେଖାଯିବ, ସାକ୍ଷୀର ଦସ୍ତଖତ ନିଆଯିବନି। ଏଇଟା আমাদের କୌଣସି ଲୋକ କୌଣସି ପ୍ରିଜାଇଡିଂ ଅଫିସର କରିପାରିବେନି, ଧୈର୍ଯ୍ୟ ନାହିଁ। ଆପଣମାନଙ୍କୁ କହିଲେ ହୁଏତ ବିଶ୍ୱାସ କରିପାରିବେନି, ମୁଁ କିନ୍ତୁ କରୁଥିଲି। ସମନ୍ସ ପ୍ରୋସିଜର କେସରେ ମେମୋରାଣ୍ଡମ ଅଫ ଏଭିଡେନ୍ସ ଲେଖାଯିବ, ଆଉ ସାକ୍ଷୀର ଦସ୍ତଖତ ମଧ୍ୟ ରହିବନି। ସେଥିରେ ଆପଣ ପ୍ରିଜାଇଡିଂ ଅଫିସର ମାନଙ୍କୁ କହିବି, ଆଉ ଆମର ବନ୍ଧୁମାନଙ୍କୁ ମଧ୍ୟ କହିବି, ସହଯୋଗୀ ବନ୍ଧୁମାନଙ୍କୁ କହିବି, ଆମର କମ୍ପେଣ୍ଡିୟମ ଅଫ ଜେନେରାଲ ଲେଟର୍ସ ଆଣ୍ଡ ସର୍କୁଲାର ଅର୍ଡର୍ସ ବୋଲି ଗୋଟେ ଅତି ସୁନ୍ଦର ଉପାଦେୟ ଜିନିଷଟା ଅଛି। ତାକୁ ଆଜିକାଲି ଡିଜିଟାଲ କରାଯାଇଛି। 400 ପେଜ ବୋଧେ ସେଇଟା ଡିଜିଟାଲି ଅଛି। କୋଉଠି ସେଟାକୁ ଆପଣ ସମ୍ପାଦନ କରିକିରି କୋଉଠି ଗ୍ରହଣ କରିକି କୋଉଠି ଆଣିକିରି ସେଟା ରଖନ୍ତୁ। ସେଥିରେ ବହୁତ ଉପାଦେୟ ଜିନିଷ ଗୁଡାକ ଅଛି। କଣ କଣ କରିବାକୁ ପଡିବ, କଣ କଣ ନ କରିବାକୁ ପଡିବ, ଏଇଠି ସେଥିରେ ଆମେ ଜାଣିବା। ଏଇଠି ଗୋଟେ ମୁଁ ଟିକେ ଗୋଟେ ଛୋଟିଆ ପ୍ରଶ୍ନ, କିଛି ଭାବିବେନି, ମୋର ଅଫିସର ବନ୍ଧୁମାନଙ୍କୁ ପଚାରିବି, ମୋର ବିଶେଷ ତ ମାଜିଷ୍ଟ୍ରେଟ ଭାଇମାନଙ୍କୁ ଭଉଣୀମାନଙ୍କୁ ପଚାରିବି। ଜିଆରସିଓ କଥାଟା ମୁଁ ଯୋଉ କହିଲି, ଜିଆରସିଓ ରେ ଯାହା ଯାହା କଣ୍ଟେଣ୍ଟସ ଗୁଡାକ ଲେଖାଯାଇଛି ସେଗୁଡାକ ନିୟମର ବଳ ନବ କି? କୁହନ୍ତୁ ହଁ କି ନାହିଁ। ଜିଆରସିଓରେ ବୁଝିହେଲା ପ୍ରଶ୍ନ? ଜିଆରସିଓରେ ପ୍ରଶ୍ନ ଯୋଉ କଥା ଲେଖାଯାଇଛି ସେଟା ସବୁ ନିୟମର ବଳ ନବ କି? whether the recitals in the GRCO, be it criminal or civil, be that of the force of the law or not। ଏବେ ନିକଟ ଅତୀତରେ ମୁଁ ଯାଇଥିଲି ଜୁଡିସିଆଲ ଏକାଡେମୀ କି, ସେଠି ପଢିଲା ବିଭିନ୍ନ ନିର୍ଦ୍ଦିଷ୍ଟ ଗ୍ରୁପର ଅଫିସର ମାନଙ୍କର ଆମର ଟ୍ରେନିଂ ଚାଲିଥିଲା। ସେଇଠି ପଡିଲା ଏଇ କଥାଟା। ସେଇଠି ମୋର ପ୍ରଶ୍ନ ଥିଲା ଯେ ଜିଆରସିଓ ର ଯୋଉ ଜିନିଷ ଗୁଡାକ ଲେଖାଯାଇଛି ସେଗୁଡାକ ନିୟମର ବଳ ନବ କି, whether that will take the force of law or not। କିଛି ଅସୁବିଧା ନାହିଁ। ଆଜ୍ଞା କୁହନ୍ତୁ, କିଛି ଅସୁବିଧା ହଁ କି ନାହିଁ, କଣ ହେଲା ଗୋଟେ କୁହନ୍ତୁ। କଣ ଜାଣି ଜାଣିନାହାନ୍ତି? ନାଇଁ ଏସଟିଏମ ନାଇଁ, ଏସଟିଏମ କହୁଛନ୍ତି ଇଟ୍ ୱିଲ୍ ଟେକ୍ ଦି ଫୋର୍ସ ଅଫ୍ ଲ। ହାଉ, ଇଫ୍ ଇଟ୍ ଇଜ ସୋ ହାଉ। ମୁଁ କହିବି ନାହିଁ, ସେଇଟା ଗୋଟେ ଇନଷ୍ଟ୍ରକ୍ସନ। ଏସଟିଏମଙ୍କର ଉତ୍ତର ସଠିକ। ଜିଆରସିଓରେ ଯାହା ଯାହା ଲେଖାଯାଇଛି ଆମର ସହଯୋଗୀ ବନ୍ଧୁମାନେ ମଧ୍ୟ ଜାଣନ୍ତୁ। କାରଣ ଯେତେବେଳେ ଆମେ ସିଭିଲରେ ଡିକ୍ରି ଫିକ୍ରି ଡ୍ର କରିବା, ଏଇ ଜିନିଷ ଗୁଡା ସେଥିରେ ଲେଖା ଡିକ୍ରି ଇଜ ଟୁ ବି ଡ୍ରନ୍ ୱିଥିନ୍ 7 days, ପବ୍ଲିଶ୍ଡ ୱିଥିନ୍ 15 days। এটা লেখা আছে whether it is a force of law or not। yes, it is a force of law। କାହିଁକି force of law? ନା the power given to the high court under the CRPC and the CPC to make rules, and by virtue of the rule powers entrusted to the high court, those GRCOs were made। ବୁଝିପାରିଲ ନା? ଯୋଉ ରୁଲ ମେକିଂ ପାୱାରଟା ଆପଣଙ୍କୁ ହାଇକୋର୍ଟ ଦେଇଛି, ସେଇ ରୁଲ ମେକିଂ ପାୱାର ବଳରେ ସୂର୍ଯ୍ୟ ସକଳ ଶକ୍ତିର ଉତ୍ସ। ସିଆରପିସିରେ ଆମେ ସମସ୍ତ ଆଇନ ଗୁଡାକ ସମ୍ବିଧାନରୁ ଆସିଛି। ସେ ପ୍ରତ୍ୟେକ ଆଇନରେ ଆମେ ଦେଖିବା ରୁଲ ମେକିଂ ପାୱାର ଗୋଟେ ଥିବ। ସେ ରୁଲ ମେକିଂ ପାୱାରରେ ଆପଣଙ୍କୁ ପାୱାର ଦେଇଥିବ ହାଇକୋର୍ଟ, ସୋ ଦ୍ୟାଟ ଦି ହାଇକୋର୍ଟ ହାଜ ମେଡ୍ ଦି ଜିଆରସିଓ ସିଭିଲ ଆଣ୍ଡ କ୍ରିମିନାଲ। So the contents therein would be the force of law। ବୁଝିହେଲା ସେ ସବୁ ଜିନିଷ ଗୁଡା। ତେଣୁକରି ଏଠି କହିବାର ତାତ୍ପର୍ଯ୍ୟ ଥିଲା ଜିଆରସିଓ ଯୋଉ 20 ଧାରାଟା ମୁଁ କହିଲି, ସେଇଠି ଯଦି ସେ 20 ଧାରା ଅନୁସାରେ ଯଦି ଲେଖିନି, ଆମେ କଣ ତା କମ୍ପ୍ଲେନ ପିଟିସନଟାକୁ ଆମେ କାଟିଦେବା କି? ନା, ଆମେ କ୍ରମଶଃ ତାଙ୍କୁ କହିବା ସାର୍ ଏଇ ପ୍ରକାର ଗୋଟେ ଫର୍ମାଟଟି ଆପଣଙ୍କୁ ଦିଆଯାଇଛି, ଆସନ୍ତା ଥରକୁ ଆପଣ କମ୍ପ୍ଲେନ ପିଟିସନଟା ଏଇ ଧାରାରେ ଲେଖନ୍ତୁ। ସବୁ ବୁଝେଇବାକୁ ପଡେ। ବରସାତ କି ପହିଲି ବୁନ୍ଦ ଜମିନ पर भीग जाता है। ବର୍ଷା ହେଲେ ପ୍ରଥମେ କିଛି ବୁନ୍ଦା ପାଣି ଜମିରେ
ପଡ଼ିକି ତିନ୍ତି ଯାଏ, ତାପରେ ଧାରା ସୃଷ୍ଟି ହୁଏ। ଥରେ ଅଧେ ତାକୁ କହି ସାରିଲା ପରେ ସେ ଜାଣିବ ସାର୍ ଏଇଟା 20 ଧାରାରେ ଏଇ କଥାଟା ଅଛି, ଏଇ ଲିଷ୍ଟ ଅନୁସାରେ ଆପଣ ଲେଖନ୍ତୁ, ଲେଖିଲେ ଏଇଟା ଠିକ ନିୟମ ଅନୁଯାୟୀ ହବ। କିନ୍ତୁ ତା ପୂର୍ବରୁ ଯଦି ସେ କୌଣସି ଏମିତି ଲେଖିଦେଇଛି ଏପଟେ ସେପଟେ କରିକିରି, ଆଉ ଇଟ୍ ଇଜ ଭେରି ଡିଫିକଲ୍ଟ ଟୁ ବେଲ୍ ଦି କ୍ୟାଟ୍। ତାଙ୍କୁ ଆମେ ଖାଲି କହି କହି ବୁଝେଇ ବୁଝେଇ ତାଙ୍କୁ ସମାନ ସ୍ତରକୁ ଆଣିବା। ଆଚ୍ଛା, ବର୍ତ୍ତମାନ ଏବେ କଣ ହେଇଗଲା, ସାକ୍ଷୀ ମାନଙ୍କର ଜିନିଷ ଆଗରୁ ସରିଗଲା। ଯୋଉ ସାକ୍ଷୀ ମାନଙ୍କୁ ସରିଗଲା ଜିନିଷ ଗୁଡାକ, ସେ ସାକ୍ଷୀ ପେସ୍କାର ବନ୍ଧୁ ମାନେ କହିପାରିବେ କି କୋଉ ରେଜିଷ୍ଟରରେ ତାର ନାଁ ଏଣ୍ଟ୍ରି ହବ? କୌଣସି ଜଣେ ବନ୍ଧୁ କହିପାରିବେ? ଭେରି ଗୁଡ। ରେଜିଷ୍ଟର ଅଫ ୱିଟନେସେସ୍, R8 ରେ ସେଗୁଡାକ ଏଣ୍ଟ୍ରି ହବ। ବୁଝିପାରିଲା? ତା ସହିତ ହ୍ୱାଟ ଇଜ R7 ସାର୍? ହୁଁ, R7 ଟା କଣ? ଏଟା ଆରେ ଆମେ ଖାଲି, ମୁଁ ଖାଲି କହୁଥିଲେ ହବନି, ଗୋଟେ ପାର୍ଟିସିପେଟରୀ ହିୟରିଂ ହେଲେ ଆମ ଭିତରେ ଟିକେ ତର୍ଜମା ହବ। ଦି sword will be sharpened if it is used। जाति ना पूछो साध की, पूछ लीजिए ज्ञान, मोल करो तलवार का, पड़ा रहने दो म्यान। আর দি sword will be sharpened if it is used। R7 ଟା କଣ ସାର୍? କୋର୍ଟ ଫି ରେଜିଷ୍ଟର ନା କଣ? କିଏ କହୁଛନ୍ତି? ହଁ କହୁଛନ୍ତି। କହୁଛନ୍ତି R7 ହଉଛି କୋର୍ଟ, ସେଥିରେ ଆପଣ ପିଟିସନଟା, ଏଫିଡେଭିଟଟା ଯାହା କିଛି ଅଛି ସେଗୁଡାକ ସବୁ ଚଳିବ। ସେଥିରେ ଦୁଇ ପ୍ରକାର ପଞ୍ଚିଂ ଥିବ, ରାଉଣ୍ଡ ପଞ୍ଚିଂ ଥିବ ଆଉ ଟ୍ରାଇଙ୍ଗୁଲାର ପଞ୍ଚିଂ ଥିବ। କୋଉ ପଞ୍ଚିଂ ଟା କୋଉଠି ବ୍ୟବହାର ହବ ଆପଣ GRC ଦେଖିକି କହିବେ, କୋଉଟା ଏଫିଡେଭିଟଟା କୋଉଠି ହବ ଆଉ ପିଟିସନଟା କୋଉଥିରେ ହବ। ସେ ପଞ୍ଚିଂ ସେଥିରେ କାହିଁକି ଇନ୍ସପେକ୍ଟିଂ ଅଥରିଟି, ଆପଣ ନିର୍ଦ୍ଦିଷ୍ଟ କେତେ ଜିଲ୍ଲା ଯିବେ, ମୁଁ ଗର୍ବର ସହିତ କହିବି ଯୋଉ ଜିଲ୍ଲାରୁ ମୁଁ ଜନ୍ମିତ ବା ଯୋଉ ଜିଲ୍ଲାରୁ ମୁଁ ଯାଇଛି, ଏଇଠି ଟିକେ ଇନ୍ସପେକ୍ସନରେ ଆପଣଙ୍କୁ ପ୍ରିଜାଇଡିଂ ଅଫିସର ତ ଯାହା କହିବେ କହିବେ, ଆପଣଙ୍କ ଇନ୍ସପେକ୍ଟିଂ କ୍ଲାର୍କ ଗୁଡାକ ଆପଣଙ୍କୁ ବହୁତ କଥା ଧରିବେ। ଏଇସବୁ ଜିନିଷ ଗୁଡାକ ମାଇନ୍ୟୁଟଲି ଧରିବେ। ଦେ ଆର୍ ମାଷ୍ଟର୍ସ ଇନ୍ ଦ୍ୟାଟ୍ ଲାଇନ୍। ଆଜିକାଲି ହୁଏତ ସେଗୁଡାକ ସେ ସଂଖ୍ୟା କମି କମି ଆସିଲାଣି, ଆଉ ସେ ପ୍ରକାର ଚିନ୍ତାଧାରା ମଧ୍ୟ କମି କମି ଆସିଲାଣି, କିନ୍ତୁ ଆପଣମାନେ ଜାଣିଥିବେ ଏଇ ଜିନିଷ ଗୁଡାକ। ବେଳେ ବେଳେ ଯେତେବେଳେ ଆପଣଙ୍କୁ ଫୁର୍ସତ ହଉଥିବ, GRC ର କିଛି କିଛି ଗୋଟେ ଗୋଟେ ଚାପ୍ଟର ଆପଣ ପଢନ୍ତୁ, ବହୁତ କଥା ଆପଣ ମାନେ ଜାଣିପାରିବେ, ଯୋଉଟା କି ଆପଣମାନଙ୍କ ପାଇଁ ବୋଲି ଉପାଦାୟ ହେଇପାରିବ। ଆମେ ଏବେ ଦେଖିଲେ R6, R7, R8, ଆଉ ୟୁଟିପି ରେଜିଷ୍ଟରଟା କେତେ? R40, R40 କେତେ? R40 ନା ଶୁଭୁନି? 45 ବୋଲି କହୁଛନ୍ତି। R45। ଆଚ୍ଛା ଆଚ୍ଛା, ମୁଁ ଠିକ ନଥାଇପାରେ ହେଲା। ହଁ, R40ଟା ହଉଛି ପିଓର ରେଜିଷ୍ଟରଟା ବୋଧେ, ବୁଝିପାରିଲେ ନା? ହଉ। ତାପରେ ବର୍ତ୍ତମାନ ଯେତେବେଳେ ଆପଣ ହେଲା, ଆପଣ କଣ କରିବେ, ଯେତେବେଳେ ସାକ୍ଷୀଟାକୁ ଏକ୍ସାମିନ ହେଲା, ସାକ୍ଷୀର କଣ କରିବେ, ଦସ୍ତଖତ ସହିତ, ଯୋଉ ସାକ୍ଷୀ ଜାଣିଛି ଦସ୍ତଖତ ସହିତ ତା ତଳେ ତାରିଖଟା ମଧ୍ୟ ପକେଇବେ। ନିର୍ଦ୍ଦିଷ୍ଟତା ଆସିବ, ସ୍ପେସିଫିକେସନ ଆସିବ, ଆଉ ଟିକେ ବଳ ମିଳିବ। ତାରିଖଟା ନ ପକେଇଲେ ତାର ଟିକେ ଅସୁବିଧା ଅଛି। ତାରିଖଟା ନ ପକେଇଲେ ଅର୍ଥ, ତାର ଅର୍ଥ ନାହିଁ ସେଟା ଗୋଟେ ଦୋଷାବହ। କିନ୍ତୁ ସିଗ୍ନେଚର ତଳେ ବାପା ଆଜି ତାରିଖ ପକେଇଲ 30/8/2025 ପକେଇଦେଲ, ଲେଖିଦବ ବୋଲି ତାକୁ କହିଦବ, ତାରିଖଟା ପକେଇଦବ। ଯୋଉ ସାକ୍ଷୀ LTI ଦବ, ସେ ସାକ୍ଷୀର LTI ଟା ଆପଣ ନେବେ। LTI ନେଇକିରି ଯୋଉମାନେ ତାକୁ ଆଇଡେଣ୍ଟିଫାଇ କରୁଛନ୍ତି, ସାଧାରଣତଃ ପିଅନ ବାବୁ ଆଇଡେଣ୍ଟିଫାଇ କରିବେ, ତା ପିଅନର ଇନିସିଆଲଟା କରିଦେବେ, ତାରିଖଟା ପକେଇଦେବେ। LTI ଅଫ ଅମକ ବୋଲି ଲେଖିଦେଇକି ତା ତଳେ ସେ ଇନିସିଆଲ କରିଦେଇକିରି ତାରିଖ ଲେଖିଦେବେ। ତାପରେ ଏଇଠି କଣ ହଉଛି, ଆପଣଙ୍କୁ ସିନା ଆଜି ଗୋଟେ ଗୋଟେ ଦିନରେ କେତେ ଆପଣଙ୍କର ମନେକର 5ଟା 7ଟା ସାକ୍ଷୀ ପଳେଇ ଆସିବେ, କି 10ଟା ସାକ୍ଷୀ ପଳେଇ ଆସିବେ। ଆପଣ ସେଇ କ୍ଷେତ୍ରରେ କଣ କରିବେ, ଟିକେ ଚାଲାକି କରିବେ। କଣ ଟିକେ ଚାଲାକି କରିବେ ନା, କୋଉ କୋଉ ସାକ୍ଷୀ ଗୁଡାକୁ ଆମେ ଏକ୍ସାମିନ କରିଦେଲେ ପ୍ରଥମେ ଆମକୁ ସୁବିଧା ହବ। ଏଇଠି କିନ୍ତୁ ଏଇଟା ବ୍ୟତିକ୍ରମ। ଆପଣ ଯେତେବେଳେ ଇୟର ଓଲ୍ଡ କେସ୍ ଅନୁସାରେ ନେବେ, ଆପଣ ଇୟର ଓଲ୍ଡ କେସର ସାକ୍ଷୀ ଗୁଡାକୁ ଆପଣ ପ୍ରଥମେ ଏକ୍ସାମିନ କରିବାକୁ ପଡିବ। କିନ୍ତୁ ତା ସହିତ ଆପଣ ଦେଖିବେ, ବୁଝିପାରିଲେ ନା, ଆପଣ କଣ କରିବେ, ଟିକେ ଟିକେ ବେଳେ ବେଳେ ଆପଣଙ୍କୁ ଟିକେ ଆଉ ଟିକେ ଅଲଗା ରାସ୍ତା, ଟିକେ ତେଢା ରାସ୍ତାରେ ଟିକେ ଯିବାକୁ ପଡିବ। ଯୋଉ ସାକ୍ଷୀ ଗୁଡାକ ଇଣ୍ଡିପେଣ୍ଡେଣ୍ଟ ସାକ୍ଷୀଟା, ସିଜର ୱିଟନେସଟା, ଜିମାନାମା ୱିଟନେସଟା, ଛୋଟିଆ ଛୋଟିଆ ୱିଟନେସ୍ ଅଛି, ଇଆଡେ ଆପଣଙ୍କ ନମ୍ବର ଅଫ ୱିଟନେସ୍ ଅଧିକ ଅଛନ୍ତି, ଆଉ ଗୋଟେ ଗୋଟେ କେସ୍ ରେକର୍ଡରେ 4ଟା ସାକ୍ଷୀ ଅଛନ୍ତି, ଗୋଟେ ଗୋଟେ କେସ୍ ରେକର୍ଡରେ 2ଟା ଅଛନ୍ତି, ଗୋଟେ କେସରେ ଗୋଟେ ଅଛନ୍ତି, ଆପଣ କଣ କରିବେ, ତାକୁ ଟେକ୍ଟଫୁଲି ପ୍ରିଜାଇଡିଂ ଅଫିସରଙ୍କ ସହିତ କଥାବାର୍ତ୍ତା କରିକି ଗୋଟେ ସାକ୍ଷୀ ଥିବାଟା ଗୋଟେ କେସ୍ ରେକର୍ଡଟା ଆଗେ କରିଦେବେ, ସୋ ଦ୍ୟାଟ ଗୋଟେ କେସଟି ଆପଣଙ୍କର ସରିଗଲା। ତାପରେ 2ଟା କେସ୍ ଆସିବେ, ତାପରେ 3ଟା କେସ୍ ଆସିବେ, ଏମିତି କରିକି କରି ସାରିବେ। ଯୋଉ ଦ୍ଵାରା ଆପଣ କଣ କରିବେ, ଯୋଉ କେସଟା ଆପଣ କ୍ଲୋଜ ଷ୍ଟେଜକୁ ଆସିବ ସେଟା ଚେଷ୍ଟା କରିବେ।
ସୋ ଦ୍ୟାଟ୍ ଆପଣଙ୍କର ଇଆଡ଼େ ନମ୍ବର ଅଫ ୱିଟନେସେସ୍ ଏକ୍ସାମିନ୍ ହେବେ, ତାପରେ ଆପଣଙ୍କର କେସ୍ ମଧ୍ୟ କିଛି ରାଇଟ୍ ହବ। ମନେ ରଖିବେ, ୱିଟନେସ୍ ଗୁଡ଼ାକୁ ଆପଣଙ୍କ ତରଫରୁ ନିଜ ତରଫରୁ କେବେ ହେଲେ ଆପଣଙ୍କୁ ଏଡଜଷ୍ଟମେଣ୍ଟ କରିବେନି। ଯଦି ଆପଣ ଅନ୍ୟ ଅଦରୱାଇଜ ଯଦି ଆପଣଙ୍କ ପାଖରେ ସମୟ ନାହିଁ ତାହେଲେ ଭିନ୍ନ କଥା। କିନ୍ତୁ ଯଦି ଆପଣ ଟିକେ ଅଳସୁଆମୀ ବା ଛଅଟା ସାକ୍ଷୀ ହେଇଗଲାଣି ଆଉ କରିବାନି, ଏମିତି କରିବେନି। କାରଣ ବିପିନ ଭର୍ସେସ ଷ୍ଟେଟ୍ ଅଫ ଗୁଜରାଟ ବୋଲି ଗୋଟେ କେସ୍ ଲ ଅଛି। ଏଆଇଆର 2001 OLR 419 ନା କେତେ। ସେ ବିପିନ କେସରେ 21 ମସିହାରେ ଟିକେ ସେଟା ଟିକେ ପରିବର୍ତ୍ତନ ହେଇଛି, କିନ୍ତୁ ସାକ୍ଷୀ ଗୁଡାକୁ ଆପଣ ଫେରାଇବେନି। ସେଥିରେ ବିପିନ କେସରେ ସୁପ୍ରିମକୋର୍ଟ କହିଛି କୋର୍ଟସ ୱିଟନେସେସ୍ ଆର୍ ଦି ଗେଷ୍ଟ ଅଫ ଦି କୋର୍ଟ, ଦେ ଆର୍ ଟୁ ବି ଏକ୍ସାମିନ୍ଡ ଅନ୍ ଦି ସେମ୍ ଡେ। ବୁଝିପାରିଲେ ନା? ଏଇସବୁ ଜିନିଷ ଗୁଡାକ ଆପଣ ସାକ୍ଷୀ ଗୁଡାକ ଆପଣ ଚେଷ୍ଟା କରିବେ। ଆପଣ ଆଦରୱାଇଜ ଯଦି ଆପଣଙ୍କ ପାଖରେ ସମୟ ପାଇପାରୁନାହାନ୍ତି ତାହେଲେ ଅଲଗା କଥା, କିନ୍ତୁ ସାକ୍ଷୀ ଗୁଡାକ ଚେଷ୍ଟା କରିବେ। ଆପଣମାନେ କହିଲେ ବିଶ୍ୱାସ କରିବେନି, ଆମେ 22ଟା 23ଟା ସାକ୍ଷୀ କରିଛୁ ଆମ ଜମାନାରେ। ସେତେବେଳେ କମ୍ପ୍ୟୁଟର ନଥିଲା, ଟାଇପ ମେସିନ ନଥିଲା, ନିଜ ହାତରେ ଲେଖିକି ଆମେ କରିଛୁ। ସୋ ଦ୍ୟାଟ ଆଜିକାଲି ଆପଣମାନଙ୍କର କଣ କହିବ, ସେଇଟା ଆପଣଙ୍କର ଗୁରୁତ୍ୱ ଅଧିକ ହବ। ନମ୍ବର ଅଫ ୱିଟନେସ୍ ଏକ୍ସାମିନ। ଏଇଠି ଗୋଟେ କଥା କହିବି, ଏଇ ସାକ୍ଷୀ ଗୁଡାକ ଆସିକି ପହଞ୍ଚିଲା ବେଳକୁ ଆପଣଙ୍କ ପାଖରେ 2-3 ଜଣ ପୁଲିସ ଅଫିସର ମଧ୍ୟ ସେଦିନ ଆସିଛନ୍ତି, ଆଇଓ ଆସିଛନ୍ତି। ଆପଣ କଣ କରିବେ? ଆଇଓକୁ ଯଦି ଧରିବ, ଗୋଟିଏ କେସରେ ଗୋଟେ ସାକ୍ଷୀ ଆସିଥିଲେ ଚଳିବ। ଗୋଟିଏ ଆଇଓ 2-3ଟା କେସରେ ଥିବ, ଆଉ ଆଉ ଗୋଟିଏ ଆଇଓ ଆସିଥିବ ଆଉ ଗୋଟେ କେସରେ ଥିବ, ତାଙ୍କୁ କେମିତି ଆପଣ ଡିଲ୍ କରିବେ? ଅନ୍ୟାନ୍ୟ ଇଣ୍ଡିପେଣ୍ଡେଣ୍ଟ ସାକ୍ଷୀ ଗୁଡାକ କଲା ବେଳେ ଆପଣ କଣ କରିବେ? କନେକ୍ଟେଡ କେସ୍ ରେକର୍ଡଟା ଆପଣ ସେ ଆଇଓକୁ ଦେଇଦେବେ। ସାର୍, ମୁଁ ଏଇ କେସ୍ ଗୁଡାକ କରୁଛି, ଆପଣ ଏଇ କେସରେ ଆପଣ ଦେଖିଦିଅନ୍ତୁ। ସେ ଆଇଓଟା ସବୁ ଦେଖିବ, ଏଫଆଇଆର କଣ କରିଛି ଆପଣଙ୍କର କେସ୍ ଡାଇ ସବୁ ଦେଖିବ। ସେ ନିଜେ ଏଫଆଇଆର, ଚାର୍ଜସିଟ୍, ଫର୍ମାଲ ଏଫଆଇଆର, ସିଜର ଲିଷ୍ଟ, ଜିମାନାମା, ଇନକ୍ୱେଷ୍ଟ ରିପୋର୍ଟ ସବୁ ଯାକ ସେ କଣ କରିବ? ଫୋଲ୍ଡ କରିଦେଇଥିବ। ତାକୁ ଆପଣ କହିବେ ଆପଣ କେସ୍ ରେକର୍ଡ ପଢି ଦିଅନ୍ତୁ, ସବୁ କାନେକ୍ଟେଡ ପେପର୍ସ ଫୋଲ୍ଡ କରିଦିଅନ୍ତୁ, ସୋ ଦ୍ୟାଟ୍ ଆପଣ ଯେତେବେଳେ ସାକ୍ଷୀ ଦେବେ ସିକ୍ୱେନ୍ସ ଅଫ ଏଭିଡେନ୍ସ କ୍ଲିୟର ରହିବ। ଆପଣ I took up the investigation and examined the witnesses, informant and effected seizure, released the seizure articles ସବୁ ଗୁଡା କହି କହି ଆପଣ କଣ କରିବେ? ନମ୍ବର ଅଫ ଏକ୍ସିବିଟ୍ସ ଇଜ ଟୁ ବି ମାର୍କଡ ଥ୍ରୁ ଦି ଆଇଓ। ସେଗୁଡାକ ଆପଣ ଏପିପି କୁ କହିକିରି ପେନସିଲ ଦ୍ଵାରା ମାର୍କ କରିଦେଇଥିବେ। ଆଇଓ ସରିଲା ପରେ କେୟାରଫୁଲି ଆପଣ ସେଗୁଡାକ ମାର୍କ କରିକି ଆପଣ ଦସ୍ତଖତ କରିକି ଆପଣ କରିବେ। ସୋ ଦ୍ୟାଟ ୱାନ୍ସ ଦି ଆଇଓ ପଳେଇ ଆସିଛି, ଆପଣ କଣ କରିବେ? ସେଦିନ ଅଧିକ ପରିଶ୍ରମ ହେଲେ ବୋଧେ ଆଇଓଟାକୁ ଏକ୍ସାମିନ କରିବେ। So that your prosecution evidence will be closed and you will get a ripe case for defense, accused statement, argument, and judgment. Okay, this is all about examination of the witnesses. Then we will go for the lunch break after examination of the witnesses. Thereafter we will start the first hearing matters. Sir, continue କରିବି? ନିଶ୍ଚିତ। ଏମାନେ ସମସ୍ତେ ଆପଣଙ୍କର କଥାକୁ ପିଇ ଯାଉଛନ୍ତି। ନା ନା ନା, ଆପଣ ଆପଣ ତ ଆପଣଙ୍କୁ ପାରି ହବନି। ଆପଣ ଲେଖକ ଲୋକ, କାବ୍ୟ ଲୋକ, କବିତା ଲୋକ, ଇଏ ଅଲଗା ଜିନିଷ ଅଛି। ମୁଁ ଫାଲତୁ କଥା କୁହେନି। ଜିନିଷ ଗୁଡା ଯେତିକି କୁହେ, ମୁଁ ଯେତିକି ଜାଣିଛି ସେତିକି ଅନେଷ୍ଟଲି ସେୟାର କରିବାକୁ ଚାହେଁ। ଆଉ ଏକଥା ଜାଣି ଆପଣ ଖୁସି ହେବେ ଯେ ଆଜ୍ଞା। ଆପଣ ଆମ ସହିତ 30 ନମ୍ବର ଜିଲ୍ଲାରେ ଆମେ ନାହୁଁ, ଆମେ ହଁ। 1 ନମ୍ବର ଜିଲ୍ଲାରେ ଅଛୁ। କେମିତି? ଆପଣ ଦେଖିବେ ଯୋଉ ଭେହିକିଲର ରେଜିଷ୍ଟ୍ରେସନ ହଉଛି ତାର ଆଜ୍ଞା। ନମ୍ବର 30 ଥିବ ଆଚ୍ଛା ଆଚ୍ଛା। ମାଲକାନଗିରି, କିନ୍ତୁ ଆମେ ସବୁ କ୍ଷେତ୍ରରେ ଆଗରେ ଅଛୁ। Oh, that is a great pleasure, and one should feel proud of the same. ଆଉ And ଏ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ଜଜ୍ କନଫରେନ୍ସରେ ତାଙ୍କର ଉଚ୍ଚାରଣ ହେଇଛି ଯେ ଆମେ ହଁ, ପ୍ରତିଟି ଷ୍ଟାଫଙ୍କୁ ମାନେ ଟ୍ରେଣ୍ଡ କରାଇବା, ଯୋଉଟା କି ଆଜ୍ଞା। ଆମେ ବହୁତ ପୂର୍ବରୁ ଆଲୋଚନା କରିକି ଆରମ୍ଭ କରିଛୁ। ଆଚ୍ଛା। ଆମେ ପ୍ରାୟ ଏଟା 2 ମାସ ହେଲା ଚାଲିଲାଣି। ଗୋଟେ ହଁ, ଥାକରେ ଯାଇଛି, ଆକାଉଣ୍ଟ ଚାଲି ଯାଇଛି। ଏବେ ଆଚ୍ଛା ବର୍ତ୍ତମାନ କେବଳ ଡିଲିଂ ଆସିଷ୍ଟାଣ୍ଟ ମାନଙ୍କୁ ଟ୍ରେନିଂ ଦିଆହଉଛି। ଆଚ୍ଛା। ନାଇଁ, ମତେ ତ ଏବେ ଏଇଠି ଆରଜେ କୁ ଡାକିଥିଲେ, ରେଜୁନାଲ ଜୁଡିସିଆଲ ଏକାଡେମୀ ବ୍ରହ୍ମପୁର ଡାକିଥିଲେ, ଷ୍ଟାଫ କୁ ଡାକିଥିଲେ। ଡିକିରି ଆଜ୍ଞା, ଉପରେ ମୁଁ ପଢେଇକି ଆସିଲି। ଇଏ ପ୍ୟାରିଆମଲ କେସରେ ଡିକିରି ଉପରେ କେସ୍, ସେଟା ଜଜମେଣ୍ଟ ଏଇଠି ଷ୍ଟାଫ। ଆପଣଙ୍କ ରେଜୁନାଲ ଏକାଡେମୀ ଟା କୋଉଠି? ଜୟପୁର? ଜୟପୁର। ଆଜ୍ଞା। ହଉ, ଏନିୱେ, ବର୍ତ୍ତମାନ ଲଞ୍ଚ ବ୍ରେକ୍ ପରେ ଆମେ ଫାର୍ଷ୍ଟ ଇୟରିଂ ମ୍ୟାଟରକୁ ଆସିବା। ଫାର୍ଷ୍ଟ ଇୟରିଂ ମ୍ୟାଟରରେ ଇଣ୍ଟରେଷ୍ଟିଂ। ଫାର୍ଷ୍ଟ ଇୟରିଂ ମ୍ୟାଟରରେ ଆପଣଙ୍କର ପଡିବ
ଷ୍ଟାଫ ବନ୍ଧୁ ମାନେ ଆପଣ ମାନେ ରଖିଦିଅନ୍ତୁ, ଫାଷ୍ଟ ହିୟରିଂ ମ୍ୟାଟରରେ ବେଲ୍, consideration of charge, defense, argument, recording of a statement of the accused under section 313 CRPC, then judgment। ଏଇଟା ସାର୍ ଏଇଟା ଆହୁରି ଆଉ 1.5 ଘଣ୍ଟା ନବ, କଣ କରିବି? ଆପଣ ଯେତିକି ଆଜି କହିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ଅଛି ନା ସେତିକି କୁହନ୍ତୁ। ଯେତିକି ଏମିତି ନୁହେଁ ମୁଁ ଯେ ଆଜି ଆମେ ଶେଷ କରିଦଉଛୁ। ଇଏ ତ ଆଁ? ଅୟମାରମ୍ଭ। ଇଏ ଅୟମାରମ୍ଭ। ଆମେ ଯେତିକି ଆମେ ଆପଣଙ୍କୁ କିଛି ଦେଇପାରୁନି, କେବଳ ଭକ୍ତି ଆଉ ସହଯୋଗ ଆଉ ଆମର ଶ୍ରଦ୍ଧା ସୁମନ। ନାଇଁ ନାଇଁ, ମୁଁ ସେଥିରେ କିଛି ଅସୁବିଧା ନାହିଁ ଯେ, ସେଥିରେ ଆମର ଇଟ୍ ଇଜ ମାଇ ପ୍ଲେଜର ଟୁ ସେୟାର ମାଇ ନଲେଜ with my officers, with my staff, with my brothers and sisters। ଓକେ, 1 ମିନିଟ ନଉଛି। ଆଜ୍ଞା। ଏଇଟା ଏଇଟା ଗୋଟେ କଣ୍ଟିନ୍ୟୁ ପ୍ରୋସେସ ହବ। ଆମେ ଘଣ୍ଟାଟେ କାମ ସରିଲା, ଘଣ୍ଟାଟେ ରିଲାକ୍ସ। ହ୍ୟାଲୋ, ହଁ ସାର୍ ଶୁଭୁଛି? ଆଜ୍ଞା, ଆମର ଯୋଉ ହଁ ଜେଏମଏଚ ଅଛନ୍ତି ଆଦିତ୍ୟ ପୃଷ୍ଟି, ଆଜ୍ଞା, ତାଙ୍କ ମୁହଁରୁ ବାହାରୁଛି ଯେ ଆପଣଙ୍କର ଗୋଟେ କଳିଙ୍ଗ ଲ ହାଉସ ର ଗୋଟେ ବହି ପ୍ରିଣ୍ଟ କରାହେଇଛି ଆପଣଙ୍କର, ଦିସ୍ ମାନେ ଇଜ ଦି ବୁକ୍, ଦିସ୍ ଇଜ ଆଜ୍ଞା। ଦି ବୁକ୍। ଆଚ୍ଛା, ଯଦି ସେଥିରୁ କିଛି ବହି ଅଛି, ୱି କ୍ୟାନ୍ ପରଚେଜ ବାଇ ଆୱାର ଓନ୍ ରିକ୍ୱାରମେଣ୍ଟ, ଫର ଆୱାର ଓନ୍ ନାଇଁ, ରିକ୍ୱାରମେଣ୍ଟ। ସେଇଟା ଆପଣ ୟୁ କ୍ୟାନ୍ ଅର୍ଡର କଳିଙ୍ଗ, ମୋ ପାଖରେ ତ ଆଉ ନାହିଁ, ମୁଁ ତ ତାଙ୍କୁ କପିରାଇଟ ଦେଇ ଦେଇଛି ନା। ଆଚ୍ଛା ଆଚ୍ଛା। ମୁଁ ଦେଇଦେଇଛି। ଏଇଠି ଶଶିକାନ୍ତ ମିଶ୍ର, ଜଷ୍ଟିସ ଶଶିକାନ୍ତ ମିଶ୍ର ଥିଲେ। କିଏ କୋଉ ସାର୍, ଏଇ ସାର୍ କି କହିଲେ କି ଆପଣଙ୍କର ରାଇଟ ହ୍ୟାଣ୍ଡ ସାଇଡ୍ ଯୋଉ ବସୁଛନ୍ତି ସେଇ ସାର୍? ହଁ 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 ହଁ। କିଏ ମୋ ବହି ଦେଖିଛନ୍ତି? ହଁ ସେ ଦେଖିଛନ୍ତି, ପଢୁଛନ୍ତି ମଧ୍ୟ। ଆପଣ ଉପାଧ୍ୟାୟ ଅନେଷ୍ଟଲି କହିଲେ whether it is benefit or not? ଆଜ୍ଞା ସାର୍, ଆମ ନ୍ୟୁଲି ମାଜିଷ୍ଟ୍ରେଟ୍ ଆମ ପାଇଁ ବହୁତ ବେନିଫିସିଆଲ ହେଲା। ୟେସ୍, ମୁଁ ବର୍ତ୍ତମାନ ମତେ ବାରମ୍ବାର ଏବେ ଏକାଡେମିକ ଯେତେବେଳେ ଯାଇଥିଲି, ଏବେ ଆଉଥରେ ମତେ ପ୍ରେସର କରାଯାଇଛି ଆପଣ ସିଭିଲ ଜଲ୍ଦି ଲେଖିକି ଦିଅନ୍ତୁ ବୋଲି। ମୁଁ ହଁ ସିଭିଲ ସିଭିଲ ପ୍ରୋସେସରେ ଅଛି। ହଁ। ସିଭିଲ ସିଭିଲ ଲେଖିଦେଇଛି, 80 ପୃଷ୍ଠା ଲେଖିଦେଇଛି। ସେଟା ମୁଁ କ୍ରସ୍ ଚେକ୍ କରୁଛି, କ୍ରସ୍ ଚେକ୍ କରିକିରି ମୁଁ ଚେଷ୍ଟା କରୁଛି। ଏଇଟା ଆପଣ କଳିଙ୍ଗ ଲ ହାଉସ୍, ଆଜ୍ଞା ଜାଣିଛନ୍ତି କଳିଙ୍ଗ ଲ ହାଉସରେ ଆଉ 10-12ଟା ଅଛି ବହି, ଆଉ ନାହିଁ। ଆପଣ ତାକୁ କୁହନ୍ତୁ, ସେ କହିଲେ ସୋ ଦ୍ୟାଟ୍ ଏଇଠି ଯେତେବେଳେ ଶଶିକାନ୍ତ ମିଶ୍ର ଥିଲେ, ଏଇଠି ଏଣ୍ଟାୟାର ଜର୍ସିପ ପାଇଁ ବୋଲି ମଗେଇଦେଲେ, ବହି ବହି ମଗେଇ ଦେଇକିରି ପଠେଇଦେଲେ। ମୋ ପାଖରେ କି ଅଳ୍ପ 5-7ଟା ଖଣ୍ଡେ ପିସ୍ ଥିବ, ଆଉ ନଥିବ ସେ ଜିନିଷ। ସାର୍ ସେଥିରେ ଆପଣ କାରେକ୍ସନ ହବ 20-30ଟା ଖଣ୍ଡେ, ବହୁତ ପ୍ରିଣ୍ଟିଂ ମିଷ୍ଟେକ୍ ଅଛି। ସେ ଗୋଟେ ଝିଅ ପିଲାଟି କରିଦେଲା, ମୋର ଦୁଃଖଦ କଥା, ମୋ ପବ୍ଲିସରଟା ମରିଗଲା। ଓହୋ ହୋ। ହଁ, ତେଣୁକରି ବହୁତ ବହୁତ ଆଇ ଏମ୍ ଇଣ୍ଡେପ୍ଟେଡ୍ ଟୁ ଦ୍ୟାଟ୍ ପବ୍ଲିସର। ଏତେ ସୁନ୍ଦର ସେ ବହିଟାକୁ ମୋର ପ୍ରିପେୟାର କଲେ, କହିଲେ ନା ସାର୍ ଏବେ ମୁଁ ବର୍ତ୍ତମାନ ସିଭିଲ ପାଇଁ ବୋଲି ଚିନ୍ତିତ। ଆଚ୍ଛା, ଏବେ ଆପଣ କଣ କରିବା? ଏବେ ବର୍ତ୍ତମାନ ଫାଷ୍ଟ ହିୟରିଂ ମ୍ୟାଟରକୁ ଯିବା। ଆଜ୍ଞା। ଫାଷ୍ଟ ହିୟରିଂ ମ୍ୟାଟର ଗଲେ ପ୍ରାୟ ସବୁ କୋର୍ଟରେ ସେମ୍ ଫାଷ୍ଟ ହିୟରିଂ ମ୍ୟାଟର, କିନ୍ତୁ ଇନିସିଆଲ କୋର୍ଟ ଗୁଡାକରେ, ବିଶେଷତଃ ଜେଏମଏଫସି କୋର୍ଟରେ ଆଉ ଏସଟିଜିଏମ କୋର୍ଟରେ ବେଲ୍ ମ୍ୟାଟର ଯେତେବେଳେ ପଡିବ, ସେ କଣ କରିବେ? ଆଗେ ସିଏସ୍ଆଇ ଆଣିବ ତାଙ୍କର ବେଲ୍ ଗୁଡାକ। ସିଏସ୍ଆଇ କି ଯାହା ଦରକାର, ଏଇଠି ଗୋଟେ କଥା କହିଦେବି, ଆପଣଙ୍କ ସିଏସ୍ଆଇ ଯେତେବେଳେ ଆଣିକି ପ୍ରାଥମିକ ଷ୍ଟେଜରେ ଆପଣ ଯେତେବେଳେ ବେଲ୍ ଛାଡ଼ିଥିବେ, ବିଫୋର ସବମିଶନ ଅଫ୍ ଦି ଚାର୍ଜସିଟ୍, ଆପଣ ଯଦି ଛାଡ଼ିଛନ୍ତି, till submission of the charge sheet, the accused need not appear before the court on all adjournments। ଏଇଟା ଜାଣିଛନ୍ତି? ଆଉ ତାକୁ ଦୌଡେଇବେନି। ଯୋଉ କେସରେ ବିଫୋର ସବମିଶନ ଅଫ ଦି ଚାର୍ଜ ସିଟ୍, ଆଜି ଏଫଆଇଆର ହେଲା, ତାକୁ ପୁଲିସ ଆରେଷ୍ଟ କରିକି ଆଣିଲା, ଆପଣ କୌଣସି କାରଣରୁ ତାକୁ ଜାମିନ ଦେଇଦେଲେ, ଆଉ ଯୋଉ ଡେଟ୍ ଗୁଡାକୁ ପଡିବ ଟିଲ୍ ସବମିଶନ ଅଫ ଦି ଚାର୍ଜ ସିଟ୍, ଆମର କ୍ଲାର୍କ ବନ୍ଧୁ ମାନେ ମଧ୍ୟ ମନେ ରଖିଥାନ୍ତୁ, ସେ ଟିଲ୍ ସବମିଶନ ଅଫ ଦି ଚାର୍ଜ ସିଟ୍, ସେଟା ଜିଆରସିଓର 74 ନା 75 ଧାରାରେ ଅଛି। ଆପଣ ଦେଖିବେ ଟିଲ୍ ସବମିଶନ, କେସ୍ ଲ ମଧ୍ୟ ଅଛି। Till submission of the charge sheet, the accused need not appear before the court on each adjourned date of the hearing। ଚାର୍ଜସିଟ୍ ଆସିଲା ପରେ ଆପଣ ଦୁଇଟା କଥା କରିବେ। ଚାର୍ଜସିଟ୍ ଆସିଲା ପରେ ଆପଣ ଏକ୍ୟୁଜକୁ ସମନ ଲେଖିବେ, ଆଉ ବେଲରକୁ ନୋଟିସ୍ ଦେବେ ଟୁ କଜ୍ ଏପିୟରାନ୍ସ ଅଫ୍ ଦି ଏକ୍ୟୁଜ୍ଡ। ତାପରେ ମୁଁ ଯିବି ପ୍ରିଭିୟସ୍ ବେଲ୍ କଥା ଯିବି, ବେଲ୍ ଜମ୍ପ କଥା ଯିବି। ସିଏସ୍ଆଇ ପାଖରେ ଯେତେବେଳେ ସିଏ ଆଣିବ
ବେଲ୍ ପାଇଁ ବୋଲି ପକେଇବ, ସିଏସ୍ଆଇ ପାଖରେ ଆପଣ ଟିକେ ଟ୍ୟାକ୍ଟଫୁଲ ହବାକୁ ପଡିବ। ସିଏସ୍ଆଇ ଯେତେବେଳେ ନୂଆ କେସ୍ ଆଣିବ, ସେ କଣ କରିବ? ଆଜି ଏଫଆଇଆର ହେଇଛି, ତାକୁ ଆରେଷ୍ଟ କରିକି ଆଣିଛନ୍ତି, ଆଉ ଆପଣମାନେ ତାକୁ କେସ୍ ଆପ୍ଲିକେସନ ପଡିଲା, ବେଲ୍ ଆପ୍ଲିକେସନ ପଡିଲା, ଆପଣ କଣ କରୁଛନ୍ତି? କନସିଡରେସନ ଅଫ ଦ ବେଲ୍ ଆପ୍ଲିକେସନ ରଖୁଛନ୍ତି, ଆଉ କେସ୍ ଡାଏରୀ କଲ୍ ଫର କରୁଛନ୍ତି। ଏଇଟା କୋଉଠି ଅଛି? ମାଜିଷ୍ଟ୍ରେଟ ବନ୍ଧୁ ମାନେ ମତେ ଟିକେ ଉତ୍ତର ଦେବେ। ବୁଝିହେଲାନି? ଆପଣ ଗୋଟେ ମୁଦଲାକୁ ଆପଣ ଆରେଷ୍ଟ କରିକିରି ଆଣିଲେ, ସିଏସ୍ଆଇ ଆପଣଙ୍କ ପାଖରେ କେସ୍ ପକେଇଲା, ସିଏସ୍ଆଇ ପାଖରେ ଯୋଉ ରେଜିଷ୍ଟରଟା ଥାଏ, ଜେନେରାଲ ରେଜିଷ୍ଟରଟା, ଦାଟ ଇଜ କଲ୍ଡ R2, ନଟ୍ R1। ହେଲା, ସେ ରେଜିଷ୍ଟରଟା କଣ କରିବେ? ସେ ଯେତେବେଳେ ସେ ଆପଣଙ୍କ ପାଖରେ ପୁଟଅପ୍ କରିବେ, ଆଉ ଦେଖିଲେ ଆପଣ ଉଭୟ ପକ୍ଷ ଶୁଣିଲେ, ଓକିଲଙ୍କର ସେଥିରେ वकालतनामा ଅଛି, ବେଲ୍ ଆପ୍ଲିକେସନ ଅଛି। ୟୁ ଥିଙ୍କ ଇଟ୍ ପ୍ରପର that the bail application should be heard on some other date. Until then, the accused is to be remanded to the jail custody and the concerned police be called for to submit the further case diary. ଏଇଟା କୋଉଠି ଅଛି? ଆମେ ଡୋଣ୍ଟ ମାଇଣ୍ଡ, ଡୋଣ୍ଟ ଟେକ୍ ଇଟ୍, ପ୍ଲିଜ ଅନେଷ୍ଟଲି କହୁଛି, ଡୋଣ୍ଟ ଟେକ୍ ଇଟ୍। ଆଜି ଯଦି ଜାଣିନାହାନ୍ତି, ନିଶ୍ଚିତ ହେଇଯିବେ ଆଜି। ଏବେ ସାର୍ କିଛି କିଛି ପରିବର୍ତ୍ତନ ଏଥିରେ ହେଇଛି। କଣ? ମାନେ ସୁପ୍ରିମକୋର୍ଟ କହିଛନ୍ତି ଯେ 14 ଦିନ ଭିତରେ ଆଜ୍ଞା। ସେସନ୍ସ କୋର୍ଟ ତାଙ୍କର ବେଲ୍ ମ୍ୟାଟର ଡିସ୍ପୋଜାଲ କରିବେ ଏବଂ ହୁଁ। ୱିକ୍ ଜେଏମଏଫସି କୋର୍ଟ ବା ଏସଡିଜିଏମ କୋର୍ଟ ଏମାନେ ସବୁ ତାଙ୍କର ବେଲ୍ ମ୍ୟାଟର ଡିସ୍ପୋଜ ଅଫ୍ କରିବେ। ଓକେ, ଦ୍ୟାଟ ଇଜ ଓ ଗାଇଡଲାଇନ। ହଁ। ଆମେ କଣ ସୁପ୍ରିମ। କରୁଛୁ, ହଁ। ଆଜ୍ଞା। ଯେତେବେଳେ କୌଣସି ଆସାମୀକି ସେମାନେ କୋର୍ଟକୁ ଫରୱାର୍ଡ କରୁଛନ୍ତି, ଆଜ୍ଞା। ଆମେ ପୋଲିସ ବା ପ୍ରୋସିକ୍ୟୁଟିଂ ଏଜେନ୍ସିକୁ ହୁଁ। ଆମେ ଏମିତି ଇନଷ୍ଟ୍ରକ୍ସନ ଦେଇ ଦେଇଛୁ ଯେ ହୁଁ। ଫରୱାର୍ଡିଂ ସମୟରେ ସିଡି ସହ ସବୁ ଦିଅନ୍ତୁ। That is, sir, with due respect, that is the mandate of section 167 of the CRPC. ବାସ୍ इंदिरा गांधी की ସେ ଛାଡିଦେଲା କଣ ପାଇଁ? along with the FIR ସେ ଚାର୍ଜ ସିଟ୍ ଦେ କେସ୍ ଡାଏରୀ ଦେଇ ନଥିଲା। That is the mandate of section 167. ଆପଣ ସିଆରପିସି ଯେତେବେଳେ ପଢିବେ, ଆଇ ଏମ୍ ମାଷ୍ଟର ଇନ୍ ସିଆରପିସି, ମୁଁ କହିବିନି, ଟିକେ ଗର୍ବ ହେଇଯିବ। ବୁଝିପାରିଲେ ନା? ସେଇଟା କିନ୍ତୁ ତା ବାଦ ମତେ ଆପଣ 7 ଦିନ କୁହନ୍ତୁ କିମ୍ବା 14 ଦିନ କୁହନ୍ତୁ, ଯୋଉ ରଖୁଛନ୍ତି 14 ଦିନ ଭିତରେ କେସ୍ ସାରିବେ, ସେ ସୁପ୍ରିମକୋର୍ଟ ବହୁତ ବହୁତ କଥା କହିଯାଏ। ଯେତେବେଳେ ଗ୍ରାଉଣ୍ଡ ରିଆଲିଟି ଆସିଲା ବେଳକୁ ଅସୁବିଧା ହେଇଯାଏ। ଆପଣଙ୍କ ସେ ଆଜିକାଲି କହିଛି ବେଲ୍ ଗୁଡାକ ମଡାଲିଟିସ୍ ମଧ୍ୟ ଚେଞ୍ଜ କରିଦେବେ। କେସ୍ ସିକ୍ୟୁରିଟି ନଦେଲେ ଆପଣ କର୍ପସ ଫଣ୍ଡରୁ ଦେବେ, ସେ ତାକୁ ପପର ଇଏ କରିବେ, ପିଆର ବଣ୍ଡ ଛାଡ଼ିଦେବେ, ବହୁତ କଥା କହିଦଉଛନ୍ତି। ଆପଣଙ୍କର ଆମର ମାଜିଷ୍ଟ୍ରେଟ ସାହେବ ନିଜର ବେକଟାକୁ କାଟିକି ଡେମୋକ୍ଲେସର ଖଣ୍ଡା ତାର ମୁଣ୍ଡଟା ଉପରେ ଝୁଲି ଥାଉଛି। ଆପଣଙ୍କୁ ସେ ଡରିବ, ସିଜିଏମକୁ ଡରିବ, ହାଇକୋର୍ଟକୁ ଡରିବ, ସୁପ୍ରିମକୋର୍ଟକୁ ଡରିବ, କରିବ ଚେକ୍ ଆଣ୍ଡ ବାଲାନ୍ସ କରିବ। ତଥାପି ଆପଣଙ୍କର କଥା ଅନୁସାରେ 7 ଦିନ କିମ୍ବା 14 ଦିନ, ଆପଣ କଣ କଲେ? ଆଜି ଆସିଲେ, ଆପଣ 7 ଦିନ ଭିତରେ କରିବାକୁ ପଡିବ। ଆପଣ ତାକୁ କଣ କଲେ? 2 ଦିନ ରିମାଣ୍ଡ କଲେ। 2 ଦିନ ରିମାଣ୍ଡ କରିକିରି ପୁଲିସକୁ କଣ କହିଲେ? କେସ୍ ଡାଏରୀ ଦିଅ କହିଲେ। ଏଇଟା କୋଉଠି ଆପଣ ପାୱାର ଅଛି କଲ୍ କଲ୍ ଫଲ୍ କରିବାର? ନୂଆ ଆମର ଜୁଡିସିଆଲ ଅଫିସର ମାନେ, ଆପଣ ଜାଣି ଖୁସି ହେବେ, ଏଇଟା 172 ଧାରାରେ ଅଛି। ମନେ ରଖିଥିବେ। ହେଲା, ଆମେ ଖାଲି ପ୍ରାକ୍ଟିସରେ ପଡି ଯାଇଛେ, ଖାଲି ଡାକି ଦଉଛେ, ମାଗି ଦଉଛେ, କିନ୍ତୁ ଦ୍ୟାଟ ଇଜ ଦି ମ୍ୟାଣ୍ଡେଟ୍। ଆପଣ ୟୁ କ୍ୟାନ୍ କଲ୍ ଫର୍ ଫର୍ଦର କେସ୍ ଡାଏରୀ ଫ୍ରମ୍ ଦି କୋର୍ଟ। ଦିଟା ପ୍ରକାର ଅଛି, ସେ ଆପଣଙ୍କ ପାଖରେ ପ୍ରଡ୍ୟୁସ କଲା ବେଳକୁ 166 ଧାରାରେ, ଏଲାଙ୍ଗ ୱିଥ ଦି ଏଫଆଇଆର ସେ ଅପଡେଟ କେସ୍ ଡାଏରୀ ଦବ। ଏଲାଙ୍ଗ ୱିଥ, ଯଦି ଆପଣ ତା ସହିତ ମଧ୍ୟ ସନ୍ତୁଷ୍ଟ ନାହାନ୍ତି କାହିଁକି? ପୁଲିସକୁ ମଧ୍ୟ ସମୟ ନଥାଏ। ଆପଣଙ୍କ 24 ଘଣ୍ଟା ଭିତରେ ସେ ଇନଭେଷ୍ଟିଗେସନ ସାରିଦେବ ବୋଲି କଣ ମାନେ ଅଛି କି? ସେଥିପାଇଁ ତ ସେ ଆପଣଙ୍କ ପାଖରେ ଆଣିକି ପ୍ରଡ୍ୟୁସ କଲା, ମୁଦଲାକୁ ହାଜର କଲା ଆପଣଙ୍କ ପାଖରେ। କିନ୍ତୁ ଆପଣ ତାକୁ କଣ କଲେ? କଲ୍ ଫର କଲେ। ମନେକର ଗୋଟେ ଲୋକକୁ ମାଡ଼ ହେଇଛି, ସିଏ କଣ କରିଛି? ମେଡିକାଲରେ ଯାଇନାହାନ୍ତି, ମେଡିକାଲ ବାଲା ତାକୁ ରିପୋର୍ଟ ଦେଇନାହାନ୍ତି, ପୁଲିସ ବାଲା କଣ କରିବ? ଆପଣ କଣ କରୁଛନ୍ତି? ସେଇଟା 325 କି 326 କି 307 କି କେତେ ଜାଣିବା ପାଇଁ ଆପଣ କଣ କରୁଛନ୍ତି? ମେଡିକାଲ ରିପୋର୍ଟଟା ମାଗୁଛନ୍ତି। ସେଇଟା କୋଉ ଧାରାରେ? ଆଜିଠୁ ମନେ ରଖିଥାନ୍ତୁ, ସେଇଟା 172 ଧାରାରେ ସିଆରପିସିର। ଓକେ, ସିଆରପିସିର 172 ଧାରା କେତେବେଳେ ପଢିବେ, ବୁଝିପାରିଲା? କେସ୍ ଡାଏରୀରେ ଆପଣ ରିଲାଏ କରିକିରି କୋର୍ଟ ଜଜମେଣ୍ଟ ଦେଇପାରିବେ, ମନେ ଅଛି? ବୁଝିପାରିଲେ ନା? ଆପଣ ଇଏ ହେଇଯିବେ। ବହୁତ ସୁନ୍ଦର କେସ୍ 1948 ମସିହାରେ ସୁପ୍ରିମକୋର୍ଟ, ଆମର ଓଡ଼ିଶା ହାଇକୋର୍ଟ ଯେତେବେଳେ ନୂଆ ନୂଆ ହେଲା, 1948 ନା 52 ମସିହାରେ, ବେବା କେସ୍, କି ପୁରା ନାଁଟା ଜାଣିନି, କେସ୍ ଡାଏରୀଟାକୁ ଆପଣ ମଧ୍ୟ କେମିତି ବ୍ୟବହାର କରିପାରିବେ, ସୋ ଟୁ ଡିସ୍ପୋଜ ଅଫ୍ ଦି କେସ୍ that cannot be read into evidence but that can be aid for the purpose of inquiry and trial ବୋଲି ଲେଖା ହେଇଛି।
172 ଧାରାଟାକୁ ବେଳେ ବେଳେ ପଢିବେ। ମୁଁ ଆପଣଙ୍କର ଅଫିସର ମାନଙ୍କୁ ଦୟାକରି କହୁଛି, ଆପଣ ସିଆରପିସିରେ ଯେତେବେଳେ ପଢିବେ 167, 267, 209, 309 ଏଗୁଡାକ ଧାରା ଗୁଡାକ ବହୁତ ଇମ୍ପୋର୍ଟାଣ୍ଟ ଧାରା ଗୁଡାକ ଆପଣ ସବୁ ଟିକେ ବେଳେ ବେଳେ ଯେତେବେଳେ ଫୁର୍ସତ ହଉଥିବ, ବହୁତ ଜିନିଷ ଇଣ୍ଟରେଷ୍ଟିଂ, ବୁଝିପାରିଲ, ଦି ଟେଷ୍ଟ ଅଫ ଦି ପୁଡିଂ ଇଜ ଇନ୍ ଇଟ୍ସ ଇଟିଂ। ଆପଣ ବହୁତ ଜିନିଷ ଜାଣିବେ। ଆମେ ଏଇ ପ୍ରକାର ଆମର ଟିକେ ଦୁର୍ବୁଦ୍ଧି ଥାଏ, ଯେତେବେଳେ ଆମର ଟିକେ ସମୟ ମିଳେ ଏଇ ଜିନିଷ ଗୁଡା ଟିକେ ଭିତରକୁ ଆମେ ଯାଉ, ଏଇଟା କୋଉଠି କୋଉଠି କଣ ଲେଖା ହେଇଛି ଟ୍ରିକ୍ ଗୁଡାକ ଆମେ ଧରିଥାଉ। ସେତେବେଳେ ବେଳେ ବେଳେ ଆମେ ଡିଫେନ୍ସ ଲୟରକୁ ପ୍ରସିକ୍ୟୁସନ ଲୟରକୁ ପଚାରିବୁ। ଏନିୱେ, ଯେତେବେଳେ ସିଏସ୍ଆଇ ଆଣିକିରି ଆପଣ ଦେଲେ, ଆପଣ କଣ କରିବେ, ସେଇ କେସ୍ ଡାଏରୀ ପାଇଁ ବୋଲିକିରି ଆପଣ କଲ୍ ଫଲ୍ କରିକିରି ଆପଣ ଯାହା ଏବେ ଜିଲ୍ଲା ଜଜ୍ ମହୋଦୟ କହିଲେ 7 ଦିନ କିମ୍ବା 14 ଦିନ, ଏଜ୍ ପର୍ ଦି ଇଏ ଷ୍ଟାଟସ୍ ଅଫ୍ ଦି କୋର୍ଟ। ତଳ କୋର୍ଟ ହେଇଥିଲେ 7 ଦିନ, ଆପଣ ଜିଲ୍ଲା ଜଜ୍ କୋର୍ଟ ହେଇଥିଲେ 14 ଦିନ ଭିତରେ ଆପଣ ବେଲ୍ ଆପ୍ଲିକେସନ ଡିସ୍ପୋଜ ଅଫ୍ କରିବେ। ହେଲା, ହେଲେ ଏଠି ଯେତେବେଳେ ଆପଣଙ୍କ ପାଖରେ ମୁଦଲା ଆସିକିରି କ୍ଲାର୍କ ବନ୍ଧୁ ମାନେ ଇଏ କରନ୍ତୁ, ସିଏ ସହିତ ଆପଣଙ୍କର କୋର୍ଟ ସବ ଇନ୍ସପେକ୍ଟର, ସିଏ ଆପଣଙ୍କର ଷ୍ଟାଫ, ବୁଝିଲେ, ସିଏ ଆପଣ ଦେଖିବେ ସେଥିରେ ଆପଣଙ୍କର ଦସ୍ତଖତଟା ନଉଥିବେ। ଯେତେବେଳେ କୌଣସି ମୁଦଲା ଆପଣ ପାଖରେ ଆରେଷ୍ଟ ହେଇକି ଆସିଲା, ତାର ଦରଖାସ୍ତଟା ଆପଣ ଅର୍ଡର ସିଟରେ ତାର ଦସ୍ତଖତଟା ଅର୍ଡର ସିଟରେ ଆପଣ ନେବେ ଇନ୍ ଟୋକନ ଅଫ ପ୍ରଡକ୍ସନ ବିଫୋର ଦି କୋର୍ଟ। ଏଇଟା 167 ଧାରା ସିଆରପିସି ରେ ଲେଖା ଯାଇଅଛି। ହେଲା, ହେଲେ ଏଠି ମାଜିଷ୍ଟ୍ରେଟ ବନ୍ଧୁ ମାନେ ଯଦି ଇଏ କରିବେ, ଏବେ ପୋଲିସ ରିମାଣ୍ଡ ଅଛି ନା ନାଇଁ? ଅଛି। ନିଶ୍ଚିତ ନିଶ୍ଚିତ ଭାବେ ଅଛି। ହେଲା, ପୋଲିସ ରିମାଣ୍ଡର ଇମ୍ପୋର୍ଟାଣ୍ଟ କେସ୍ ଲ କୋଉଠି ଆପଣ ମୋ ମାଜିଷ୍ଟ୍ରେଟ ବନ୍ଧୁ ମାନେ କହିପାରିବେ? ସିବିଆଇ ଭର୍ସେସ ଅନୁପମ କୁଲକର୍ଣ୍ଣି। ସିବିଆଇ ଭର୍ସେସ ଅନୁପମ କୁଲକର୍ଣ୍ଣି ଆପଣ ଗୁଗଲରେ ମାରିଦେବେ, ପଳେଇ ଆସିବ। ବୁଝିପାରିଲେ ନା? ସେଇଟା 2002 ଭଲ୍ୟୁମ 2 ବୋଧେ OLR 32 କି 36 ଥିବ। ଆପଣ କେସ୍ ସାଇଟେସନ ସହିତ ସମ୍ପୃକ୍ତ ନାହିଁ। ସିବିଆଇ ଭର୍ସେସ ଅନୁପମ କୁଲକର୍ଣ୍ଣି। କେତେବେଳେ କଣ କରିବେ ଏ ଜିନିଷ ଗୁଡାକ କ୍ଲାର୍କ ବନ୍ଧୁ ମାନେ ମଧ୍ୟ ମନେ ରଖିଥାନ୍ତୁ। ଆପଣଙ୍କ ପାଖରେ ଯେତେବେଳେ ପଡିବ, ସେଥିରେ ମଧ୍ୟ ଆପଣ ଯୋଉଠି ମୁଦଲାକୁ ସେ ଆଗରୁ ଅବସ୍କାଣ୍ଡ ହେଇଯାଇଥିବ ବା ତାକୁ ଫର୍ଦର ଇନକ୍ୱାରି ଆପଣ 173(8) ତାକୁ ଆଉଥରେ ଫର୍ଦର ଇନଭେଷ୍ଟିଗେସନରେ ଆଣିବେ, ସେଇଠି ମଧ୍ୟ ସେ ମାଗିବ ବେଳେ ବେଳେ ଆପଣମାନଙ୍କୁ। ସେଇଠି ସେତେବେଳେ ଆପଣଙ୍କ ପାଖରେ କେସ୍ ରେକର୍ଡ ଆପଣଙ୍କ ପାଖରେ ଥିବ, ସେତେବେଳେ ଆପଣ ଡିଲ୍ କରିପାରିବେ ନାହିଁ। ଦାଉଦ ଇବ୍ରାହିମ କେସରେ ଏଇ ପ୍ରକାର କେସ୍ ଯାକ ସବୁ ଡିସାଇଡ୍ ହେଇଛି। ମୋର ଯୋଉ ବହିଟା ମାଜିଷ୍ଟ୍ରେଟ ବନ୍ଧୁ କହିଲେ ବହୁତ କଷ୍ଟ କରିକି ସେଇ କେସ୍ ଲ ଗୁଡାକ ସେଥିରେ ଲେଖିଛି। ଆପଣ ଦୟାକରି କେତେବେଳେ ପଢିବେ, ସେତେବେଳେ ପଢିଲେ ସେଥିରେ ଜଣା ପଡିବ। ଆପଣ ମନେ ରଖିଥାନ୍ତୁ, ପୋଲିସ ରିମାଣ୍ଡଟା ପ୍ରଥମ 15 ଦିନରେ ହବ। ଆଜିକାଲି ସିଆରପିସିରେ ସେଟା ଲେଖା ହେଇଯାଇଛି, ବିଏନଏସଏସ ରେ ମଧ୍ୟ ଲେଖା ହେଇଯାଇଛି ବୋଲି ମୋର ଦୃଢ ବିଶ୍ୱାସ। ଯେତେବେଳେ ସିବିଆଇ ଭର୍ସେସ ଅନୁପମ କୁଲକର୍ଣ୍ଣି କେସ୍ ପରେ ସେଥିରେ ସିଆରପିସିରେ ଆମେଣ୍ଡମେଣ୍ଟ ହେଇକରି ପୋଲିସ ରିମାଣ୍ଡ କ୍ୟାନ୍ ବି ମେଡ୍ ଏଟ୍ ଦି ଇନିସିଆଲ ଷ୍ଟେଜ ଅଫ୍ ଫାର୍ଷ୍ଟ 15 days, ଦେର ଆଫ୍ଟର ନୋ ପୋଲିସ ରିମାଣ୍ଡ। କିନ୍ତୁ ବିଏନଏସଏସ ରେ ଆଜିକାଲି 90 ଦିନ ନା କେତେ କରିଦେଇଛି ବୋଲି ମୋର ଯାହା ପାଠ ପଢିକି ମୁଁ ଜାଣିଛି, ଆପଣ ମାନେ ଜାଣିଥିବେ 90 ଦିନ ପର୍ଯ୍ୟନ୍ତ ମଧ୍ୟ ପୋଲିସ ରିମାଣ୍ଡ ହେଇପାରିବ ବୋଲି ବୋଧେ ଲେଖା ହେଇଛି। ମୋର ମୁଁ ନିଶ୍ଚିତତାର ସହିତ କହିପାରିବିନି, କିନ୍ତୁ ସେଥିରେ ଲେଖା ଯାଇଛି ବୋଲି ମୁଁ ଶୁଣୁଥିଲି। ମୁଁ ଦେଖିନି, ବହି ଗୁଡାକ ଆଣିଛି, କିନ୍ତୁ ତାପରେ ସେତେଟା ମୁଁ ଆହୁରି ଡିପଲି ମୁଁ ଯାଇନି। ହେଲା, ଏଇଟା କରିବେ। ଏଇଟା ଯେତେବେଳେ ଆପଣ କରିବେ, ପ୍ରଥମ 15 ଦିନ ଭିତରେ ପୋଲିସ ରିମାଣ୍ଡ କରିବେ। ପୋଲିସ ରିମାଣ୍ଡ ଟିକେ କେୟାରଫୁଲି କରିବେ। whether magistrate second class can grant police remand or not? ସାର୍ ମାନେ କୁହନ୍ତୁ, ମ୍ୟାଡାମ ମାନେ କୁହନ୍ତୁ, whether magistrate of the second class can grant police remand or not? Certainly, If he is specially empowered. no, 167 ଧାରାରେ ଆପଣ ଦେଖିବେ, ବୁଝିପାରିଲେ ନା? ଦି ମାଜିଷ୍ଟ୍ରେଟ ଅଫ ଦି ସେକେଣ୍ଡ କ୍ଲାସ କ୍ୟାନଟ ଏମ୍ପାୱାର, ବୁଝିଲେ? ଦେଖିବେ ଆପଣ ଯୋଉଟା କହୁଛନ୍ତି ସ୍ପେଶିଆଲି ଏମ୍ପାୱାର୍ଡ କୋଉଠି ଲେଖା ହେଇଛି? ସେଥିରେ ଏକା ଲେଖାଯାଇଛି, 167 ଧାରାରେ ଲେଖାଯାଇଛି, ଆଉ କୋଉଠି ନାହିଁ। ବୁଝିପାରିଲେ ନା? ପୋଲିସ ରିମାଣ୍ଡଟା କେବଳ ସେଠି ଆସିବ, ଆଉ କୋଉଠି ନାହିଁ। ଯେତେବେଳେ ଆପଣଙ୍କୁ ସବୁବେଳେ କହିଦଉଛି 167 ଧାରା 309 ଧାରାକୁ ବାରମ୍ବାର ପଢିବେ। ପୁରୁଣା ପୁରୁଣା କଣ ସିଆରପିସି ର ପଢିବେ। ହେଲା, 167, 267, 209, 309, 207, 208 ଏଗୁଡାକ ଭଲ ଭାବେ ଆପଣ ପୁରା ମୁଖସ୍ଥ ହେଇକି ପଢିବେ। 322, 323 এই ଜିନିଷ ଗୁଡାକ ପଢିବେ। 258, 259 ସିଆରପିସି ର ବଡ ଇଣ୍ଟରେଷ୍ଟିଂ ଜିନିଷ ଗୁଡାକ, ଯୋଉ ସିଆରପିସି ରେ ଯୋଉ ଜିନିଷ ଗୁଡା ଚାପ୍ଟର 18, 19 and 20, ଟ୍ରାଏଲ ବାଇ ଦି ସେସନ୍ସ କୋର୍ଟ, ଟ୍ରାଏଲ ବାଇ ଦି ମାଜିଷ୍ଟ୍ରେଟ, ଟ୍ରାଏଲ ବାଇ ଦି ଇଏ ମାଜିଷ୍ଟ୍ରେଟ, ୱାରେଣ୍ଟ ପ୍ରୋସିଜର ଟ୍ରାଏଲ, ଚାପ୍ଟର 19,
ସମନ୍ସ ଟ୍ରାଏଲ ଚାପ୍ଟର 20 ତାର ସବୁ ଜିନିଷ ଗୁଡାକ ଆପଣ ଲେଖା ହେଇଛି। କନଭର୍ସନ ଅଫ ସମନ୍ସ କେସ୍ ଇନଟୁ ଟ୍ରାଏଲ ଇଏ ୱାରେଣ୍ଟ କେସ୍ ଏ ସବୁ ଅଛି। ଆପଣ ମାନେ ବେଳେ ବେଳେ ବହୁତ ଇଣ୍ଟରେଷ୍ଟିଂ ଜିନିଷ ସେଇଟା ଥରେ ସିଆରପିସି ରେ ଆପଣ ମାହିର ହେଇଗଲେ ତାର କନସିକ୍ୱେନ୍ସ ହେଲା ଆପଣ ନୂଆ ଆପଣ ବିଏନଏସଏସ୍ ବା ସିଆରପିସି ନୂଆ ସିଆରପିସି ଆପଣ ଦେଖିଦେବେ ତାର କରସ୍ପଣ୍ଡିଂ ପ୍ରୋଭିଜନ ଟା ଦେଖିଦେଇକି ଆପଣ ପଢିଦେଇକି ଯାହା କିଛି ଆମେଣ୍ଡମେଣ୍ଟ ହେଇଥିବ କିଛି ନାହିଁ ମୋଷ୍ଟ ଅଫ ଦି ସେକ୍ସନସ୍ ଆର କପି ପେଷ୍ଟ ଆଉ କିଛି ନାହିଁ ସେଥିରେ ସେଗୁଡା ବହୁତ ଅସୁବିଧା ହେଇଛି। ମୋର ବ୍ୟକ୍ତିଗତ ଯାହା ଧାରଣା କେବେ ଗୋଟେ ଏମିତି ସମୟ ଆସିବ ଏଇ ତିନିଟା ଆକ୍ଟଟାକୁ ରିପିଲ କରାହେଇକି ଆଉ ଥରେ ପୁରୁଣା ଆକ୍ଟ ଚାଲିବ। ଯୋଉ ତିନିଟା ପୁରୁଣା ଆକ୍ଟ ଅଛି ସେଇ ତିନିଟା ପୁରୁଣା ଆକ୍ଟ ଆହୁରି ଗୋଟେ ସେଞ୍ଚୁରୀ ପର୍ଯ୍ୟନ୍ତ ଆମର ଭାରତ ବର୍ଷରେ କାମ କରିବ ବୋଲି ମୋର ଦୃଢ ବିଶ୍ୱାସ। ଏନିୱେ ବର୍ତ୍ତମାନ ଯେତେବେଳେ ସିଏସଆଇ ପାଖରେ ଏଇ ଜିନିଷ ଗୁଡାକ ହେଇଗଲା ସିଏସଆଇ କି ଆପଣ କଣ କରିବେ ସିଏସଆଇ କଣ କରିବ ସିଏସଆଇ କି ତାକୁ କହିବେ ବାପା ବେଲ ଯେତେବେଳେ ସେ ତାର କନସିଡରେସନ ପାଇଁ ଆପଣ ପଠେଇଦେଲେ ଜେଲକୁ ସିଏ ୟୁଟିପି ରେଜିଷ୍ଟରରେ ତା ନାଁଟା ଟିକେ ଚଢେଇ ଦିଅ। ୟୁଟିପି ରେଜିଷ୍ଟରରେ ତା ନାଁଟା ଚଢିବେ ଆପଣ ୟୁଟିପି ରେଜିଷ୍ଟର ଆପଣ ବାରମ୍ବାର କହୁଛି ଭାଗବତ ତାକୁ ବାରମ୍ବାର ଆପଣ ସବୁବେଳେ ଆପଣ ପାଖରେ ରଖୁଥିବେ ୟୁଟିପି ରେଜିଷ୍ଟରଟାକୁ ସବୁବେଳେ ମାଜିଷ୍ଟ୍ରେଟଙ୍କ ଆଗରେ ରଖୁଥିବ ସେ ଆଖି ଆଗରେ ଯେମିତି ନାଚୁଥିବ ସେଗୁଡାକ ଦେଖିବେ କାହିଁକି ତାପରେ ବହୁତ ତର୍ଜମା ହବ ଆପଣଙ୍କର 436 437 ଏଇ ପାଠ ଗୁଡାକ ଯେତେବେଳେ ଆସିବ ସେଥିରେ ଆପଣ ଆସିବ କେତେ ଦିନ ସେ ରହିଲା କଣ ରହିଲା ଆପଣ ସେଥିରୁ ଫାର୍ଷ୍ଟ ହ୍ୟାଣ୍ଡ ଇନଫର୍ମେସନ ପାଇପାରିବେ। ସେଥିରେ ଆପଣ ଲେଖିଦେବେ ଆଇସି ୱାରେଣ୍ଟରେ ସେ ଲେଖିଦେବେ ଆଇସି ୱାରେଣ୍ଟ ଦସ୍ତଖତ କରିକି ଆଇସି ୱାରେଣ୍ଟ ସହିତ ମୁଦଲା ପାଇଲି ବୋଲିକରି କୋର୍ଟ କନଷ୍ଟେବଳ ନବ। ଏଇଟା ହେଲା ବର୍ତ୍ତମାନ ଆମର ଭାଇମାନଙ୍କ ପାଖରେ କଣ ହବ ଆମ ଭାଇମାନଙ୍କ ପାଖରେ ଆମର କ୍ଲାର୍କ ବନ୍ଧୁମାନଙ୍କ ପାଖରେ ବା ପେସ୍କାର ବାବୁଙ୍କ ପାଖରେ ତିନି ଚାରିଟା କେସ୍ ପଡିବ। ସିଏସଆଇଙ୍କର ବେଲ୍ ମ୍ୟାଟର ସରିଗଲା ପରେ ଆମର ଫାଷ୍ଟ ଯୋଉମାନେ ଜିଆର କ୍ଲାର୍କ ଥିବେ ଯୋଉମାନେ କରିଥିବେ ଚାର୍ଜସିଟ୍ ପରେ ଯେତେବେଳେ ଆସିଥିବ ସେ ମୁଦଲା ସେ ଆଉଥରେ ପ୍ରିଭିୟସ୍ ବେଲ୍ କଣ୍ଟିନ୍ୟୁ କରିବା ପାଇଁ ବୋଲିକିରି ପିଟିସନ ପକେଇବେ। ହ୍ୱାଟ ଇଜ ଦି ପ୍ରୋସିଜର ଆଡାପ୍ଟେଡ ବାଇ କୌଣସି ଜଣେ କ୍ଲାର୍କ ବନ୍ଧୁ କୁହନ୍ତୁ ଯେତେବେଳେ ପ୍ରିଭିୟସ୍ ବେଲ୍ ସେ ପକଉଛି କଣ କଣ ରିକ୍ୱାରମେଣ୍ଟ ଆପଣ ମାଗୁଛନ୍ତି ଗୋଟେ ଆପ୍ଲିକେସନ ସେ ବେଲର ସେ ଜାମିନଦାର ଆସିଥିବ ସେ ଜାମିନଦାର ଗୋଟେ ମେମୋ ଦଉଛି କି ଆଇ ଏମ୍ ରେଡି ଆଣ୍ଡ ୱିଲିଂ ଟୁ କଣ୍ଟିନ୍ୟୁ ଏଜ୍ ଦି ସ୍ୟୁରିଟି ଅଫ ଦି ଆକ୍ୟୁଜ ବୋଲି ଦଉଛନ୍ତି ନା ନାଇଁ ନାଇଁ ହ୍ୟାଲୋ ମୁଁ ପ୍ରିଭିୟସ୍ ବେଲ୍ରେ କଣ୍ଟିନ୍ୟୁ ହବା ପାଇଁ ବୋଲିକି ଯେତେବେଳେ ଆସେ ସେଇ ଲୋକ କଣ କରନ୍ତି ଗୋଟେ ଦରଖାସ୍ତ ଦିଏ ତା ସହିତ ତାର ପ୍ରିଭିୟସ୍ ବେଲରକୁ ଆଣିଥାଏ ନା ନାହିଁ ଆଣନ୍ତି ହ୍ୟାଲୋ ସାର୍ ଆଣନ୍ତି ସାର୍ ଆଣନ୍ତି ଆଣନ୍ତି ଖାଲି ଆଣିବାଟା ନାହିଁ ସେ ଆଣିକି ସେ ବେଲର ନିଜେ ଗୋଟେ ମେମୋ ଦେବ ଆଇ ଏମ୍ ରେଡି ଟୁ କଣ୍ଟିନ୍ୟୁ ଏଜ୍ ଦି ସ୍ୟୁରିଟି ଅଫ ଦି ଏକ୍ୟୁଜ ବୋଲି ଲେଖାଯିବ। ବୁଝିଲା ଏଇଠି କଣ କରିବା ଆମେ ସେ ବେଲ୍ ଆପ୍ଲିକେସନ ଦେଲା ବେଳେ ବୁଝିପାରିଲା ଏଇ ସବୁ ଦିଟା ତିନିଟା ଜିନିଷ ଅଛି ନା ନାଇଁ ଆପଣ ଦେଖିବା କିନ୍ତୁ ତାକୁ ସମନ୍ସ ପରେ ଇଏ ଚାର୍ଜସିଟ୍ ପରେ ସମନ କରିବାକୁ ମୁଁ କହୁଥିଲି ଆପଣ ତାକୁ ସମନ କରିବେ ଆଉ ତାର ବେଲରକୁ ମଧ୍ୟ ନୋଟିସ କରିବେ ଟୁ କଜ ଏପିୟରାନ୍ସ ଅଫ ଦି ଏକ୍ୟୁଜ। ତାପରେ କଣ ଆସିବ ବେଲ୍ ଜମ୍ପ କେସ୍ ଆସିବ। ବେଲ୍ ଜମ୍ପ କେସ୍ କଣ ଆସିବ ନା ଯୋଉ ଡିଫଲ୍ଟ ସେ କଣ କରୁଛି ବେଲ୍ ନିଜର ମ୍ୟୁଟ୍ ହେଇଗଲା ସାର୍ ମ୍ୟୁଟ୍ ହେଇଗଲା ସାର୍ ହଁ ହ୍ୟାଲୋ ହେଲା ହ୍ୟାଲୋ ହଁ ସାର୍ ଶୁଭିଲା ହଁ ହଁ ସେ ଯେତେବେଳେ ସେ ବେଲ୍ ଜମ୍ପ କେସ୍ ଆସିଥିବ ଆପଣ କ୍ଲାର୍କ ବନ୍ଧୁ ମାନେ କହିବେ ଅଫିସରଙ୍କ ସହିତ ସବୁବେଳେ ସଦ୍ଭାବନାର ସହିତ କଥାବାର୍ତ୍ତା ହେବେ ତୋଡ଼ ଦେଖେଇବେନି ତାଙ୍କୁ ସାର୍ ଏଇ କେସରେ ଏମିତି ହେଇଛି ଅଫିସର କଣ କରିବ ସେଟା ଅଲଗା କଥା ଏଇ ଲୋକଟା ଏତେ ଦିନ ହେଲା ଡିଫଲ୍ଟ ଥିଲା ସାର୍ ଏଇଟା ଏକ୍ୟୁ ଷ୍ଟେଟମେଣ୍ଟ ଷ୍ଟେଜରେ ଡିଫଲ୍ଟ ହେଇଛି ଏଇଟା ଚାର୍ଜ ଷ୍ଟେଜରେ ଡିଫଲ୍ଟ ହେଇଛି ଏଇଟା ଏଭିଡେନ୍ସ ଷ୍ଟେଜରେ ଡିଫଲ୍ଟ ହେଇଛି କହିଲେ ସେ କଣ କରିବେ ତାଙ୍କୁ ଅଫିସର ସେ ଅନୁସାରେ ତାଙ୍କୁ ଡିଲ୍ କରିକିରି ସେ ଡିଫଲ୍ଟ ବେଲ୍ ଯୋଉମାନେ ଥିବେ ତାଙ୍କୁ ବ- ବ- ଅ, ସେ ଅନୁସାରେ ତାଙ୍କର ବେଲ୍ ଦେବେ କି ବେଲ୍ ନ ଦେବେ ଏଇ ସବୁ ଜିନିଷ ଗୁଡାକ ସବୁ ଆପଣ ତାକୁ ସେ ଇଏ କରିବେ। ତାପରେ ଆପଣଙ୍କ ପାଖରେ ତିନି ପ୍ରକାର ଚାରି ପ୍ରକାର ବେଲ୍ ଆସିବ ଡିଫଲ୍ଟ ବେଲ୍ ଆସିବ ବେଲ୍ ଜମ୍ପ ଆସିବ ସିଏସଆଇ ପାଖରେ 1672 ସାର୍ 90 ଡେଜ୍ 120 ଡେଜରେ ଡିଫଲ୍ଟ ବେଲ୍ ଟା ଦିଆହଉଛି ନା ନାଇଁ ଏବେ ଦିଆହଉଛି ସାର୍ ଦିଆ ହଉଛି ବୁଝିପାରିଲା ସେଠି କଣ କରୁଛନ୍ତି ଆପଣ ଏଇଠି ଅଫିସର ମାନଙ୍କର ଦାୟିତ୍ୱ ସେଠି ଆପଣ ଯୋଉମାନେ ଇନିସିଆଲ କୋର୍ଟ ଅଛନ୍ତି କଣ କରୁଛନ୍ତି ସାର୍ ସେଇଟା ତାକୁ ଆପଣ କଣ କରୁଛନ୍ତି ମୁଦଲା ବେଲରେ ଜେଲରେ ଥିଲେ ତାକୁ କଣ କରୁଛନ୍ତି ଆଉ ତାକୁ କଣ କହୁଛନ୍ତି ଯଦି ତାର ଡ୍ୟୁ ହେଇଗଲା
ତ ତାକୁ କହୁଛି କି ତାର ଲିବର୍ଟି ଅଛି ସେ ବେଲରେ ଯାଇପାରିବ ବୋଲିକି ତାକୁ ତା ଆଡଭୋକେଟ କନସର୍ନ କୁ ବି କହୁଛୁ ଇଣ୍ଟିମେଟ କରୁଛୁ କି ଚାର୍ଜସିଟ୍ ଟାଇମରେ ଭେରି ଗୁଡ ତାକୁ କହିବେ ହେଲା। ଆଚ୍ଛା, ଏଠି ଟିକେ ଗୋଟେ ଟିକେ ତର୍ଜମା ହବ। ଆପଣ କଣ କଲେ, ତାକୁ ଗ୍ରାଣ୍ଟ କରିଦେଲେ ବେଲ୍, ବୁଝିପାରିଲେ ନା? ସିଏ ଆଉ ବେଲ୍ ବଣ୍ଡ ଦେଲାନି, ତାପରେ ଚାର୍ଜସିଟ୍ ଦେଇଦେଲା। ଆପଣ କଣ କରୁଛନ୍ତି? ସେ କେସରେ ଯେହେତୁ ଚାର୍ଜସିଟ୍ ଆସିଲା ପରେ ସର୍କମଷ୍ଟାନ୍ସେସ୍ ଚେଞ୍ଜ ହେଇଯାଉଛି, ତେଣୁ କରିକି ଏଗେନ ସେଇଠି ଆମେ ବେଲଟା ଯୋଉଟା ହେଇଥିଲା ସେଟା କଣ୍ଟିନ୍ୟୁ କରୁନୁ। ସେ ଯୋଉ ଡିଫଲ୍ଟ ବେଲଟା ଇମିଡିଏଟଲି ସେ ବେଲ ବଣ୍ଡ ଯଦି ଫର୍ନିଶ କରୁନି ସେ, ତେଣୁ ଚାର୍ଜସିଟ୍ ଯୋଉ ଅଫେନ୍ସ ହିସାବରେ ଆସିଛି ଆମେ କନସିଡର କରୁଛୁ ସେଇ ଯେ ହିସାବରେ। ପପୁ ଯାଦବ କେସ୍ ନା କଣ ଅଛି ଗୋଟେ ପୁରା ବଡ ଜଜମେଣ୍ଟ ଟା, ସେ କେସ୍ ଜଜମେଣ୍ଟ ପଢିଛନ୍ତି? ଆପଣଙ୍କର ଆନ୍ସର 100% କରେକ୍ଟ ହେଲା। କିନ୍ତୁ ଅଧିକାଂଶ କ୍ଷେତ୍ରରେ କଣ କରାଯାଏ, ଯୋଉ ପ୍ରିଭିୟସ ବେଲ୍ ଟା ଦିଆଯାଇଥାଏ ସେ ବେଲ୍ ଟା ସେମାନେ କଣ୍ଟିନ୍ୟୁ କରିଦଉ, ଦ୍ୟାଟ ଇଜ କ୍ୱାଇଟ ରଙ୍ଗ ହେଲା। ଆପଣ ଯୋଉ କହିଲେ, ଆପଣ ଯେହେତୁ ଚାର୍ଜସିଟ୍ ପଳେଇ ଆସିଲା, ଅଲଗା ସାର୍କମଷ୍ଟାନ୍ସ ହେଇଗଲା, ସେତେବେଳେ ତାର ବେଲ୍ ଟା କେମିତି କନସିଡର କରିବେ? ସେ 309 ଧାରା 309 ଧାରା ଅନୁସାରେ କନସିଡର କରିବେ ହେଲା। ଏଠି ଟିକେ ଆପଣ ମାନଙ୍କ ପାଇଁ ଯୋଉମାନେ ଇନିସିଆଲ କୋର୍ଟରେ ଅଛନ୍ତି, ଇଣ୍ଡିପେଣ୍ଡେଣ୍ଟ ମାଜିଷ୍ଟ୍ରେଟ ବା ଏସଟି ମାନଙ୍କର କହୁଛି, ଏଥିପାଇଁ ଟିକେ ସତର୍କ ଆପଣ ଥିବେ। Once you grant the default bail and the accused did not furnish the bail bond before the charge sheet is submitted, he loses his liability, he loses his right। এটা ଟିକେ ଆପଣ ମନେ ରଖିଦିଅ ସବୁବେଳେ। ଆଉ ଏ ଜିନିଷ ଗୁଡା ସବୁ ଦେଖ। ଆଚ୍ଛା, ଏ ଜିନିଷଟା କେମିତି ଡିଫଲ୍ଟ ବେଲ୍ଟା ତାର ଆସିବ ବୋଲି ଆପଣ ଫାର୍ଷ୍ଟ ହ୍ୟାଣ୍ଡ ଜାଣିବା ପାଇଁ କଣ କରିବେ? ଯୋଉ ଯେବେ କେସ୍ ଆମର ଏଫଆଇଆର ଯେବେ ତାକୁ ରିମାଣ୍ଡ କରାହଉଛି, ଆମେ ରେକର୍ଡରେ ଆମେ ଗୋଟେ ଚାମ୍ବରରେ ରଖୁଛୁ ଗୋଟେ ପେପରଟେ, କେବେ ତା ଚାର୍ଜସିଟ୍ ର ଡେଟ୍ କେବେ ରହୁଛି ବୋଲି ଆମେ ଲେଖୁଛୁ, ଜିଆର ସେ ନମ୍ବର। ପେ- ସେ ପେପରଟା ହଜିଗଲେ ୟୁଟିପି ରେଜିଷ୍ଟର ଭେରିଫାଏ କରିବେ, ୟୁଟିପି ରେଜିଷ୍ଟର। ୟୁଟ୍ୟୁବ ରେଜିଷ୍ଟର ଆପଣ କୌଣସି କାଳେ ଦେଖିପାରିଲେନି। ବହୁତ ଭଲ ଜିନିଷ, ଆପଣ ଯୋଉ ତରିକା ଆପଣ କରିଛନ୍ତି, ଆଡାପ୍ଟ କରିଛନ୍ତି, କିଛି ଅସୁବିଧା ନାହିଁ। ସବୁଠୁ ସୁନ୍ଦର ଜିନିଷ ହଉଛି ରେକର୍ଡଟାରେ ଟପରେ ରାଇଟ ହ୍ୟାଣ୍ଡ ସାଇଡରେ ଲାଲ ଅକ୍ଷରରେ ଲେଖିଦେବେ। ଆଜ୍ଞା ସାର୍, ଲିଖୁଛୁ ସେଟା ପେନ୍ସିଲ ମେନ୍ସନ। ନତୁବା ନତୁବା ପ୍ରତି ଅର୍ଡର ସିଟରେ ଟିକେ ଟିକେ ଲେଖିଦେବେ। ଏଇଟାକୁ ଜିନିଷ ଆପଣ ଯେତେବେଳେ ଦେଖିବେ ସିଜିଏମ ନହେଲେ ଡିସିଜନ ଆପଣଙ୍କୁ ଖାଇଦେବେ ପୁରାପୁରି। ଆପଣ ଯେତେବେଳେ ଇନ୍ସପେକ୍ସନ ଯିବେ ସେମାନେ ଆପଣମାନଙ୍କୁ ଆଉ ରଖେଇବେନି। ଆପଣ ଏକ୍ସପ୍ଲାନେସନ ମଗା ହବ, ନାନା ପ୍ରକାର ଅସୁବିଧା ହବ। ଆପଣ ଦୟାକରି ମନେ ରଖିଦିଅନ୍ତୁ, ଏଇଟା ଭେରି ଭେରି ସେନ୍ସିଟିଭ ମ୍ୟାଟର, ବୁଝିଲେ? ସେ ଆଜ୍ଞା ସବୁ ଜିନିଷ ଗୁଡାକ ଆପଣ ଦେଖିବେ। ହଁ, ଆଉ ତାକୁ ଯଦି ଟିକେ ସତର୍କ ହେଇ ରହିବେ, ଆଲର୍ଟନେସ୍ ଆଲୱେଜ ଆଭଏଡ୍ସ ଆକ୍ସିଡେଣ୍ଟ, ବୁଝିପାରିଲେ ନା? ତାପରେ ଏବେ ଆସିବା, ଏବେ ବେଲ୍ ମ୍ୟାଟର ସବୁ ହେଇଗଲା। ବେଲ୍ ମ୍ୟାଟରରେ କିନ୍ତୁ ହେଇଗଲା, ବେଲ୍ ଆପଣ ଦେଇଦେଲେ ମାଜିଷ୍ଟ୍ରେଟ ମହୋଦୟ ମାନେ ଆଉ ଆମର କ୍ଲାର୍କ ଭାଇ ମାନେ ମଧ୍ୟ ମନେ ରଖନ୍ତୁ, ଜଣେ ଦେଲା 5,000 with 1 ଫର ଦ ଲାଇକ୍ ଆମାଉଣ୍ଟ ବୋଲିକି ଦେଲା। ଆପଣ କଣ କଲେ, ଜଣେ ଆଣିକି ତାର ଘର ବାଡିର ଗୋଟେ ପଟାଟା ଦେଖେଇଲା, ହବ ନା ନାଇଁ? ଘର ବାଡିଟା ଦେଖେଇଲା, ଯୋଉଟା ଲେଖା ହେଇଛି ତାରେ ଘର ବାଡି 1 ବୋଲି ଲେଖା ଯାଇଛି, ସେ ସମ୍ପତ୍ତିର ମୂଲ୍ୟ 10 ଲକ୍ଷ ଟଙ୍କା ଲେଖାଯାଇଛି, ସେ ବଣ୍ଡଟା ଆକ୍ସେପ୍ଟ ହବ ନା ନାଇଁ? ଆଁ କିଏ କହୁଛନ୍ତି ହବନି ବୋଲି, କିଏ ଜଣେ କହୁଛନ୍ତି ବନ୍ଧୁ? କୁହନ୍ତୁ କୁହନ୍ତୁ, ଡରିବା ଦରକାର ନାହିଁ। ହଁ, ଶୁଭୁନି, କୁହନ୍ତୁ ଟିକେ। କ- କ- କଥାଟା ଆଁ ଏଇଥିରେ କୁହନ୍ତୁ, ଏଇଥିରେ କୁହନ୍ତୁ। ନା, ଆପଣ ଆପଣଙ୍କ ଉତ୍ତର 100% ସଠିକ, ଯେ କାରଣ କଣ? ସାର୍ ଯେହେତୁ ଗୋଟିଏ ଘର ବାଡିଟା ଗୋଟି ତାର ନେଇଗଲେ ସାର୍, ଯଦି ତାକୁ ମାନେ ଯଦି ଆମେ ଅକ୍ସନ କରିଦବା ତ ରହିବା ପାଇଁ ତାର ଜାଗା ରହିବନି ସାର୍। ନା, ସେଇ ଜିନିଷ ମିନିମମ୍ କୋଉଠି ମିନିମମ୍ କୁହାଯାଏନି। ଯଦି ଦୁଇଟା ଘର ବାଡି ଦେଖେଇବ, ଦୁଇଟା ଘର ରହିଲେ ରହିପାରିବ ସାର୍, ଗୋଟେ ନେଇପାରିବ ସେଇଟା କୋଉଠି ଅଛି? ସାର୍। ଏଇ ଛୋଟ ଛୋଟ ଜିନିଷ ଗୁଡାକ ବଡ ବଡ କାନ୍ଥକୁ ଭାଙ୍ଗିଦବ, ସାର୍ ବୁଝିପାରିଲେ ନା? ଆପଣ ଏବେ କହୁଛନ୍ତି ଘର ବାଡିଟା ବିକିଦବ, ଗୋଟେ ଘର ବାଡି ଥିଲେ ହବନି, ଦିଟା ଘର ବାଡି ଥିଲେ ହେଇଯିବ ବୋଲି କେମିତି କହିଲେ? ସେଇଟା ମୋଡାଲିଟିସ୍ ଅଫ୍ ଦି ବେଲ୍ ବଣ୍ଡସ୍ ବୋଲିକି ଗୋଟେ ସାର୍କୁଲାର ଅର୍ଡର ଆସିଛି। ଆପଣ ବଡ ବଡ ମୋ ବହିରେ ଲେଖାଯାଇଛି, ମାଜିଷ୍ଟ୍ରେଟ ବନ୍ଧୁ ଦେଖିବେ ପଛପଟେ ସେ ଲେଟରଟା ମୁଁ ରଖିଛି। କଣ କଣ କରିବାକୁ ପଡିବ, ଆପଣ ଜାମିନଦାରର ଫଟୋ, ଜାମିନଦାରର ଫଟୋ ଆଇଡେଣ୍ଟି କାର୍ଡ, ଆଧାର କାର୍ଡ, ତାର ଇଏର ଜମିର ପଟା ରସିଦ, ବୁଝିଲେ? ଆଉ ଏଇ ଘର ବାଡି 1 ଥିଲେ ହବନି, ଘର ବାଡି 2 ଥିଲେ ହବ। ମନେ ରଖନ୍ତୁ, ଏଇଟା ଯଦି ଆପଣ ମାନେ ଆଜି କୌଣସି କାରଣରୁ ଜାଣିନାହାନ୍ତି, ଜାଣିଥିବେ ଘର ବାଡି 1 ବୋଲି ଲେଖିଥିଲେ କେବେ ହେଲେ ହବନି, ତାକୁ କହିବ
ବୁଝିପାରିଲ ନା ବାବା ଏଇଟା ହବନି ଆଉ ଗୋଟେ ଆଣିବ ଘର ବାଡି ଦୁଇ ଆଣିବ। ଆଚ୍ଛା ସେଇଠି କଣ କରିବ ସାର୍ ସେ ରିକ୍ୱେଷ୍ଟ କରିବ ସାର୍ ଆପଣ ତ ପ୍ରୋଭିଜନାଲି ଆକ୍ସେପ୍ଟ କରିଦିଅନ୍ତୁ ବୋଲି କହିଲେ ଦ୍ୟାଟ୍ ଇଜ ଅପ୍ ଟୁ ୟୋର ଡିସ୍କ୍ରିପସନ। କାଇଁ ଏବେ ଯାହା ଜିଲ୍ଲା ଜଜ୍ ମହୋଦୟ କହିଲେ ସୁପ୍ରିମକୋର୍ଟ ବେଲ୍ ଉପରେ ଏତେ ମୋଡାଲିଟିସ୍ ଦେଇ ଦେଇଛନ୍ତି ବୁଝିଲା ତାକୁ ରିଭାଇଜ କରିବ ରିଭ୍ୟୁ କରିବ ତାକୁ କ୍ୟାଶ ସିକ୍ୟୁରିଟି ଥିଲେ ତାକୁ ଆଣିବ କର୍ପସ ଫଣ୍ଡରୁ ଆଣିକି ଟଙ୍କା ଦେବ ନହେଲେ ପର୍ସନାଲ ବଣ୍ଡରେ ଯାଉ ଯୋଉଠି ଏଇ ପ୍ରକାର କଥା କୁହାଯାଉଛି ଆପଣ ପ୍ରୋଭିଜନାଲି ବେଲ୍ ବଣ୍ଡଟାକୁ ଆକ୍ସେପ୍ଟ କରିଦେଇକିରି ତାକୁ କହିବେ 3 ଦିନ ଭିତରେ 4 ଦିନ ଭିତରେ ତୁ ଆଣିକି ରେଗୁଲାର ବେଲ୍ ବଣ୍ଡ ଫାଇଲ କର ବୋଲିକି କହିବେ। ମୋଡାଲିଟିସ୍ ଅଫ ବେଲ୍ ବଣ୍ଡ ବୋଲିକିରି ମୋର ସେ ବହିରେ ପଛପଟେ ଲେଖା ଯାଇଛି। ଆମର ପେସ୍କାର ବନ୍ଧୁ ମାନେ ମଧ୍ୟ ଦେଖନ୍ତୁ ସେ ସବୁ ଜିନିଷ ଗୁଡାକ ଆପଣ ସବୁ ଦେଖିବେ ବୁଝିପାରିଲେ ନା। ଆଉ ଦ୍ୱିତୀୟରେ ଆପଣଙ୍କର ସେପଟେ ବେଲର ସିକ୍ୟୁରିଟି କେମିତି ଯାଉଛନ୍ତି ତ ଆମେ ଜାଣିନୁ ଅନ୍ୟାନ୍ୟ ଅଞ୍ଚଳରେ ଯୋଉଠି ଆମର ଜିଲ୍ଲା ଜଜ୍ ସାହେବ କହିବେ ଆମେ ଯୋଉ ଯୋଉ ଅଞ୍ଚଳରେ କାମ କରିକି ଆସୁଛୁ ବାଲେଶ୍ୱର କଟକ ଯାଜପୁର ସମ୍ବଲପୁର ଏଗୁଡାକରେ ତ ଅଲଗା ପ୍ରକାର ଜିନିଷ ଅଛି ବୁଝିପାରିଲେ ନା। ଡୁପ୍ଲିକେଟ୍ ଆରଓଆର ଥିବ ଡୁପ୍ଲିକେଟ୍ ବେଲର ଥିବ ବିଶେଷତଃ କଟକ ଭୁବନେଶ୍ୱରରେ ସେଇଟା ପାଇଁ ବୋଲିକି ଆପଣ ଟିକେ ସତର୍କ ରହିବେ ନତୁବା ଆପଣଙ୍କର ବେଲର ମିସକେସ୍ ଆପଣ କରି 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 ଆପଣ ଥେୟା ହେଇଯିବେ। ଆପଣ ନା ବେଲର ଆସିବ ନା ମୁଦଲା ଆସିବ ଭୁବନେଶ୍ୱରରେ ଯାହା ବେଲ ହେଲା ସେତିକି ତାପରେ ଆଉ ଆସିବାର ନାହିଁ। ଗୋଟେ ନିର୍ଦ୍ଦିଷ୍ଟ ନା କହିବା କଥା ନାହିଁ କିନ୍ତୁ ଏଟା ନିର୍ଦ୍ଦିଷ୍ଟ ସତ କଥା ବେଳେବେଳେ ସତ ନ କହିଲେ ମଧ୍ୟ ଅସୁବିଧା ହଉଛି। ଆପଣ ବେଲ୍ ଯେତେବେଳେ ଆପଣ ଛାଡ଼ିବେ ବେଲ୍ ବଣ୍ଡ ଗୁଡାକ ଏସବୁ କରିବେ। ବେଲ୍ ବଣ୍ଡରେ ଯେତେବେଳେ ଆପଣ ଆକ୍ସେପ୍ଟ କରିଦେଲେ ଆପଣ ଜେଲରେ ଥିଲେ ବେଲ୍ ବଣ୍ଡଟା କେବଳ ଆଇଡେଣ୍ଟିଫିକେସନଟା ଦେଖୁଛନ୍ତି। ଯୋଉଦିନ ଆପଣ ବେଲ୍ ଗ୍ରାଣ୍ଟ କରୁଛନ୍ତି ବେଲ୍ ବଣ୍ଡଟା ଜେଲରୁ ସେ ଜେଲ ବାଲାର କେବେ ସେଠି ଆଇଡେଣ୍ଟିଟି ହେଇଥିବା ଦେଖୁଛନ୍ତି ଆପଣ। ବୁଝିହେଲାନି ପ୍ରଶ୍ନ? ମୁଦଲା ଜେଲରେ ଅଛି ଜେଲରୁ ବେଲ୍ ବଣ୍ଡଟା ତାର ଦସ୍ତଖତ ହେଇକିରି ଜେଲରେ ଆସି ଆଟେଷ୍ଟ କରିକିରି ଦେଇଛି ସେଇଟା କୋଉ ଦିନର ସାର୍ ବେଲ୍ ଗ୍ରାଣ୍ଟ ହେଲା ପରଦିନ ହେଇଥିବ ସାର୍ ତାପରେ ସବସିକ୍ୱେଣ୍ଟ ବା ହଁ କାହିଁକି କରିବେ ତା ଆଗରୁ କଲେ ଆମେ ଦେଇଦେଲେ କିନ୍ତୁ ଗହିରତା ନାହିଁ କିନ୍ତୁ ଆମେ ଜାଣିବା ଯେ ଆମେ ଯୋଉ ଦିନ ତାକୁ ରିଲିଜ ଅର୍ଡର ଦଉଛୁ ସେଇଦିନ ମୁଦଲାଟା ସେ ନିର୍ଦ୍ଦିଷ୍ଟ ଜେଲରେ ଅଛି ବୋଲିକି ସେ ଆଇଡେଣ୍ଟିଫିକେସନରୁ ଆମେ ଜାଣିବା। ଯଦି ଆଗରୁ ଘିନି ଆଣିଥିବ 5 ଦିନ ଆଗରୁ 7 ଦିନ ଆଗରୁ ଏଇ ଭିତରେ ତାକୁ ମନେକର ଦେହ ଖରାପ ହେଇଯାଇଥିବ କୋଉଠି ସିଫ୍ଟ ହେଇଯାଇଥିବ କୋଉଠି ଚାଲି ଯାଇଥିବ ବା କୌଣସି ସିକ୍ୟୁରିଟି କାରଣରୁ ଅନ୍ୟ ଜେଲକୁ ତାକୁ ସିଫ୍ଟ କରାଯାଇଥିବ ଆମେ ଜାଣିପାରିନି। ତେଣୁକରି ନିର୍ଦ୍ଦିଷ୍ଟ ଦିନ ଯୋଉ ଦିନ ଆମେ ଜାମିନ ଗ୍ରହଣ କରିବା ସେଇ ଦିନର ଆଇଡେଣ୍ଟିଟି ହେଲେ ଆମେ ଧ୍ରୁବ ନିଶ୍ଚିତ ହେଇଯାଇଥିବା ଯେ ମୁଦଲା ଆମ ପାଖରେ ଅଛି ସୋ ଦାଟ ୱି ୱିଲ୍ ଇସ୍ୟୁ ଦି ରିଲିଜ ଅର୍ଡର ଟୁ ଦି କନସର୍ନ ସୁପରିଟେଣ୍ଡେଣ୍ଟ ଅଫ ଦି ଜେଲ୍ ଅଥରିଟି। ଓକେ ଯେତେବେଳେ ଆମେ ତାକୁ ବେଲ୍ ଦେଇଦେଲେ ସେତେବେଳୁ ସାଙ୍ଗେ ସାଙ୍ଗେ ଆମେ ୟୁଟ୍ୟୁବରୁ ସେ ରେଜିଷ୍ଟରରୁ ତା ନାଁଟା କର୍ତ୍ତନ କରିବା ବା ରାଉଣ୍ଡ ଅପ୍ କରିବା ହେଲା। ଏବେ ବର୍ତ୍ତମାନ ଆସିବା ବେଲ୍ ମ୍ୟାଟର ଉପରେ ଆଉ ଆଉ କଣ ଆପଣମାନଙ୍କର ବେଲ୍ ମ୍ୟାଟର ଉପରେ ଆଉ କଣ କୋଉଠି କଣ ଡାଉଟ ଅଛି? ବେଲ୍ ମ୍ୟାଟର ଉପରେ ମୁଁ ଯେତେବେଳେ ଯିବି ଆଉ ଥରେ ବେଲ୍ ମ୍ୟାଟର ସରିନି ବେଲ୍ ମ୍ୟାଟର ପଡିବ ଆମ ଆଉ ଥରେ ଜଜମେଣ୍ଟ ପରେ ବେଲ୍ ଗୋଟେ ଅଛି ସେଇଠି ଆମେ ଶୁଣିବା ବୁଝିଲା। ଆଉ ଏବେ ବର୍ତ୍ତମାନ କନସିଡରେସନ ଅଫ ଚାର୍ଜ ହେଲା କନସିଡରେସନ ଅଫ ଚାର୍ଜ ଅଛି ଡିଫେନ୍ସ ଅଛି ଆର୍ଗୁମେଣ୍ଟ ଅଛି ଆଣ୍ଡ ଜଜମେଣ୍ଟ ଅଛି ଏଇଟା ଅନ୍ୟ କୋଉ ଦିନ ଆଉ ଦିନ ଦେଖିବା ନା କଣ ଜିଲ୍ଲା ଜଜ୍ ମହୋଦୟ ଆଜ୍ଞା ଆଜ୍ଞା କଣ କହୁଛ? ଏବେ 6ଟା 45 ଷ୍ଟାଫ ଗୁଡାକ ବୋଧେ ଇଏ କରିବେ କଣ 6ଟା 45 7ଟା ହବାକୁ ଯାଉଛି ନା କଣ କହୁଛନ୍ତି? ଆଜ୍ଞା ଆଜ୍ଞା ମୁଁ ଟିକେ ଦୀପଦ ଖାଲି କଥା ଯୋଡ଼ିବି ହଁ ଯେ ଆଜି ଆମେ ଆମ ଗହଣରେ ଯୋଉ ଅତିଥି ଗୁରୁଙ୍କୁ ପାଇଛେ ତାଙ୍କର ପ୍ରଗଳଭତା ବାଗ୍ମିତା ଆଉ ପ୍ରଗାଢ଼ତା ତାଙ୍କର ପ୍ରାଜ୍ଞତା ଆମ ପାଖରେ ଆଜି ଅତି ଉଚ୍ଚ କୋଟିର ଉଚ୍ଚ ଧରଣରେ ଉପସ୍ଥାପିତ ହୋଇଛି। ଆମେ ଜଣେ ନିଜକୁ କିରାଣୀ ବୋଲି ମନେ କରିବା ଉଚିତ ନୁହେଁ କାରଣ ଆମେ এই ବ୍ୟବସ୍ଥାର ଏକ ମହାନ ଅଙ୍ଗ ଏବଂ ଆମ ପାଖରେ ଥିବା ସାଧୁତା କର୍ତ୍ତବ୍ୟପରାୟଣତା ନିଷ୍ଠା ଏବଂ ଅଧ୍ୟବସାୟ ଆମକୁ ଆମ ଯୋଉ ଦିଗରେ ଅଛେ ସେଇ ଦିଗରେ ଉଚ୍ଚ ସୋପାନରେ ପହଞ୍ଚିବା ପାଇଁ ନିଶ୍ଚିତ ଅଗ୍ରସର ହେବ ଏବଂ ଏହି ଅବଧି କ୍ରମେ ଆମେ ଯୋଉ ଅତିଥି ଗୁରୁମାନଙ୍କୁ ସମୟ କ୍ରମେ ଭେଟିବା ସେମାନଙ୍କଠୁ କିଛି ଜାଣିବା ସେମାନଙ୍କର ଅଭିଜ୍ଞତା ସେମାନଙ୍କର ପ୍ରାଜ୍ଞ ସେମାନଙ୍କର ଅନୁଭୂତି ସେମାନଙ୍କର ନିଜର ନିଷ୍ଠା ଏବଂ ଉତ୍ତରଦାୟିତ୍ୱ ଯାହା ତାଙ୍କର ଥିଲା ସେ ଯାହା ଯାହା ଆମକୁ ତାଙ୍କ ଅନୁଭୂତି ପ୍ରସଙ୍ଗରେ ଦର୍ଶାଉଛନ୍ତି ଆମେ ତାକୁ ଶୁଣିବା ବୁଝିବା ଜାଣିବା
दरकार पड़े लेखिकी रखा यहाँ तो सहजे यूट्यूब चैनल अच्छी आम घरे जाकि आउ थे प्रक्षालन करवा समीक्षा करवा दरकार पड़े जदि किसी प्रश्न थाए आम मन में किसी प्रश्न उंकी मारू थाए ताकू नोट कर रखा परवर्ती कार्यक्रम में आम ताकू उल्लेख करवा जानापी चेष्टा करवा जदि बुझी न पारुचे बारंबार पचार आम जो व्यवस्था अच्छे एथिरे कहीं छोट चाकरिया नुहे कि कहीं बड़ चाकरिया नुहे यहाँ व्यवस्था पे आम कम कर कारण पृथ्वी रे जो व्यवस्था आम अच्छे से व्यवस्था को समस्त सम्मान अच्छी समस्त भय अच्छी एवं समस्त आदर भी अच्छी तेणु आम आदर हासिल केमती करवा अन्य जनकर जदि आम पाखे से पटुता नथिबो आम पाखे से माने बाग्मिता नथिबो बा आम पाखे से मैनेजमेंट कला भलिया दक्षता नथिबो तेणु जो माने लिविंग लेजेंडरी पुरुष से आम शिखा जाना पाखे पाइबा जेते दूरे थिले मध्य आम जो व्यवस्था अच्छे पाखे पाइबार किसी असुविधा ना एक निश्चित आम देले किसी दे पारिबा नाही आम प्रकारांतरे जहाँ पाउछे तांकटू आम दबाकू चेष्टा कले बंधु दे पारिबा गुरुंकर ऋण किंबा बापा माँ ऋण कहीं सुझी पारते सुझा चेष्टा कले बंधु सुझी पारे तेणु आम यही लक्ष्य जावा आम 30 नंबर जिलार ना 1 नंबर जिले अच्छे आम मालकानगिरी ना आम अच्छे ओडिशा एवं ओडिशा रे जो जो काम आम शिखा जमी सार तांकर सूक्ष्म अनुभूति प्रचंड मेधा शक्ति तांकर निजस्व अनुभूति जहाँ जहाँ से कहवाक चेष्टा करछंती जानिछंती कहिछंती निखुण भाव में कहिछंती एवं साधुतार सह कहिछंती आमे जदि आग्रह सह शुणिबा आमे जहाँ जहाँ शुणिचे कदापि भूली जिबा नाही एवं जदि कस्मिन काल कोठी कोठी किछि लेस मात्र संदेह कि किछि त्रुटि अच्छी किछि जानिया पे आम मन आग्रह अच्छी परवर्ती पर्यायर रे आमे ताकू जानिबा बुझिबा एवं शुणिबा सारंकर बहुमूल्य समय से देई आमको आम सहित रही आग्रह आमको जहाँ आज शुणे जन बुझे आम आक्षरिक अर्थ बुझा जाना एवं बारंबार उच्चारण करवा आम भितर ताकू शेयर करवा जदि किसी बुझीपारे पुणी परवर्ती सोपान आम सार पुणी से कथा गुड़ाक आदाय करवा यार्न करवा एवं कल्टिवेट करवा एवं निजुक यही दिगरे पूरा ठिकणा दिगरे पहुँचेगा मु आशा करी सार आम सहित परवर्ती पर्यायर पुणी इच्छा प्रकट करेंगे एवं आमको आउ किसी मार्गदर्शन देवे आ सार पाखे आम कृतज्ञता जनइबा एवं आशा रखिबा तांकर स्वास्थ्य निरामय जीवन आगो को सुदृढ़ रहो मो तरफ धन्यवाद समस्त को समस्त विचार विभाग बंधु विचार विभाग भाई भौणी आम समस्त कर्मचारी बंधु तुम्हें मु तुम मन को गिरानी हिसाब से देखेनी मोर गोटे सहयोगी भाई बा सहयोगी अति कनिष्ठ बंधु हिसाब से देखे एत दूरांतर मत प्रसन्न बाबू एत दूर बहुत मसे आगु प्राय ये कथा कहते मत जिन गुड़ाक प्रिपेयर करने लगे प्राय 5-6 घंटा खंडे लगे मु प्रिपेयर कर रखी जो पुणी फुर्सत मिल केत देखा पैसा देवा नवा बा पाइबा यहाँ बड़ कथा ना बड़ कथा हूँ आम भितर घनिष्ठता जो मूल्य ना सेटा गोटे अलग जिनस ताको आम यही प्रकार मत केवल पैसा देले ही मुझे कहबी से प्रकार मनोवृत्ति आमर ना मो पाखे जी सेयार अच्छे मोर जड़े बंधु थे जिला जज से जयपुर मत कहते तुम्हें जो ज्ञान जाच ज्ञान जी बांटबनी टेस्टामेंट अनुसार तुम जड़े गोटे दोषी हम से मत से प्रकार गोटे भय देखा एनिवे से जिन गुड़ा जी मुझे जानी मोर हुए तो वक्तव्य कौट कौट जब झुंटी जाइबी ताहले आपण मैंने देखिए आईन अनुसार आप संशोधन करेंगे एति कहीकि रही धन्यवाद समस्त नमस्कार थैंक यू सर नमस्कार Yes.